ପିଲାମାନେ ଏହି ଯେଉଁ ଟପିକ୍ଟା ଏଇଟା ଗୋଟିଏ ଆରମ୍ଭ ହୋଇଛି ଗୋଟେ ଷ୍ଟୋରିରୁ ଯେଉଁଟାକି କାହା ବିଷୟରେ ଅଛି ରୀମା ବୋଲି ଗୋଟେ ଝିଅ ଥିଲା ତା ବିଷୟରେ ଅଛି। ତେବେ ଦେଖ କ'ଣ ହେଇଛି। ଏକ ଆଳସ୍ୟପୂର୍ଣ୍ଣ ଅପରାହ୍ନରେ ରୀମା ଏକ ପୁରୁଣା ବହି ପଢ଼ୁଥିଲା। ତେବେ ପିଲାମାନେ ଗୋଟେ ଦୁଇଟା ବେଳକର ଟାଇମ୍ ହେଇଛି। ରୀମା ବୋଲି ଗୋଟେ ଝିଅ କ'ଣ କରୁଥିଲା ନା ଗୋଟେ ବହି ପଢ଼ୁଛି ସେ। ହଠାତ୍ ସେଥିରୁ ଏକ କାଗଜ ଖଣ୍ଡ ତଳେ ପଡ଼ିଗଲା। କେଉଁଠୁ ପିଲେ? ସେଇ ଯେଉଁ ବହିଟି ସେ ପଢ଼ୁଥିଲା ସେଇ ପେଜ୍ ମଧ୍ୟରୁ ଗୋଟେ କାଗଜ ଖଣ୍ଡଟି ପଡ଼ିଲା। ସେଥିରେ କିଛି ବିଚିତ୍ର ସଂକେତ ବା ଚିହ୍ନ ଥିଲା। ପିଲାମାନେ କେଉଁ ସଂକେତ ଥିଲା? ଏଇଠି ଦେଖ ଡାଇଗ୍ରାମରେ ତୁମେମାନେ ଦେଖିପାରୁଛ ନା? ଏଇ ଫଟୋଟି ତାର ବହି ମଧ୍ୟରୁ ପଡ଼ିଗଲା। ପିଲାମାନେ ଏଇ ଫଟୋଟି ଦେଖିକି କିଛି ଜାଣିପାରୁଛ କି ତମେ? ନାହିଁ ନା? ସେମିତି ରୀମା ମଧ୍ୟ ଜାଣିପାରିଲା ନାହିଁ ଏଇ ପ୍ରକୃତରେ ଏଇ ଫଟୋଟି କ'ଣ। ସେଇଠୁ ସେ ତା ବାପାଙ୍କ ପାଖକୁ ଦୌଡ଼ିଗଲା ଏବଂ ସେହି ସଂକେତ ଗୁଡ଼ିକର ଅର୍ଥ କ'ଣ ବୋଲି ପଚାରିଲା। କାହାକୁ ପଚାରିଲା ପିଲେ? ତାର ବାପାକୁ ପଚାରିଲା। ତାଙ୍କ ବାପା ବୁଝାଇଲେ ସେହି ସଂକେତ ଗୁଡ଼ିକ ପ୍ରାୟ 4000 ବର୍ଷ ପୂର୍ବେ ମେସୋପୋଟାମିଆ ନାମକ ଏକ ଅଞ୍ଚଳରେ ବ୍ୟବହୃତ ହେଉଥିବା ସଂଖ୍ୟା ଥିଲା। କେଉଁଗୁଡ଼ିକ ପିଲେ? ତାର ବହି ଭିତରୁ ଯେଉଁ କାଗଜ ଖଣ୍ଡ ପଡ଼ିଯାଇଥିଲା ସେଥିରେ ଯେଉଁ ଲେଖା ହେଇଥିଲା ସଂଖ୍ୟା ଗୁଡ଼ିକ 4000 ବର୍ଷ ପୂର୍ବେ ମେସୋପୋଟାମିଆ ନାମକ ଏକ ଅଞ୍ଚଳରେ ବ୍ୟବହୃତ ହେଉଥିଲା। ତେବେ ପିଲେ ମେସୋପୋଟାମିଆ ପୁଣି କ'ଣ? ନା ମେସୋପୋଟାମିଆ ହେଉଛି ଏକ ପ୍ରାଚୀନ ସଭ୍ୟତା ଯାହା ବର୍ତ୍ତମାନର ଇରାକ ଏବଂ ଆଖପାଖ ଦେଶଗୁଡ଼ିକରେ ଅବସ୍ଥିତ ଥିଲା। ବୁଝିହେଲା ପିଲେ? ରୀମାର ଆଖି ଉଜ୍ଜଳ ହୋଇ ଉଠିଲା। ସତରେ ଏଇ ବିଚିତ୍ର ସଂକେତ ଗୁଡ଼ିକ ସଂଖ୍ୟା ଥିଲା? ତାର କୌତୂହଳ ବଢ଼ିଗଲା ଏବଂ ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବାକୁ ଲାଗିଲା। ତେବେ ଦେଖିବା ପିଲେ ପ୍ରକୃତରେ ସେହି ସଂଖ୍ୟା ଗୁଡ଼ିକ କେଉଁଠୁ ଆସିଲା, କିଏ ସେଗୁଡ଼ିକର ଜନକ କିଏ ଥିଲେ ବା କିଏ ବାହାର କରିଥିଲେ, ସବୁ ଆମେ ଏହି ବିଷୟରେ ଜାଣିବା। ଗଣନା କରିବା ପାଇଁ ମାନବୀୟ ଆବଶ୍ୟକତା। ପିଲାମାନେ ପ୍ରଥମେ ଜାଣିବା ଗଣନା କରିବା ବା କୌଣସି ଜିନିଷକୁ ଗଣିବାର ଆବଶ୍ୟକତା କ'ଣ ପାଇଁ ପଡ଼ିଲା। କ'ଣ ପାଇଁ ଆମେ ଗୋଟେ ଜିନିଷକୁ ଗଣିବାର ଦରକାର ପଡ଼ିଲା ସେଇଟା ଆମେ ପ୍ରଥମେ ଜାଣିବା। ପ୍ରସ୍ତର ଯୁଗରେ ମଧ୍ୟ ମଣିଷକୁ ଗଣନା କରିବାର ଆବଶ୍ୟକତା ଥିଲା। ତେବେ ସେମାନେ କ'ଣ ଗଣୁଥିଲେ? ନା ଖାଦ୍ୟ ସାମଗ୍ରୀ ଗଣୁଥିଲେ, ପଶୁମାନଙ୍କ ସଂଖ୍ୟା ଗଣୁଥିଲେ, ପଣ୍ୟ ଦ୍ରବ୍ୟ ବ୍ୟାପାର ବା ବିଜନେସ୍ ବିଷୟରେ ଯାହା ବି କିଛି କରୁଥିଲେ ସେଇଗୁଡ଼ିକ ଗଣୁଥିଲେ। ଧାର୍ମିକ ରୀତିନୀତିରେ ଅର୍ପଣ କରାଯାଉଥିବା ସାମଗ୍ରୀ, ଦିନଗୁଡ଼ିକର ହିସାବ ରଖିବା, ଉଦାହରଣ ସ୍ୱରୂପ ପୂର୍ଣ୍ଣିମା କିମ୍ବା ଋତୁ ବିଷୟରେ ପୂର୍ବାନୁମାନ କରିବା ପାଇଁ ଗଣନାର ଆବଶ୍ୟକତା ଆସିଲା। ଯେମିତି ପିଲେ ମୁଁ କହିବି ମୋ ପାଖରେ କେତୋଟି ପେନ୍ ଅଛି? ମନେକର ମୁଁ କହିବି ମୋ ପାଖରେ 5ଟି ପେନ୍ ଅଛି। କେତୋଟି ପିଲେ? 5ଟି ପେନ୍। କିନ୍ତୁ ସେତେବେଳେ କ'ଣ 5 ବୋଲି ଲେଖି ଦେଉଥିଲେ ସେମାନେ? ନାଇଁ ନା। କିନ୍ତୁ ସେମାନେ ଆଜି ଆମେ ବ୍ୟବହାର କରୁଥିବା ସମାନ ସଂଖ୍ୟା ସଂକେତ ବ୍ୟବହାର କରୁନଥିଲେ। ଯଦି ସେମାନେ ସମାନ ସଂଖ୍ୟା ସଂକେତ ବ୍ୟବହାର କରୁନଥିଲେ ତେବେ କ'ଣ ବ୍ୟବହାର କରୁଥିଲେ ସେଇଟା ଆମେ ଆଗକୁ ପଢ଼ିବା। ଆଧୁନିକ ସଂଖ୍ୟା ପ୍ରଣାଳୀର ଉତ୍ପତ୍ତି। ଆମର ସଂଖ୍ୟା ପ୍ରଣାଳୀ ଉଭୟ କଥିତ ଏବଂ ଲିଖିତ ହଜାର ହଜାର ବର୍ଷ ପୂର୍ବେ ଭାରତରେ ଆରମ୍ଭ ହୋଇଥିଲା। ଠିକ୍ ନା ନାହିଁ ପିଲେ? ଆମେ ଯେଉଁ ଆଜି ଲେଖୁଛେ କିମ୍ବା ପଢ଼ୁଛେ ଏଇଟା ହଜାର ହଜାର ବର୍ଷ ପୂର୍ବେ ଭାରତରେ ଆରମ୍ଭ ହୋଇଥିଲା ବା ପ୍ରଚଳିତ ହେଉଥିଲା। ପ୍ରାଚୀନ ଭାରତୀୟ ଗ୍ରନ୍ଥ ଯଥା ଯଜୁର୍ବେଦ ସଂହିତାରେ ସଂଖ୍ୟା ଗୁଡ଼ିକର ନାମ ଏମିତି ଥିଲା। କେମିତି? 1, 10, ଶତ, ସହସ୍ର, ଅୟୁତ, ଏମିତିକି 10ର ଘାତ 12 ମାନେ ପିଲେ 10ରେ କେତୋଟି ଶୂନ ବା 1ରେ 12ଟି ଶୂନ ପର୍ଯ୍ୟନ୍ତ ଜାରି ରହିଥିଲା। ବୁଝିହେଲା ପିଲେ? ନେକ୍ସଟ ଦେଖିବା ଅଙ୍କ 0ରୁ 9। ଆମେ 0ରୁ 9 ବ୍ୟବହାର କରି ସଂଖ୍ୟା ଲେଖିବାର ପଦ୍ଧତି ପ୍ରାୟ 2000 ବର୍ଷ ପୂର୍ବେ ଭାରତରେ ଆରମ୍ଭ ହୋଇଥିଲା। ଏହି ପ୍ରଣାଳୀର ସର୍ବପ୍ରଥମ ଲିଖିତ ଉଦାହରଣ ବଖଶାଲି ପାଣ୍ଡୁଲିପିରେ ମିଳିଥିଲା ପ୍ରାୟ ଖ୍ରୀଷ୍ଟାବ୍ଦ 3ୟ ଶତାବ୍ଦୀ ବେଳକୁ। ଏହି ପାଣ୍ଡୁଲିପିରେ ଅଙ୍କ 0କୁ ଏକ ବିନ୍ଦୁ ଭାବରେ ଲେଖାଯାଇଥିଲା। ଏଇଟା ଦେଖ ପିଲେ ଚିତ୍ରରେ, ଏଇଟା ଯେଉଁ ଆମର ଅଙ୍କ ଆମେ 0କୁ କେମିତି ଲେଖୁଛେ? ଏମିତି। ଯେଉଁ ବଖଶାଳି ପାଣ୍ଡୁଲିପି ବୋଲି ଥିଲା ସେଇଠି 0କୁ ପିଲେ ବିନ୍ଦୁ ରୂପରେ ଦର୍ଶାଯାଇଥିଲା। ଗଣିତଜ୍ଞ ଆର୍ଯ୍ୟଭଟ୍ଟ ଏହି ଅଙ୍କଗୁଡ଼ିକୁ ବ୍ୟବହାର କରି କିପରି ସଠିକ୍ ଗଣନା କରାଯାଏ ତାହା ବୁଝାଇଥିଲେ। ଏଇଭଳିଆ ପିଲେ ସର୍ଟ କ୍ୱେଶ୍ଚନ୍ ଆସିବ ଯେମିତିକି 0ର ବ୍ୟବହାର ବା 0କୁ ବିନ୍ଦୁ ରୂପେ କେଉଁ ପାଣ୍ଡୁଲିପିରେ ଲେଖାଯାଇଥିଲା, ଏହିପରି ପିଲେ ସର୍ଟ କ୍ୱେଶ୍ଚନ୍ ସବୁ ଆସିପାରିବ। ନେକ୍ସଟ ଦେଖିବା ତେବେ ବିଶ୍ୱରେ ଭାରତୀୟ ସଂଖ୍ୟାର ପ୍ରସାର। ପ୍ରାୟ ଖ୍ରୀଷ୍ଟାବ୍ଦ 800 ବେଳକୁ
ଭାରତୀୟ ସଂଖ୍ୟା ପ୍ରଣାଳୀ ଆରବ ଦୁନିଆରେ ପ୍ରସାରିତ ହୋଇଥିଲା। ଦୁଇ ଜଣ ପ୍ରସିଦ୍ଧ ଆରବ ବିଦ୍ୱାନ ଏଥିରେ ସାହାଯ୍ୟ କରିଥିଲେ। ପିଲାମାନେ ଏଇ ଦୁଇଟି ନାଁ ମନେ ରଖିବ, ଅଲ୍ ଖ୍ୱାରିଜ୍ମୀ ଏବଂ ଅଲ୍ କିନ୍ଦି। ପିଲାମାନେ ଅଲ୍ ଖ୍ୱାରିଜ୍ମୀ ଯେଉଁ ଥିଲେ ସେ ହିନ୍ଦୁ ସଂଖ୍ୟା ସହିତ ଗଣନ ନାମକ ଏକ ପୁସ୍ତକ ଲେଖିଥିଲେ। କେଉଁ ପୁସ୍ତକ ଲେଖିଥିଲେ ପିଲେ? ହିନ୍ଦୁ ସଂଖ୍ୟା ସହିତ ଗଣନା। ଅଲ୍ କିନ୍ଦି କ'ଣ କରିଥିଲେ? ନା ଅଲ୍ କିନ୍ଦି ହିନ୍ଦୁ ସଂଖ୍ୟାର ବ୍ୟବହାର ବିଷୟରେ ଲେଖିଥିଲେ। ହିନ୍ଦୁ ସଂଖ୍ୟାକୁ କେମିତି ବ୍ୟବହାର କରିବା କିଏ ଲେଖିଥିଲେ ପିଲେ? ଅଲ୍ କିନ୍ଦି। ଏଇ ଦୁଇଟି ନାଁ ନିହାତି ମନେ ରଖିବ। ଏହି କାର୍ଯ୍ୟଗୁଡ଼ିକ ଆରବ ଦୁନିଆରେ ଭାରତୀୟ ସଂଖ୍ୟାକୁ ଲୋକପ୍ରିୟ କରିବାରେ ସାହାଯ୍ୟ କରିଥିଲା। ୟୁରୋପକୁ ପ୍ରସାର। ପ୍ରାୟ ଖ୍ରୀଷ୍ଟାବ୍ଦ 1100 ବେଳକୁ ଭାରତୀୟ ସଂଖ୍ୟା ପ୍ରଣାଳୀ ୟୁରୋପ ଏବଂ ଆଫ୍ରିକାରେ ପହଞ୍ଚିଥିଲା। ଫିବୋନାଚି ନାମକ ଜଣେ ଇଟାଲୀୟ ଗଣିତଜ୍ଞ ୟୁରୋପରେ ଭାରତୀୟ ସଂଖ୍ୟା ବ୍ୟବହାର କରିବାକୁ ଦୃଢ଼ ସମର୍ଥନ କରିଥିଲେ। ଏଇଟା ପିଲେ ମନେ ରଖ, ୟୁରୋପରେ ଭାରତୀୟ ସଂଖ୍ୟା ବ୍ୟବହାର କରିବାକୁ କିଏ ଦୃଢ଼ ସମର୍ଥନ କରିଥିଲେ? ନା ଜଣେ ଇଟାଲୀୟ ଗଣିତଜ୍ଞ ଫିବୋନାଚି। ବୁଝିହେଲା ପିଲେ? ଏଇ ନାଁଟା ମନେ ରଖିବ। କିନ୍ତୁ ୟୁରୋପୀୟମାନେ ରୋମାନ ସଂଖ୍ୟା ବ୍ୟବହାର କରିବାରେ ଅଭ୍ୟସ୍ତ ଥିଲେ, ତେଣୁ ଏହି ନୂତନ ପ୍ରଣାଳୀ ଶୀଘ୍ର ଗ୍ରହଣ କରାଯାଇ ନଥିଲା। ପିଲାମାନେ ପୂର୍ବରୁ ୟୁରୋପୀୟମାନେ କେଉଁ ଭାଷାକୁ ଲେଖୁଥିଲେ? ସେମାନେ ରୋମାନ ସଂଖ୍ୟାକୁ ଲେଖୁଥିଲେ। ରୋମାନ ସଂଖ୍ୟା ପୁଣି କ'ଣ ପିଲେ? ଆମେ ଯେଉଁ ଲେଖୁ ଆଇ, ଡବଲ ଆଇ, ତାପରେ ତିନିଟାକୁ ଲେଖୁ ତ୍ରିପୁଲ ଆଇ, ତାପରେ ଲେଖୁ IV, ଏହିପରି ସଂଖ୍ୟା ଗୁଡ଼ିକ ସେମାନେ ବ୍ୟବହାର କରୁଥିଲେ। କିନ୍ତୁ 1700 ଶତାବ୍ଦୀ ବେଳକୁ ବୈଜ୍ଞାନିକମାନେ ଅନୁଭବ କଲେ ଯେ ଭାରତୀୟ ସଂଖ୍ୟା ଗଣନାକୁ ସହଜ ଏବଂ ଅଧିକ ଦକ୍ଷ କରିଥାଏ, ତେଣୁ ଏହା ବହୁଳ ଭାବରେ ବ୍ୟବହୃତ ହେବାକୁ ଲାଗିଲା। ପିଲାମାନେ ରୋମାନ ସଂଖ୍ୟା ନିହାତି ଭାବରେ ବହୁତ ଲମ୍ବା। ଯେମିତି ପିଲାମାନେ ଆମେ 12କୁ ଲେଖୁଛୁ 1 2 ଲେଖିଦେଲେ 12 ହେଇଯାଉଛି, କିନ୍ତୁ ଯଦି ଆମେ ରୋମାନ ସଂଖ୍ୟା ପ୍ରଣାଳୀରେ ଲେଖିବା ତାକୁ କେମିତି ଲେଖୁଛେ? x ଦେଇକି ଡବଲ ଆଇ। ପିଲାମାନେ ଏଇ ସଂଖ୍ୟାଟା ବଡ଼ ନା ଏଇ ସଂଖ୍ୟାଟା ଲମ୍ବା? ମାନେ ଲମ୍ବା ଅନୁସାରେ ଆମେ ଯଦି ଦେଖିବା ତେବେ ଏଇଟା ଲମ୍ବା ଦେଖାହେଉଛି, ଏବଂ ସେହିପରି ଯଦି ମୁଁ 322 ଲେଖିବି ସେତେବେଳକୁ ତ ବହୁତ ବଡ଼ ହେଇଯିବ ସଂଖ୍ୟାଟି। ତେଣୁକରି 1700 ଶତାବ୍ଦୀ ବେଳକୁ ବୈଜ୍ଞାନିକମାନଙ୍କ ମୁଣ୍ଡରେ ଠିକ୍ ଜିନିଷଟା ପଶିଲା ଏବଂ ତାପରେ ପରେ ଏଇ ଯେଉଁ ଆମର ଭାରତୀୟ ସଂଖ୍ୟା ପ୍ରଣାଳୀ ବହୁଳ ଭାବରେ ବ୍ୟବହୃତ ହେବାକୁ ଲାଗିଲା। ବୁଝିହେଲା? ଏହାକୁ ବେଳେବେଳେ ଆରବୀ ସଂଖ୍ୟା କାହିଁକି କୁହାଯାଏ? ୟୁରୋପୀୟ ବିଦ୍ୱାନମାନେ ଏହି ସଂଖ୍ୟାଗୁଡ଼ିକୁ ଆରବମାନଙ୍କ ଠାରୁ ଶିଖିଥିଲେ। ବୁଝିହେଲା ପିଲେ? ୟୁରୋପୀୟ ବିଦ୍ୱାନମାନେ ଏଇ ଯେଉଁ ଆମର ଭାରତୀୟ ସଂଖ୍ୟାଗୁଡ଼ିକୁ ଆରବମାନଙ୍କ ଠାରୁ ଶିଖିଥିଲେ, ତେଣୁ ସେମାନେ ଭୁଲବଶତଃ ଏହାକୁ ଆରବୀ ସଂଖ୍ୟା ବୋଲି କହିଦେଇଥିଲେ। କିନ୍ତୁ ପ୍ରକୃତରେ ସେଇଟା ଆରବୀ ସଂଖ୍ୟା ଥିଲା କିରେ? ନାଇଁ। କ'ଣ ଥିଲା? ସେଇଟା ପରା ଭାରତୀୟ ସଂଖ୍ୟା ଥିଲା, ଏବଂ ସେଗୁଡ଼ିକୁ ଦୁଇ ଜଣ ଯେଉଁ ବାହାର କରିଥିଲେ କିଏ? ଖ୍ୱାରିଜ୍ମୀ ଆଉ କ'ଣ ଅଲ୍ କିନ୍ଦି ଥିଲେ। ଠିକ୍ ନା ପିଲେ? କିନ୍ତୁ ଆରବ ବିଦ୍ୱାନମାନେ ନିଜେ ଭାରତକୁ ଏହାର ଶ୍ରେୟ ଦେଇ ଏହାକୁ ହିନ୍ଦୁ ସଂଖ୍ୟା ବୋଲି କହୁଥିଲେ। ଆଜି ଅନେକ ପୁସ୍ତକ ଏବଂ ବିଦ୍ୱାନ ସଠିକ୍ ଶବ୍ଦଗୁଡ଼ିକର ବ୍ୟବହାର କରୁଛନ୍ତି। ହିନ୍ଦୁ ସଂଖ୍ୟା, ଭାରତୀୟ ସଂଖ୍ୟା କିମ୍ବା ମିଳିତ ଶବ୍ଦ ହିନ୍ଦୁ ଆରବୀ ସଂଖ୍ୟା, ଏହିପରି ଭାବରେ ସେଇ ଗୋଟେ ସଂଖ୍ୟାକୁ ହିଁ ବିଭିନ୍ନ ପ୍ରକାର ନାମକରଣ ଥିଲା। ଏଠାରେ ହିନ୍ଦୁ ଶବ୍ଦଟି ଭାରତର ଲୋକଙ୍କୁ ବୁଝାଉଛି, କୌଣସି ଧର୍ମକୁ ନୁହେଁ। ବୁଝିହେଲା ପିଲେ? ଏଇ ଯେଉଁ ଆମେ କହୁଛେ ହିନ୍ଦୁ ସଂଖ୍ୟା ମାନେ ହିନ୍ଦୁ ଧର୍ମକୁ ବୁଝାଏନି, ଏହା କ'ଣ ବୁଝାଏ? ଭାରତୀୟ ଲୋକଙ୍କୁ ବୁଝାଏ। ଅଙ୍କଗୁଡ଼ିକର କ୍ରମ ବିକାଶ। 0ରୁ 9 ଅଙ୍କଗୁଡ଼ିକ ସବୁବେଳେ ଆଜି ଭଳି ଦେଖାଯାଉନଥିଲେ। ସମୟ ଅନୁସାରେ ସେଗୁଡ଼ିକର ଆକାର ଧୀରେ ଧୀରେ ବଦଳି ଚାଲିଲା। ଶେଷରେ ସେଗୁଡ଼ିକ ଆଜିର ସଂକେତରେ ପରିଣତ ହେଲେ। ପିଲାମାନେ ପୂର୍ବରୁ 0 1 2 ହେଲା ଯେତେ ବି ସବୁ ସଂଖ୍ୟାଗୁଡ଼ିକ କିଛି ଅଲଗା ପ୍ରକାରର ଲେଖୁଥିଲେ। ଧୀରେ 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 ସେଇଗୁଡ଼ିକ ପରିବର୍ତ୍ତନ ହେଇ ଏବେ ଆମେ କେମିତି ଲେଖୁଛେ? 1 2 ଏମିତି 3 4 ଏମିତି ଲେଖୁଛେ। ତ ପୂର୍ବରୁ ପିଲାମାନେ ଏହିପରି ଭାବରେ ଲେଖାଯାଉନଥିଲା। ପୂର୍ବର ବିଭିନ୍ନ ସଂଖ୍ୟା ପ୍ରଣାଳୀ କେମିତି ଥିଲା ତେବେ? ଭାରତୀୟ ସଂଖ୍ୟା ପ୍ରଣାଳୀ ସାରା ବିଶ୍ୱରେ ଲୋକପ୍ରିୟ ହେବା ପୂର୍ବରୁ ଅନେକ ସଭ୍ୟତାର ସଂଖ୍ୟା ଲେଖିବାର ନିଜସ୍ୱ ଶୈଳୀ ଥିଲା। ପିଲାମାନେ ଭାରତୀୟ ସଂଖ୍ୟାଗୁଡ଼ିକ ତ ପୁରା ସମଗ୍ର ବିଶ୍ୱରେ ପ୍ରସାର ହୋଇଗଲା। ତା ପୂର୍ବରୁ ପିଲେ ସମସ୍ତଙ୍କର ଅଲଗା ଅଲଗା ଲେଖିବାର ଶୈଳୀ ଥିଲା। ଏହି ଅଧ୍ୟାୟରେ ଆମେ ସେହିପରି କିଛି ପ୍ରଣାଳୀ ବିଷୟରେ ଶିଖିବା। ଏହି ପ୍ରଣାଳୀଗୁଡ଼ିକ ଐତିହାସିକ କ୍ରମରେ ଦିଆଯାଇ ନାହିଁ, ବରଂ ଏପରି ଭାବରେ ଦିଆଯାଇଛି ଯାହା ଆମକୁ ସଂଖ୍ୟା ଲେଖିବାର ଧାରଣା
କିପରି ବିକଶିତ ହେଲା ତାହା ବୁଝିବାରେ ସାହାଯ୍ୟ କରିବ। ଫରାସୀ ଗଣିତଜ୍ଞ ପିଏର ସାଇମନ୍ ଲାପ୍ଲେସ୍ କ'ଣ ପିଲେ? ପିଏର ସାଇମନ୍ ଲାପ୍ଲେସ୍ ସେ କ'ଣ କହିଥିଲେ? ମାତ୍ର 10ଟି ସଂକେତ ବ୍ୟବହାର କରି ଏବଂ ସ୍ଥାନୀୟମାନ ସାହାଯ୍ୟରେ ପ୍ରତ୍ୟେକ ସଂଖ୍ୟାକୁ ପ୍ରକାଶ କରିବାର ପଦ୍ଧତି ଭାରତରେ ବିକଶିତ ହୋଇଥିଲା। ପିଲାମାନେ ଏବେ ଯେବେ ଯେଉଁ ଆମେ ଲେଖୁଛେ ସଂଖ୍ୟାଗୁଡ଼ିକ କିମ୍ବା ସ୍ଥାନୀୟମାନ ସେଗୁଡ଼ିକ କେଉଁଠୁ ବିକଶିତ ହୋଇଥିଲା? ଭାରତରେ ବିକଶିତ ହୋଇଥିଲା। ଏହା ଏବେ ସରଳ ଦେଖାଯାଉଥାଇପାରେ, କିନ୍ତୁ ଏହା ଗଣନାକୁ ବହୁତ ସହଜ କରିଦେଲା ଏବଂ ଗଣିତର ଅଗ୍ରଗତିରେ ସାହାଯ୍ୟ କଲା। କ'ଣ ପିଲେ? ଏଇ ଯେଉଁ ସଂକେତ ବ୍ୟବହାର ଏବଂ ସ୍ଥାନୀୟମାନ, ଏଇଟା କିଏ କହିଥିଲେ ପିଲେ? ପିଏର ସାଇମନ୍ ଲାପ୍ଲେସ୍। ରିମାର ଏହି ଛୋଟ ଆବିଷ୍କାର ଇତିହାସ ଏବଂ ଗଣିତ ମାଧ୍ୟମରେ ଏକ ବଡ଼ ଯାତ୍ରାର ଆରମ୍ଭ କଲା। ଆଜି ଆମେ ଯେଉଁଭଳି ଭାବରେ ସଂଖ୍ୟା ଲେଖୁଛୁ ଏବଂ ବ୍ୟବହାର କରୁଛୁ ତାହା ହଜାର ହଜାର ବର୍ଷର ବିକାଶର ପରିଣାମ ଏବଂ ଏସବୁର ଆରମ୍ଭ ପ୍ରାଚୀନ ଭାରତରେ ହୋଇଥିଲା। ପିଲାମାନେ ଆଜିକାଲି ଆମେ ଯେଉଁ ବି ସଂଖ୍ୟା ସବୁ ଲେଖୁଛେ ଏଗୁଡ଼ିକ ବହୁତ ପୁରାତନ କାଳରୁ ଆରମ୍ଭ ହୋଇଥିଲା ଏବଂ ଧୀରେ 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 ବିକଶିତ ହୋଇ ଏବେକାର ସଂଖ୍ୟା କେମିତି 1 2 3 4 ଆମେ ଏମିତି ଲେଖୁଛୁ। ଆଉ ପିଲାମାନେ ଏଇ ବିଷୟର ନୋଟ୍ ବନେଇବା ଦରକାର ନାହିଁ। ତୁମେ କ'ଣ କରିବ? ଟେଲିଗ୍ରାମ ଗ୍ରୁପ୍ ଜଏନ୍ ହେଇଯାଅ। ଏଇ PDFଟି ମୁଁ ପୁରା ଫ୍ରି ଅଫ୍ କୋର୍ସ ସେଠି ପ୍ରୋଭାଇଡ଼ କରିବି। ପିଲାମାନେ ଯେଉଁମାନଙ୍କର ଟେଲିଗ୍ରାମ ନାହିଁ ସେମାନେ ମୋତେ 8117093367ରେ ମୋତେ ମେସେଜ୍ କରିବେ। ଆମର ଯେଉଁ ହ୍ୱାଟ୍ସଅପ୍ ଗ୍ରୁପ୍ ଅଛି ପିଲେ, ସେଇ ହ୍ୱାଟ୍ସଅପ୍ ଗ୍ରୁପ୍ରେ ମୁଁ ତୁମମାନଙ୍କୁ ଏଡ଼୍ କରିଦେବି ଏବଂ ସେଇଠି ସବୁ ନୋଟ୍ ଗୁଡ଼ା ସେଣ୍ଡ କରିଦେବି। ବୁଝିଗଲା ପିଲେ? ନେକ୍ସଟ ଯିବା। ଗଣନ ପ୍ରଣାଳୀ। କଳ୍ପନା କରନ୍ତୁ ଯେ ଆପଣ ପ୍ରସ୍ତର ଯୁଗରେ ବାସ କରୁଛନ୍ତି। ମନେକର ପିଲେ ଆମେ ବହୁତ ପୁରାତନ ପଥର ଯୁଗ, ଯେତେବେଳେ ପିଲେ ପଥରରେ ସବୁ କାମ କରୁଥିଲେ ସେତେବେଳେକା ଯୁଗର କଥା ଟିକେ ଭାବ। ଚାଲ ସମୟ ଚକ୍ରରେ ପ୍ରାୟ 10,000 ବର୍ଷ ପଛକୁ ପଳେଇବା, ଯେତେବେଳେ ଲୋକମାନେ ପ୍ରସ୍ତର ଯୁଗରେ ବାସ କରୁଥିଲେ। ବୁଝିଗଲା ପିଲେ? ମନେକର ଆପଣଙ୍କ ପାଖରେ ଏକ ଗାଈ ପଲ ଅଛି। ମନେକର ପିଲେ ଆମ ପାଖରେ 10-12ଟି ଗାଈ ଅଛି। ଜିନିଷ ଗୁଡ଼ିକୁ ଗଣିବା ବା ତୁଳନା କରିବା ପାଇଁ ଆପଣଙ୍କ ପାଖରେ 1 2 3 4 ଭଳି କୌଣସି ସଂଖ୍ୟା କିମ୍ବା 3 କିମ୍ବା 5 ଭଳି କୌଣସି ଶବ୍ଦ ତ ନାହିଁ। ଆମ ପାଖରେ ଗାଈ ଅଛନ୍ତି, କିନ୍ତୁ ଗଣିବା ପାଇଁ ତ ଆମେ କହିପାରିବା ନାହିଁ। ମନେକର ମୁଁ କହିବି ମୋ ପାଖରେ 8ଟି ଗାଈ ଅଛି କିମ୍ବା ମୋ ପାଖରେ 4ଟି ଗାଈ ଅଛି। ଏମିତି ତ କୌଣସି ଶବ୍ଦ ନଥିଲା ସେତେବେଳେ। ଯଦି ଆପଣଙ୍କ ପାଖରେ ଗାଈ ଅଛନ୍ତି ତେବେ ମୁଁ କିଛି ପ୍ରଶ୍ନ ପଚାରୁଛି ବା ବହିରେ କିଛି ପ୍ରଶ୍ନ ଦେଇଛି, ତାହାର ଉତ୍ତର ପିଲାମାନେ ଆମେ ଏଠି କରିବା। ପ୍ରଶ୍ନ 1 କ'ଣ ପଚାରୁଛି? ଚରିବାକୁ ଯାଇଥିବା ସମସ୍ତ ଗାଈ ଫେରିଛନ୍ତି କି ନାହିଁ ଆମେ କିପରି ଜାଣିପାରିବା? ମନେକର ପିଲାମାନେ ମୋ ପାଖରେ 8ଟି ଗାଈ ଅଛି, ମୁଁ ତ ଜାଣିନି ମୋ ପାଖରେ 8ଟି ଗାଈ ଅଛି ବୋଲି। ମାନେ ଜାଣିନି ମାନେ କ'ଣ? ସଂଖ୍ୟାରେ ତ ମୁଁ ପ୍ରକାଶ କରିପାରିବିନି, ସେତେବେଳେ ସଂଖ୍ୟାର ଆବିଷ୍କାର ହେଇନଥିଲା। ତେଣୁ ଯେତେବେଳେ ସେମାନେ ଗାଈମାନେ ଚରିକି ଫେରୁଛନ୍ତି ମୁଁ ଜାଣିବି କେମିତି ସବୁ ଗାଈ ଗୁଡ଼ିକ ଫେରିଛନ୍ତି କି ନାହିଁ? କିମ୍ବା ଆମ ପଡ଼ୋଶୀଙ୍କ ତୁଳନାରେ ଆମ ପାଖରେ କମ୍ ଗାଈ ଅଛନ୍ତି କି? ଆମ ପଡ଼ୋଶୀ ଘରେ ମନେକର 10ଟି ଅଛି, ଆମ ପାଖରେ ଅଛି 8ଟି। ଆମେ ଜାଣିବା କେମିତି ତାଙ୍କ ପାଖରେ କମ୍ ଅଛି ଆମ ପାଖରେ ବେଶୀ ଅଛି, କି ଆମ ପାଖରେ କମ୍ ଅଛି ତାଙ୍କ ପାଖରେ ବେଶୀ ଅଛି? କେମିତି ଜାଣିବା? ତାପରେ ପଚାରୁଛି, ଯଦି ଆମ ପାଖରେ କମ୍ ଗାଈ ଅଛନ୍ତି ତେବେ ପଡ଼ୋଶୀଙ୍କ ସହ ସମାନ ସଂଖ୍ୟକ ଗାଈ ପାଇବା ପାଇଁ ଆମକୁ ଆଉ କେତୋଟି ଗାଈ ଦରକାର? ମନେକର ପିଲେ ଆମ ପାଖରେ ଅଛି 8ଟି, ତାଙ୍କ ପାଖରେ ଅଛି 10ଟି, ତ ତାଙ୍କ ସହ ସମାନ ହେବା ପାଇଁ ଆମର କେତୋଟି ଦରକାର? ଆଉ 2ଟି ଦରକାର। ସେଇଟା ପିଲେ ଆଗରୁ କେମିତି ଜାଣୁଥିଲେ? ଏବେ ସିନା ଆମେ କହିଦେଉଛେ, କ'ଣ ପାଇଁ ନା ଆମେ ସଂଖ୍ୟା ବିଷୟରେ ଆଲୋଚନା କରିଛେ ବା ସଂଖ୍ୟା ବିଷୟରେ ଆମେ ଜାଣିଛେ, ସେଥିପାଇଁ ଆମେ କହିଦେଉଛୁ। କିନ୍ତୁ ପୂର୍ବ କାଳରେ ଯେତେବେଳେ ପ୍ରସ୍ତର ଯୁଗ, ସେତେବେଳେ କେମିତି ସେମାନେ ହିସାବ କରୁଥିଲେ ସେଇଟା ଆମେ ପଢ଼ିବା। ସମସ୍ୟା କ'ଣ ଦେଖାଗଲା? କ'ଣ ପାଇଁ ପିଲେ? ସମସ୍ୟା ବାହାରିଲେ ଯାଇକି ତାର କିଛି ସମାଧାନ ବାହାରେ। ତେଣୁ ସେତେବେଳେ ଲୋକମାନଙ୍କ ପାଖରେ ନଥିଲା, କ'ଣ ନଥିଲା? ସଂଖ୍ୟାର ନାମ ନଥିଲା। ଯେମିତି ଏବେ ଆମେ କହିଦେଉଛେ 1 2 3, ସେତେବେଳେ ସେମାନେ କିଛି ନଥିଲା ତାଙ୍କ ପାଖରେ। ଲିଖିତ ସଂକେତ 1 2 3 ଭଳିଆ କିଛି ସଂକେତ ମଧ୍ୟ ନଥିଲା। ତେବେ ସଂଖ୍ୟା ବିନା ସେମାନେ କିପରି ଗଣନା ବା କେମିତି ତୁଳନା କରୁଥିଲେ? ଗୋଟିଏ ସରଳ ସମାଧାନ ପିଲେ,
ବାଡ଼ି ଭଳି ବସ୍ତୁର ସେମାନେ ବ୍ୟବହାର କରୁଥିଲେ। ଯେମିତିକି ଗଡ଼ି, ବାଡ଼ି, ମଞ୍ଜି। ମନେକର ପିଲେ ମୁଁ କ'ଣ କରୁଛି ନା ଦିନଟାରେ 4 ଥର ଖାଉଛି। ତ ସେମାନେ କେମିତି ହିସାବ କରୁଥିଲେ? 4ଟି ଗଡ଼ି ରଖିଦେଉଥିଲେ। ସେଇଠି ଯଦି 3ଟି ଗଡ଼ି ଥିବ ତ ସେମାନେ କ'ଣ ଜାଣିଲେ? ମାନେ ଦିନଟାରେ ଥରେ ସେମାନେ କେଉଁ ଟାଇମ୍ରେ ଖାଇନାହାନ୍ତି। ବୁଝିପାରିଲ ନା ପିଲେ? ଦିନଟାରେ 4 ଥର ଗୁଡ଼ି ରଖୁଛନ୍ତି ମାନେ 4 ଥର ଖାଉଛନ୍ତି। ଯଦି ଜଣଙ୍କ ପାଖରେ 3ଟି ଗୁଡ଼ି ରଖିଛି ଜଣେ, ତେବେ ସେ ଜାଣିବ ମୁଁ ଦିନଟାରେ ଥରେ କେଉଁଠି କେତେବେଳେ ଖାଇନି ଆଉ। ବାଡ଼ି ସାହାଯ୍ୟରେ ଗଣନା। ସେମାନେ ତେବେ ବାଡ଼ି ସାହାଯ୍ୟରେ କେମିତି ଗଣନା କରୁଥିଲେ? ପ୍ରତ୍ୟେକ ଗାଈ ପାଇଁ ଆପଣ ଗୋଟିଏ ବାଡ଼ି ରଖନ୍ତି। ଯଦି ଆପଣଙ୍କ ପାଖରେ 10ଟି ଗାଈ ଅଛନ୍ତି, ତେବେ ଆପଣ 10ଟି ବାଡ଼ି ରଖନ୍ତି। ପିଲାମାନେ ଦେଖ ଏଇଠି କେତୋଟି ଗାଈ ଅଛି? 1, 2, 3, 4, 5, 6, 7, 8। ତେଣୁ ପିଲେ ଗୋଟିଏ ଗାଈ ପାଖରେ ଗୋଟିଏ, ଏହିପରି 8ଟି ଗାଈ ପାଖରେ 8ଟି ବାଡ଼ି ସେମାନେ ରଖୁଥିଲେ। ସେଇଠୁ ଯଦି ଗୋଟେ ମନେକର ଏଇ 8ଟି ଗାଈ ଚରିବାକୁ ଯାଇଛନ୍ତି, ଗୋଟେ ଗାଈ ଆସିନି। ତ ସେମାନେ କେମିତି ଜାଣୁଥିଲେ? 7ଟି ଗାଈ ପାଖରେ 7ଟି ଗାଈ ଛିଡ଼ା ହେଇଥିବେ, କିନ୍ତୁ ଆଉ ଗୋଟିଏ ବାଡ଼ି ପାଖରେ ସେ ଗାଈ ନଥିବ। ସେଇଠୁ ସେମାନେ ଜାଣୁଥିଲେ ଗୋଟିଏ ଗାଈ ତେବେ ଚରିକି ସେ ଏଯାଏଁ ଆସିନି। ବୁଝିପାରୁଛ ନା ପିଲେ? ତେବେ ପ୍ରଶ୍ନ 1ର ଉତ୍ତର କ'ଣ ହେବ? ଗାଈମାନେ ଚରି ସାରି ଫେରିବା ପରେ ଯଦି ଆପଣ ପ୍ରତ୍ୟେକ ଗାଈ ପାଇଁ ଗୋଟିଏ ଲେଖାଏଁ ବାଡ଼ି ସଂଗ୍ରହ କରନ୍ତି, ତେବେ ସବୁ ବାଡ଼ି ବ୍ୟବହୃତ ହୋଇଛି କି ନାହିଁ ତାହା ଦେଖି ଆପଣ ଜାଣିପାରିବେ ଯେ କୌଣସି ଗାଈ ହଜିଯାଇଛି କି ନାହିଁ। ଗୋଟିଏ ବାଡ଼ି ପାଖରେ ଗୋଟିଏ ଗାଈ ରଖିବା, ଆଉ ଗୋଟିଏ ଗାଈ ପାଖରେ ଆଉ ଗୋଟିଏ ବାଡ଼ି। ଏମିତି ଯଦି ସବୁ ଗାଈ ପାଖରେ ବାଡ଼ି ରହିଯାଏ, ତାମାନେ ସବୁ ଗାଈଗୁଡ଼ା ଆସିଛନ୍ତି। ଯଦି ଆମ ପାଖରେ ବାଡ଼ି ବଳିଯାଉଛି, ସେଇଠୁ ଆମେ ଜାଣୁ ଗାଈ ଗୋଟେ ଆସିନି। ଏହି ପଦ୍ଧତିକୁ କ'ଣ କୁହାଯାଏ ତେବେ? ଏହି ପଦ୍ଧତିକୁ କୁହାଯାଏ ଏକ ଏକ ମେଳକ। ମାନେ ଗୋଟିଏ ସହିତ ଆମେ ଆଉ ଗୋଟିଏର ମେଳକ କରିବା ବା ମେଳ କରେଇବା। ଗୋଟିଏ ଗାଈ ଗୋଟିଏ ବାଡ଼ି ସହିତ ମେଳ ହୁଏ। କୌଣସି ଗାଈ ଅନ୍ୟ ଗାଈର ବାଡ଼ିକୁ ଭାଗ କରେ ନାହିଁ। ଏହା ଗଣନା କରିବାରେ ଏବଂ ହିସାବ ରଖିବାରେ ସାହାଯ୍ୟ କରେ। ବୁଝି ହେଉଛି ନା ପିଲେ? ପ୍ରଶ୍ନ 2 କ'ଣ ପଚାରିଥିଲା? ଆମ ପଡ଼ୋଶୀଙ୍କ ତୁଳନାରେ ଆମ ପାଖରେ କମ୍ ଗାଈ ଅଛନ୍ତି କି? କେମିତି ଜାଣିବା ଆମେ? ଆମ ପଡ଼ୋଶୀ ମଧ୍ୟ ସମାନ କାମ କରନ୍ତି। କ'ଣ? ସେ ନିଜର ପ୍ରତ୍ୟେକ ଗାଈ ପାଇଁ ଗୋଟିଏ ଲେଖାଏଁ ବାଡ଼ି ରଖନ୍ତି। ଆମେ ଯେମିତି ରଖୁଥିଲେ ସେ ମଧ୍ୟ ସେମିତି ଗୋଟିଏ ଗୋଟିଏ ବାଡ଼ି ରଖୁଥିଲେ। ତେବେ ଆମ ବାଡ଼ି ଗଦାକୁ ଆମ ପଡ଼ୋଶୀଙ୍କ ବାଡ଼ି ଗଦା ପାଖରେ ରଖିବା। ତାଙ୍କର ବାଡ଼ି ଗଦାଟି ଅଛି ଏଠି। ଆମେ ମଧ୍ୟ ଆମ ବାଡ଼ି ଗଦାଟି ତାଙ୍କ ବାଡ଼ି ଗଦା ପାଖରେ ରଖିବା। ଦେଖିବା କେଉଁ ଗଦାଟି ଛୋଟ। ଯଦି ଆମ ଗଦାଟି ଛୋଟ, ତେବେ ଆମ ପାଖରେ କମ୍ ଗାଈ ଅଛନ୍ତି। ଯଦି ଆମ ଗଦାଟି ବଡ଼, ତେବେ ଆମ ପାଖରେ ଅଧିକ ଗାଈ ଅଛନ୍ତି। ଆଉ ଯଦି ଉଭୟ ସମାନ ଦେଖାଯାଉଥିବେ, ମାନେ ଗଦାଗୁଡ଼ିକ ଯଦି ସମାନ ଦେଖାଯାଉଥିବେ, ତେବେ ଆମ ଦୁହିଁଙ୍କ ପାଖରେ ସମାନ ସଂଖ୍ୟକ ଗାଈ ଅଛନ୍ତି। ପ୍ରଶ୍ନ 3 କ'ଣ ପଚାରିଲା ପିଲେ? ପଡ଼ୋଶୀଙ୍କ ସହ ସମାନ ହେବା ପାଇଁ ଆମକୁ ଆଉ କେତୋଟି ଗାଈ ଦରକାର? ମନେକର ପିଲେ ପଡ଼ୋଶୀଙ୍କର ଅଧିକା ଗାଈ ଅଛନ୍ତି, ଆମର କମ୍ ଗାଈ ଅଛନ୍ତି। ତେବେ ଉଭୟ ଗଦାରୁ ଗୋଟିଏ ଗୋଟିଏ କରି ବାଡ଼ି ନେଇ ପାଖାପାଖି ଲାଇନରେ ରଖିବା। ମନେକର ପିଲେ ପଡ଼ୋଶୀଙ୍କର ବାଡ଼ିଗୁଡ଼ା ଏଇଗୁଡ଼ା, ଆମର ବାଡ଼ିଗୁଡ଼ା ହେଉଛି ତା ତଳେ ରଖିବା ଲାଇନ୍ ଲାଇନ୍ କରି। ଏମିତି ଲାଇନ୍ ଲାଇନ୍ କରି ରଖିବା। ଯୋଡ଼ା କରିବା ଜାରି ରଖିବା ଯେ ପର୍ଯ୍ୟନ୍ତ ଗୋଟିଏ ଗଦାର ବାଡ଼ି ସରି ନ ଯାଇଛି। ଆମେ ଯୋଡ଼ି 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 ରଖିଲେ। ପଡ଼ୋଶୀଙ୍କ ଗଦାରେ ବାକି ରହିଥିବା ବାଡ଼ିଗୁଡ଼ିକୁ ଗଣନ୍ତୁ। ପଡ଼ୋଶୀଙ୍କ ଗଦାରେ ବାକି କେତୋଟି ରହିଯାଇଛି ପିଲେ? 2ଟି। ତେଣୁ ସେହି ବଳକା ବାଡ଼ିଗୁଡ଼ିକ ଆମକୁ ଠିକ୍ କେତୋଟି ଗାଈ ଦରକାର ତାହା କହିଦେବ। ଯେହେତୁ ପଡ଼ୋଶୀଙ୍କର 2ଟି ଅଧିକ ବାଡ଼ି ବଳିଯାଉଛି, ତେଣୁ ଆମର କେତୋଟି ଗାଈ କମ୍ ଅଛନ୍ତି ତେବେ? 2ଟି ଗାଈ କମ୍ ଅଛନ୍ତି। ଜାଣିପାରିଲ ନା ପିଲେ? ଏହିପରିକା ସେମାନେ ପୂର୍ବ କାଳରେ ସବୁ ହିସାବ କିତାବ କରୁଥିଲେ। ଦ୍ୱିତୀୟ ପ୍ରଣାଳୀ କ'ଣ କହିଲା ପିଲେ? ଶବ୍ଦର ଏକ କ୍ରମ ବ୍ୟବହାର କରିବା। ପ୍ରଥମ ପ୍ରଣାଳୀରେ ଆମେ କ'ଣ କଲେ ପିଲେ? ବାଡ଼ିର ବ୍ୟବହାର କଲେ। ଏବେ ଆମେ ଶବ୍ଦ କିମ୍ବା ନାମର ବ୍ୟବହାର କରିବା। ବସ୍ତୁ ବଦଳରେ ଆପଣ ଗଣନା କରିବା ପାଇଁ ଶବ୍ଦ କିମ୍ବା ନାମର ଏକ ନିର୍ଦ୍ଦିଷ୍ଟ କ୍ରମ ବ୍ୟବହାର କରିପାରିବେ। ଯେମିତି ଏକ କ୍ରମ ବାଛିବା, ଯେମିତିକି କ'ଣ? ଏ, ବି, ସି। ମନେକର ଯଦି ଆମ ପାଖରେ ଗୋଟିଏ ସଂଖ୍ୟା ଥିବ, ତାକୁ ଆମେ ଏ କହିବା। ଯଦି 2ଟି ଥିବ, ବି କହିବା। 3ଟି ଥିଲେ ସି କହିବା। ସେହିପରି ପିଲେ 26ଟି ଥିଲେ ଆମେ କ'ଣ କହିବା? ଜେଡ୍ ଥିବ। ତେବେ ଯଦି ଆମେ ଏମିତି ହିସାବ କରିବା, ତେବେ ପ୍ରୋବ୍ଲେମ୍ କ'ଣ ଆସିପାରେ ପିଲେ?
ନା ପ୍ରୋବ୍ଲେମ୍ କ'ଣ ଆସିବ? କେବଳ 26ଟି ଅକ୍ଷର ଏରୁ ଜେଡ୍ ବ୍ୟବହାର କରି ଆମେ କେବଳ 26ଟି ମାତ୍ର ବସ୍ତୁ ପର୍ଯ୍ୟନ୍ତ ଗଣନା କରିପାରିବା। ଯଦି ପିଲା 27ଟି ହେଇଯିବ, ଆମେ କିଛି କହିପାରିବା କି? ନାହିଁ। ଏହାଠାରୁ ଅଧିକା ଗଣିବା ପାଇଁ ଆପଣଙ୍କୁ ଅଧିକ ଶବ୍ଦ କିମ୍ବା ନାମ ବ୍ୟବହାର କରିବାକୁ ପଡ଼ିବ ଏବଂ ଆଗକୁ ବଢ଼ିବା ପାଇଁ ଏକ ନିୟମ ମଧ୍ୟ ଦରକାର ହେବ। 27 ପାଇଁ ଆମେ କ'ଣ ଲେଖିବା? ଯେହେତୁ ଏ ବି ସି ଡି ଇ ଜେଡ୍ ପର୍ଯ୍ୟନ୍ତ କେତୋଟି ଅକ୍ଷର ପିଲେ? 26ଟି ଅକ୍ଷର। ଯଦି ଆମ ପାଖରେ 27ଟି ଜିନିଷ ଥାଏ, ତେବେ ତ ଆମେ ଆଉ କିଛି ନାମକରଣ କରିପାରିବା ନାହିଁ। ସେଇଟା ପିଲାମାନେ ସମସ୍ୟା ଦେଖାଗଲା। ଅକ୍ଷରର ଶବ୍ଦ ବ୍ୟବହାର କରି କେତେ ସଂଖ୍ୟା ପ୍ରକାଶ କରାଯାଇପାରିବ? ପିଲାମାନେ ଆମେ ଦୁଇଟି ପଦ୍ଧତି ପଢ଼ି ସାରିଲେ। ଏଇଟା ହେଉଛି ତୃତୀୟ ପଦ୍ଧତି। କ'ଣ କହିଛି? ଲିଖିତ ସଂକେତର ଏକ କ୍ରମ ବ୍ୟବହାର କରିବା। ଏହି ପଦ୍ଧତିରେ ଆମେ ସଂଖ୍ୟାକୁ ପ୍ରକାଶ କରିବା ପାଇଁ କିଛି ବିଶେଷ ସଂକେତର ସେଟ୍ ବ୍ୟବହାର କରୁ। ଆଧୁନିକ ସଂଖ୍ୟା ପ୍ରଣାଳୀ ବ୍ୟବହାର ହେବା ପୂର୍ବରୁ ଏହା ବହୁତ ପୂର୍ବେ ୟୁରୋପରେ ବ୍ୟବହୃତ ହେଉଥିଲା। ଆମେ ପୂର୍ବରୁ ପଢ଼ିଥିଲେ ପିଲେ, ୟୁରୋପର ଲୋକମାନେ ପ୍ରଥମେ କ'ଣ ରୋମାନ ସଂଖ୍ୟାକୁ ବ୍ୟବହାର କରୁଥିଲେ। ତାପରେ ଯେତେବେଳେ ଭାରତୀୟ ସଂଖ୍ୟା ଆସିଲା, ପରେ ପରେ ଭାରତୀୟ ସଂଖ୍ୟା ସହିତ ଜଡ଼ିତ ହେଲେ। ଏହାକୁ ରୋମାନ ସଂଖ୍ୟା ପ୍ରଣାଳୀ ବୋଲି କୁହାଯାଏ। କେଉଁ ସଂଖ୍ୟାକୁ? ଯେଉଁ ସଂଖ୍ୟାକୁ ପ୍ରକାଶ କରିବା ପାଇଁ କିଛି ବିଶେଷ ସଂକେତର ସେଟ୍ ବ୍ୟବହାର କରୁ, ସେଗୁଡ଼ିକୁ ରୋମାନ ସଂଖ୍ୟା ପ୍ରଣାଳୀ ବୋଲି କୁହାଯାଏ। ଆମେ ପିଲାମାନେ ଏବେ ମଧ୍ୟ କିଛି ବ୍ୟବହାର କରୁ। କେତେବେଳେ? ଯେତେବେଳେ ଆମେ ଶ୍ରେଣୀ ଲେଖୁ। ଯେମିତି 1ଟାକୁ ଆମେ ଲେଖୁ ଆଇ, 2ଟାକୁ ଲେଖୁ ଡବଲ୍ ଆଇ, 3ଟାକୁ ଲେଖୁ ତ୍ରିପୁଲ୍ ଆଇ। ଏଇଭଳି ଆମେ ବ୍ୟବହାର କରିଥାଉ। ସେମିତି ପିଲେ 20ଟାକୁ କେତେ ଲେଖୁ? ଡବଲ୍ ଏକ୍ସ ଲେଖିଥାଉ। ଠିକ୍ ନା ପିଲେ? ବଡ଼ ସଂଖ୍ୟା ପାଇଁ ଏହି ପଦ୍ଧତିକୁ ବଢ଼ାଯାଇ ପାରିବ କି? ହଁ, ରୋମାନ ସଂଖ୍ୟା 20ରୁ ଅଧିକ ହୋଇପାରିବ, କିନ୍ତୁ ସଂଖ୍ୟା ଯେତେ ବଡ଼ ହୁଏ, ସଂକେତଗୁଡ଼ିକ ଅଧିକ ଲମ୍ବା ଏବଂ ଜଟିଳ ହୋଇଯାଏ। ବଡ଼ ସଂଖ୍ୟାକୁ ପ୍ରକାଶ କରିବା ପାଇଁ ଆମକୁ ଅଧିକରୁ ଅଧିକ ସଂକେତ ଶିଖିବାକୁ ପଡ଼ିଥାଏ। ତେଣୁ ଯଦିଓ ଏହି ପ୍ରଣାଳୀ ୟୁରୋପରେ ଅନେକ ବର୍ଷ ଧରି କାମ କଲା, ତଥାପି ଏହା ଦ୍ରୁତ ଗଣନା କରିବା କିମ୍ବା ଅତି ବଡ଼ ସଂଖ୍ୟା ଲେଖିବା ପାଇଁ ଆଦର୍ଶ ନଥିଲା। ଠିକ୍ ନା ନାହିଁ ପିଲେ? ଆମେ ଯଦି ମନେକର ଏତେ ବଡ଼ ଗୋଟେ ସଂଖ୍ୟା ଲେଖିବା, ତାକୁ ମନେକର 2048, ତାକୁ ଯେତେବେଳେ ମୁଁ ଏକ୍ସ ଆଇ ଡବଲ୍ ଆଇ ଭି ଆଇ କରିକି ଏମିତି ବଡ଼ ବଡ଼ ଲେଖିବି, ତେବେ ତ ବହୁତ ସମୟ ଲାଗିଯିବ ଏବଂ ସମୟ ତ ଲାଗିବ ଏବଂ ସେଇଟା ଠିକ୍ କି ନାହିଁ, ସେଇଟା ମଧ୍ୟ ଆମେ ଠିକ୍ ସେ କହିପାରିବା ନାହିଁ। ତେଣୁ ଧୀରେ ଧୀରେ କ'ଣ ହେଲା, ୟୁରୋପରେ ବହୁତ ବର୍ଷ ଧରି କାମ କଲା, କିନ୍ତୁ ପରେ ପରେ ଭାରତୀୟ ସଂଖ୍ୟା ପ୍ରଣାଳୀ ଗୁଡ଼ିକୁ ସମସ୍ତେ ଆପଣେଇ ନେଇଥିଲେ। ବୁଝିହେଲା ନା ପିଲେ? ତାପରେ ଦେଖିବା ପିଲେ ସଂଖ୍ୟା ପ୍ରଣାଳୀ। ଆମେ ଦେଖିଥିବା ସମସ୍ତ ପଦ୍ଧତି ଯେମିତିକି ବାଡ଼ି ହେଲା, ଶବ୍ଦ ବ୍ୟବହାର କରିକି ଆମେ ସବୁ ସଂଖ୍ୟା ଗୁଡ଼ିକୁ ଦେଖିଲେ, ସଂକେତ ବ୍ୟବହାର କରିକି ଦେଖିଲେ। ଏଇଠୁ ଆମେ କ'ଣ ଶିଖିଲେ? ଯେକୌଣସି ଜିନିଷ ଗଣିବା ପାଇଁ ଆମକୁ ଏକ ମାନକ କ୍ରମ ଦରକାର। ଗୋଟେ ଷ୍ଟାଣ୍ଡାର୍ଡ଼ ସିକ୍ୱେନ୍ସ ଦରକାର। ଏହି କ୍ରମ ହୋଇପାରେ କ'ଣ ହୋଇପାରେ? ଭୌତିକ ବସ୍ତୁ ହୋଇପାରେ, ଯେମିତିକି ବାଡ଼ି ହେଲା, ଗଡ଼ି ହେଲା, କିଛି ନାମ ହେଲା, କିମ୍ବା ଲିଖିତ ସଂକେତ ହେଇପାରେ, ଯେମିତି ଆଇ ଡବଲ୍ ଆଇ ତ୍ରିପୁଲ୍ ଆଇ କିମ୍ବା 1 2 3 ଏଗୁଡ଼ା ଲେଖିକି ଆମେ ଦେଖାଉ। ଆମେ ଏହି ମାନକ କ୍ରମକୁ ଏକ ସଂଖ୍ୟା ପ୍ରଣାଳୀ ବୋଲି କହିପାରିବା। ତାପରେ ଦେଖିବା ପିଲେ ସଂଖ୍ୟାଙ୍କ କ'ଣ? ଯେକୌଣସି ଲିଖିତ ସଂଖ୍ୟା ପ୍ରଣାଳୀରେ ବ୍ୟବହୃତ ସଂକେତଗୁଡ଼ିକୁ ସଂଖ୍ୟାଙ୍କ କୁହାଯାଏ। ହିନ୍ଦୁ ସଂଖ୍ୟା ପ୍ରଣାଳୀର ଉଦାହରଣ ଗୁଡ଼ିକୁ ଆମେ ଦେଖିବା ଯଦି 0 1 2 36 193 ଏହିପରି ସଂଖ୍ୟା ଗୁଡ଼ିକୁ ଆମେ କ'ଣ କହିପାରିବା? ସଂଖ୍ୟାଙ୍କ କହିପାରିବା। ପ୍ରତ୍ୟେକ ସଂଖ୍ୟାଙ୍କର ସାଧାରଣତଃ ଏକ ନାମ ମଧ୍ୟ ଥାଏ। ଯେମିତି ଆମେ ଏଇଟାକୁ ପଢ଼ିପାରିବା 5, ଏହାକୁ ପଢ଼ିବା କେତେ? 36, 193 ପଢ଼ିବା। ସେହିପରି ବିଭିନ୍ନ ସମାଜ ଭିନ୍ନ ଭିନ୍ନ ସଂଖ୍ୟା ପ୍ରଣାଳୀ ବ୍ୟବହାର କରୁଥିଲେ। କିଛି ସମାଜ କେବଳ ବସ୍ତୁ କିମ୍ବା ନାମ ବ୍ୟବହାର କରୁଥିଲେ। ଅନ୍ୟମାନେ ଯେପରିକି ଚୀନବାସୀମାନେ ହେଲା 3ଟି ଯାକ ରୂପ ବ୍ୟବହାର କରୁଥିଲେ, ଯେମିତି ବସ୍ତୁ, ନାମ ଏବଂ ସଂକେତ ଉଭୟକୁ ବ୍ୟବହାର କରୁଥିଲେ। କେତେକ ପ୍ରାରମ୍ଭିକ ସଂଖ୍ୟା ପ୍ରଣାଳୀ। ବିଶ୍ୱର ଅନେକ ସଂସ୍କୃତିରେ ଗଣନା କରିବା ପାଇଁ ହାତ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗ ବ୍ୟବହାର କରାଯାଉଥିଲା। ଉଦାହରଣ ସ୍ୱରୂପ ପାପୁଆ ନ୍ୟୁଗିନିର ଏକ ଗୋଷ୍ଠୀ
ସଂଖ୍ୟାର ଏକ ମାନକ କ୍ରମ ଭାବରେ ସେମାନଙ୍କ ଶରୀରର ଅଙ୍ଗଗୁଡ଼ିକୁ ବ୍ୟବହାର କରୁଥିଲେ। ଯେମିତିକି ପିଲେ ଏଇ ଦେଖ ବୁଢ଼ା ଆଙ୍ଗୁଠିକୁ ଆମେ 1 ବୋଲି ଗଣୁଥିଲେ ସେମାନେ। ସେମିତି ବିଶ୍ୱ ଆଙ୍ଗୁଠି ବା ଯେଉଁଟା ସେକେଣ୍ଡ ଆଙ୍ଗୁଠି ରହିଛି ତାକୁ 2 ଗଣୁଥିଲେ। ତାପର ଆଙ୍ଗୁଠିକୁ ରଖୁଥିଲେ ସେମାନେ 3 ବୋଲି। ତାପର ଆଙ୍ଗୁଠିକୁ ଗଣୁଥିଲେ 4, ତାପରେ 5। ସେଇଭଳି ପିଲେ ଏଇଠି ଯେଉଁ ଆମର ରିଷ୍ଟ ଅଛି ତାକୁ ଗଣୁଥିଲେ 6। ତାପରେ ଏଇ ଯେଉଁ ହାତ ଭାଗଟାକୁ ଗଣୁଥିଲେ 7। ତାପରେ ଏଇ ଯେଉଁ ଏଇଠି ହାଡ଼ଟା ଅଛି ବା ଆମେ ଯେଉଁଟା କହୁଛେ କହୁଣି ସେଇଟାକୁ ସେମାନେ କହୁଥିଲେ 8 ଏବଂ ବାହୁଟାକୁ କହୁଥିଲେ 9, ସୋଲ୍ଡରଟାକୁ କହୁଥିଲେ ସେମାନେ 10, ବେକଟାକୁ କହୁଥିଲେ 11। ସେହିପରି ପିଲାମାନେ ଏମିତି ଚାଲି 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 ଏଇଠି ତାଙ୍କର ଶେଷ ହେଉଥିଲା କେତେରେ? 27ରେ ତାଙ୍କର ଶେଷ ହେଉଥିଲା। ବୁଝିହେଲା ପିଲେ? ହାଡ଼ ଏବଂ ଅନ୍ୟାନ୍ୟ ପୃଷ୍ଠରେ ଟାଲି ଚିହ୍ନ। ଟାଲି ଚିହ୍ନ କ'ଣ ପ୍ରଥମେ ଜାଣିବା। ଏକ ଟାଲି ଚିହ୍ନ ହେଉଛି ଜିନିଷ ଗଣିବା ପାଇଁ ବ୍ୟବହୃତ ଏକ ସରଳ ରେଖା କିମ୍ବା କଟା ଚିହ୍ନ। ଆମେ ଜାଣିଛୁ ପିଲେ, ଆମେ ମ୍ୟାଥରେ ଆଗରୁ ବି କରିଛୁ ଟାଲି ଚିହ୍ନ କେଉଁଗୁଡ଼ା? ଏକ ସରଳ ଗାରଟାକୁ ଆମେ ଟାଲି ଚିହ୍ନ ବୋଲି କହିଥାଉ। ଲୋକମାନେ ହାଡ଼, ପଥର କିମ୍ବା ଗୁମ୍ଫା କାନ୍ଥ ପରି ପୃଷ୍ଠରେ ଏହି ଚିହ୍ନ ଗୁଡ଼ିକୁ କାଟୁଥିଲେ। ପ୍ରତ୍ୟେକ ଜିନିଷ ଗଣିବା ସମୟରେ ଏହି ଚିହ୍ନ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଦିଆଯାଉଥିଲା। ପିଲାମାନେ ମନେକର ମୁଁ କହିବି ମୋ ପାଖରେ 5ଟି ପେନ୍ ଅଛି, ତେବେ ମୁଁ କେମିତି ହିସାବ କରିବି? 1 2 3 4 5 ଏଇଭଳିଆ 5ଟି ମୁଁ ଟାଲି ଚିହ୍ନ ଦେବି। ଉଦାହରଣ ସ୍ୱରୂପ କହିଛି ପିଲେ, ଯଦି କାହାକୁ 5ଟି ପଶୁ ଗଣିବାକୁ ଥିଲା ତେବେ ସେମାନେ ଏହିପରି 5ଟି ପୃଥକ ଚିହ୍ନ କରୁଥିଲେ। ଏଇଟା ଦେଖ ପିଲେ, ଟାଲି ଚିହ୍ନ କିପରି ବ୍ୟବହୃତ ହେଉଥିଲା? ପ୍ରତ୍ୟେକ ଚିହ୍ନ ଗୋଟିଏ ବସ୍ତୁକୁ ପ୍ରତିନିଧିତ୍ୱ କରୁଥିଲା। ମୁଁ ଯଦି ପିଲେ ଗୋଟିଏ ଟାଲି ଚିହ୍ନ ଦେବି ତାମାନେ ମୁଁ ଜାଣିବି ମୋର ଗୋଟିଏ ଅଛି। ସମୁଦାୟ ଚିହ୍ନ ସଂଖ୍ୟା ଗଣାଯାଇଥିବା ଜିନିଷର ମୋଟ ସଂଖ୍ୟା ଦର୍ଶାଉଥିଲା। ଏହି ପଦ୍ଧତିଟି ବାଡ଼ି ସାହାଯ୍ୟରେ ଗଣନା କରିବା ସହିତ ସମାନ, କିନ୍ତୁ ବାଡ଼ି ସଂଗ୍ରହ କରିବା ପରିବର୍ତ୍ତେ ସେମାନେ କେବଳ ଏକ ରେଖା କିମ୍ବା କଟା ଚିହ୍ନ ବ୍ୟବହାର କରି ହିସାବ ରଖୁଥିଲେ। ଯଦି ପିଲାମାନେ ଆମେ ବାଡ଼ିରେ ଗଣୁଥିଲେ ଆମକୁ କ'ଣ ବହୁତ ସାରା ବାଡ଼ି ଦରକାର ହେଉଥିଲା। ଆମ୍ବ ଗଣିବା ପାଇଁ ଅଲଗା ବାଡ଼ି, ତାପରେ ପଶୁ ସଂଖ୍ୟା ଗଣିବା ପାଇଁ ଅଲଗା ବାଡ଼ି। କିନ୍ତୁ ଟାଲି ଚିହ୍ନର ଆବିଷ୍କାର ପରେ ଆମେ ଜାଣିଗଲେ ଆମ ପାଖରେ 5ଟି ଗାଈ ଅଛି, ତ ଟାଲି ଚିହ୍ନ ଟିକେ ସୁବିଧା ହେଲା। ନେକ୍ସଟ ଦେଖିବା, ପ୍ରାଚୀନ ଟାଲି ଚିହ୍ନର ଆବିଷ୍କାର। ପ୍ରତ୍ନତତ୍ତ୍ୱବିତ୍ ନାମକ ବୈଜ୍ଞାନିକମାନେ କିଛି ପୁରୁଣା ହାଡ଼ ପାଇଛନ୍ତି ଯେଉଁଥିରେ ଟାଲି ଚିହ୍ନ ରହିଛି। ବିଶ୍ୱାସ କରାଯାଏ ଯେ ଏହି ହାଡ଼ଗୁଡ଼ିକ ହଜାର ହଜାର ବର୍ଷ ପୂର୍ବେ ଗଣନା କରିବା ପାଇଁ ବ୍ୟବହୃତ ହେଉଥିଲା। ଏଇଟା ପିଲେ ଗୋଟିଏ ଦେଖ କ'ଣ ଲେଖା ହେଇଛି? ଇସାଙ୍ଗ ହାଡ଼। ଏଇଟା ଗୋଟେ ଲେଖା ହେଇଛି ଲେବମ୍ବୋ ହାଡ଼। ନେକ୍ସଟ ଦେଖିବା ପିଲେ, ଇସଙ୍ଗ ହାଡ଼ କ'ଣ ଏବଂ ଲେବମ୍ବୋ ହାଡ଼ କ'ଣ? ଇସଙ୍ଗ ହାଡ଼ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରୁ ମିଳିଥିଲା। ପିଲାମାନେ ମନେ ରଖ ଏଇଟା କେଉଁଠୁ ମିଳିଥିଲା ତେବେ? ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ। ସେହିପରି ଲେବମ୍ବୋ ହାଡ଼ ମିଳିଥିଲା ଦକ୍ଷିଣ ଆଫ୍ରିକାରୁ। ଏହା ପ୍ରାୟ 20,000ରୁ 35,000 ବର୍ଷ ପୁରୁଣା। ଏଇଟା ପିଲେ 44,000 ବର୍ଷ ପୁରୁଣା। ଏଥିରେ ଧାଡ଼ି ଧାଡ଼ି ହୋଇ କିଛି କଟା ଚିହ୍ନ ରହିଛି ଯାହା ବୋଧହୁଏ ଏକ ପ୍ରକାର କ୍ୟାଲେଣ୍ଡର ଭାବରେ ବ୍ୟବହୃତ ହେଉଥିଲା। ସେମିତି ପିଲେ ଏଥିରେ 29ଟି କଟା ଚିହ୍ନ ରହିଛି ଏବଂ ଏହା ଚନ୍ଦ୍ରର ଗତିବିଧି ଉପରେ ନଜର ରଖିବା ପାଇଁ ଏକ ଚାନ୍ଦ୍ର କ୍ୟାଲେଣ୍ଡର ଭାବରେ ବ୍ୟବହୃତ ହୋଇଥାଇପାରେ। ପିଲାମାନେ ଚିତ୍ରରେ ଦେଖିପାରୁଥିବ କେମିତି ସବୁ ଟାଲି ଚିହ୍ନ ବ୍ୟବହାର କରି ସେମାନେ ହାଡ଼ ମଧ୍ୟରେ ଜିନିଷ ଗୁଡ଼ିକ ମନେ ରଖିବା ପାଇଁ ବ୍ୟବହାର କରୁଥିଲେ। ବୁଝିହେଲା? 2 2 କରି ଗଣନା କରି ସଂଖ୍ୟାର ନାମ ପାଇବା। ସେମାନେ ପିଲେ ଗୋଟେ ଗୋଟେ କରି ପ୍ରଥମେ ଟାଲି ଚିହ୍ନ ବ୍ୟବହାର କଲେ। ଏବେ 2 2 କରି କେମିତି ସେମାନେ ସଂଖ୍ୟାର ନାମ ପାଇଲେ? ବିଶ୍ୱର କିଛି ଲୋକ ସଂଖ୍ୟା ଗଣିବା ଏବଂ ସେଗୁଡ଼ିକର ନାମ ଦେବା ପାଇଁ ବହୁତ ଭିନ୍ନ ପଦ୍ଧତି ବ୍ୟବହାର କରୁଥିଲେ। ସେହିପରି ଏକ ଗୋଷ୍ଠୀ ହେଉଛନ୍ତି ଗୁମୁଲଗାଲ। କିଏ ପିଲେ? ଗୁମୁଲଗାଲ, ଯେଉଁମାନେ ଅଷ୍ଟ୍ରେଲିଆର ଏକ ଆଦିବାସୀ ସମ୍ପ୍ରଦାୟ। ସେମାନେ 2 କରି ବା 2 2 କରି ଗଣିବା ଉପରେ ଆଧାରିତ ଏକ ପ୍ରଣାଳୀ ବ୍ୟବହାର କରୁଥିଲେ। ଚାଲ ତେବେ ଦେଖିବା ସେମାନେ ସଂଖ୍ୟା ଗୁଡ଼ିକର ନାମ କିପରି ଦେଇଥିଲେ। ଯେମିତିକି ପିଲେ 3ଟାକୁ ସେମାନେ ଗଣୁଥିଲେ 2 + 1, 5ଟାକୁ ଗଣୁଥିଲେ 2 2 4 1 5। ମାନେ ସେମାନେ ପିଲେ 2ଟାକୁ ବ୍ୟବହାର କରୁଥିଲେ। ମନେକର ମୁଁ 8 କହିବି ତେବେ ସେମାନେ କେମିତି ଲେଖୁଥିବେ? 2 2 ଏମିତି
ଚାରିଥର ଏଡ୍ କରୁଥିବେ। ଅଷ୍ଟ୍ରେଲିଆର ଗୁମୁଲଗାଲ ମାନେ ପିଲେ ଏକଟାକୁ ସେମାନେ କହୁଥିଲେ ଉରାପନ, ଦୁଇଟାକୁ କହୁଥିଲେ ଉକାସର। ତେବେ ତିନିଟାକୁ କ'ଣ କହିବେ ସେମାନେ? ଆମେ ଜାଣିଛୁ ତିନିଟାକୁ କେମିତି ଲେଖିପାରିବା? 2 + 1। ଆଉ ଦୁଇଟାକୁ କ'ଣ କହୁଥିଲେ? ଉକାସର ଏବଂ ଏକଟାକୁ କହୁଥିଲେ ଉରାପନ। ତେଣୁକରି ତିନିଟାକୁ ଆମେ କହିବା ଉକାସର ଉରାପନ। ବୁଝିପାରିଲ ପିଲେ? ସେମିତି ଚାରିଟାକୁ ସେମାନେ କେମିତି ଲେଖୁଥିଲେ? 2 + 2। ଦୁଇଟାକୁ କ'ଣ କହୁଥିଲେ? ଉକାସର କହୁଥିଲେ। ତେଣୁ ଚାରିଟାକୁ ସେମାନେ ପଢ଼ୁଥିଲେ ଉକାସର ଉକାସର। ସେହିପରି ପିଲାମାନେ ସେମାନେ ସଂଖ୍ୟା ଗୁଡ଼ିକର ନାମକରଣ ଗୋଟିଏ ଅଲଗା ଉପାୟରେ କରିଥିଲେ। ଏହି ଗଣନା ଶୈଳୀ କ'ଣ କେବଳ ଗୁମୁଲମାନେ ବ୍ୟବହାର କରୁଥିଲେ? ଏଇଟା ପିଲେ ଗୋଟିଏ ବହୁତ ବଡ଼ ପ୍ରଶ୍ନ। ଗୁମୁଲମାନେ ଯେଉଁ ଉରାପନ କିମ୍ବା ଉକାସର ବୋଲି ଗଣନା କରୁଥିଲେ, ସେଇଟା କ'ଣ ସେମାନେ ହିଁ ଗଣନା କରୁଥିଲେ? ଦେଖିବା। ଆଶ୍ଚର୍ଯ୍ୟଜନକ ଭାବରେ ନା। ଅନ୍ୟ ଦୂରବର୍ତ୍ତୀ ସ୍ଥାନର ଲୋକମାନେ ମଧ୍ୟ ସମାନ ପ୍ରଣାଳୀ ବ୍ୟବହାର କରୁଥିଲେ, ଯଦିଓ ସେମାନେ କେବେ ପରସ୍ପରକୁ ଭେଟି ନଥିଲେ। ପିଲାମାନେ ଏଇଟା ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ନା। ସେମାନେ କେବେ ବି ପରସ୍ପରକୁ ଭେଟି ନାହାନ୍ତି, ହେଲେ ବି ସେମାନେ ସମାନ ଟାଇପ୍ର ସଂଖ୍ୟା ସେମାନେ ବ୍ୟବହାର କରୁଥିଲେ। ଯେମିତିକି ପିଲେ ଏଇଠି ଦେଖ, ବକାଇର ବୋଲି ଗୋଟିଏ ଅଞ୍ଚଳ ଥିଲା। ସେଇ ବକାଇର ଅଞ୍ଚଳର ଲୋକମାନେ ଏକକୁ କ'ଣ କହୁଥିଲେ? ଟକାଲି କହୁଥିଲେ। ଦୁଇକୁ କହୁଥିଲେ ଆହାଗେ। ସେମିତି ତିନିକୁ କ'ଣ କହିବେ? ତିନିକୁ ଆମେ ଲେଖିପାରିବା କେତେ? 2 + 1। ତେଣୁ ଆମେ ତାକୁ ପଢ଼ିବା ଆହାଗେ ଟକାଲେ। ବୁଝିପାରିଲ ନା ପିଲେ? ସେମିତି ମନେକର ମୁଁ 4 କହିବି, 4କୁ କେମିତି ଲେଖିପାରିବି? ମୁଁ ଲେଖିପାରିବି 2 2 4। ତ ମୁଁ କେମିତି ପଢ଼ିପାରିବି? ଆହାଗେ ଆହାଗେ ବୋଲି ପଢ଼ିପାରିବି। ଠିକ୍ ନା ନାହିଁ ପିଲେ? ସେମିତି ବୁସମେନ୍ ବୋଲି ଗୋଟିଏ ସ୍ଥାନ ଥିଲା। ସେଇଠି ଏକଟାକୁ ସେମାନେ କହୁଥିଲେ କ୍ୱା ଏବଂ ଦୁଇଟାକୁ କହୁଥିଲେ ସେମାନେ ଟଆ। ଏହିପରି ବିଭିନ୍ନ ପ୍ରକାର ନାମକରଣ କରିଥିଲେ। ଏବଂ ଗୁମୁଲଗାଲମାନଙ୍କ କଥା ତ ଆମେ ରିସେଣ୍ଟ ହିଁ ପଢ଼ିଲେ। ଜାଣିପାରୁଛ ପିଲେ? ସେମାନେ ପରସ୍ପରକୁ କେବେ ବି ଭେଟି ନଥିଲେ, ତଥାପି ତାଙ୍କର ଲେଖିବାର ଶୈଳୀ ପାଖାପାଖି ସମାନ ଥିଲା। 2 ଲେଖାଏଁ ଗଣିବା କାହିଁକି ଗୁରୁତ୍ୱପୂର୍ଣ୍ଣ ହେଲା? ଏହା ଟାଲିମାର୍କ ଠାରୁ ଭଲ। ଯେଉଁଠାରେ ଆମେ ପ୍ରତ୍ୟେକ ସଂଖ୍ୟା ପାଇଁ କେବଳ ଗୋଟିଏ ଗୋଟିଏ ଗାର ଟାଣିଥାଉ, ଗୁମୁଲଗାଲ ପ୍ରଣାଳୀରେ 2ର ବ୍ୟବହାର ସେମାନଙ୍କୁ ଶୀଘ୍ର ସଂଖ୍ୟା ଗଠନ କରିବାରେ ସାହାଯ୍ୟ କରୁଥିଲା। ଠିକ୍ ନା ପିଲେ? 5 ଆମେ ଗଣୁଥିଲେ କେମିତି? 1 2 3 4 5। ସମୟ ବି ଲାଗୁଥିଲା। କିନ୍ତୁ ଗୁମୁଲଗାଲ ମାନେ ଯେଉଁ ପ୍ରଣାଳୀ ବାହାର କଲେ, ସେଇଠି ଆମେ କେମିତି ଗଣିଲେ? 2 2 ଆଉ 1। ଏମିତି କଲେ ଟିକେ ଶୀଘ୍ର 5 ଆମେ ଗଣିଦେଲେ। ଠିକ୍ ନା ନାହିଁ ପିଲେ? ଏହି ସମୂହ ଗଣନାର ଧାରଣା ବିଶ୍ୱର ଅନେକ ସଂଖ୍ୟା ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ଇତିହାସରେ ବ୍ୟବହୃତ ହେଉଥିବା ସାଧାରଣ ସମୂହ ଆକାର କେମିତି? 2ଟା ଗୁମୁଲଗାଲ ପରି। ଯେମିତି 5କୁ ଆମେ ଲେଖିପାରୁଛେ ରୋମାନ ସଂଖ୍ୟା ଆକାରରେ କେମିତି? ଭି ବୋଲି ଲେଖୁଛେ। 10କୁ ଆମେ ଆମର ସାମ୍ପ୍ରତିକ ପ୍ରଣାଳୀ ଯାହା ଆଙ୍ଗୁଠି ଉପରେ ଆଧାରିତ, ଆମେ 5 5 10 ବୋଲି କହୁଛେ। 20 ହେଲା କିଛି ଆଦିବାସୀ ଗୋଷ୍ଠୀଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ସେହିପରି ମଣିଷମାନେ କେମିତି ସମୂହ ଗଣନା କରୁଥିଲେ ପିଲେ? ନିମ୍ନଲିଖିତ ବାକ୍ସ ଗୁଡ଼ିକରେ ଥିବା ବସ୍ତୁଗୁଡ଼ିକୁ ଶୀଘ୍ର ଗଣିବା। ପିଲାମାନେ ଏଇଠି କେତୋଟି କୁକୁଡ଼ା ଅଛନ୍ତି? ଆମେ ସାଙ୍ଗେ ସାଙ୍ଗେ କହିଦେବା 2ଟି। କିନ୍ତୁ ଏଇଠି ଆମେ କହିପାରିବା କି କେତୋଟି ଫୁଲ ଅଛି? ନାଇଁ ନା ପିଲେ? ଆମେ କେବଳ 4 କିମ୍ବା 5ଟି ବସ୍ତୁ ପର୍ଯ୍ୟନ୍ତ ସହଜରେ କହିପାରିବା। ଯେମିତିକି ପିଲେ, ଆମେ ଏକ ଝଲକରେ 2ଟି କୁକୁଡ଼ା ଚିହ୍ନିପାରିବା। କିନ୍ତୁ 7ଟି ଯଦି ଥାଏ, ତେବେ ଆମକୁ ଗଣିବାକୁ ପଡ଼ିବ। ଠିକ୍ ନା ନାହିଁ ପିଲେ? ଏଠି ଯେମିତି 4ଟି ରଖାହେଇଛି, ଆମେ ଗୋଟେ ଝଲକରେ କହିଦେଉଛେ କେତୋଟି? 4ଟି ଅଛି। ଏଠି ସେମିତି ଆମେ କହିଦେଉଛେ 1 2 3, ସାଙ୍ଗେ ସାଙ୍ଗେ କହିଦେଉଛେ 4। ଏଇଠି ସେମିତି 5ଟି ପାଖରେ ପାଖରେ ରଖାହେଇଛି, ତ ମୁଁ କହିଦେଉଛି 5। କିନ୍ତୁ ଏଇଠି, ଏଇଠି ଏବଂ ଏଇ ସ୍ଥାନ ଗୁଡ଼ିକରେ ଆମେ ଡାଇରେକ୍ଟ କହିଦେଇ ପାରିବା କି ଦେଖିକି ଯେ କେତୋଟି ସଂଖ୍ୟା ଅଛି? ନାଇଁ, ସେତେବେଳେ ଆମକୁ ଗଣିବାକୁ ପଡ଼ିଥାଏ। ଦେଖ ପିଲାମାନେ, ଆଉ ଟିକେ ଆମେ ସହଜ ଉପାୟରେ ଯଦି ବୁଝିବାକୁ ଯିବା, ମନେକର ପିଲେ ମୁଁ କହିବି ମୋ ପାଖରେ 20ଟି ଚକୋଲେଟ୍ ଅଛି। କେତୋଟି ପିଲେ? 20ଟି ଚକୋଲେଟ୍ ଅଛି। ମୁଁ ଯଦି 20ଟି ଚକୋଲେଟ୍ ଗୁଡ଼ିକୁ ଏମିତି ପାଖରେ ପାଖରେ ରଖିଦେବି, ଆଉ ତୁମମାନଙ୍କୁ ପଚାରିବି ଏଇଠି କେତୋଟି ଚକୋଲେଟ୍ ଅଛି କୁହ? ତୁମେମାନେ କହିପାରିବ ଏଇଠି କେତୋଟି ଚକୋଲେଟ୍? କହିପାରିବା। କେମିତି? ଆମକୁ ଗୋଟେ ଗୋଟେ କରି ଗଣିବାକୁ ପଡ଼ିବ। କିନ୍ତୁ ମୁଁ ଯଦି ଏବେ ତୁମକୁ କହିବି ଏଇଠି ରଖିବି 5ଟି ଚକୋଲେଟ୍, ଏଇଠି ରଖିବି 5ଟି, ପୁଣି ରଖିବି 5ଟି, ଏମିତି ପିଲେ ମୁଁ 5ଟି 5ଟି କରି ରଖିଲି। ଏବେ ତୁମମାନଙ୍କୁ ମୁଁ କହିବି
ଚକୋଲେଟ୍ ସଂଖ୍ୟା କେତେ? ତୁମେ କ'ଣ କରିବ? 5, 5, 10, 5, 15, 5, 20 ସାଙ୍ଗେ ସାଙ୍ଗେ କହିଦେଇପାରିବ। ତ ଏଇଠୁ ଆମେ ଜାଣିଲେ ସମୂହ ଗଣନା କରିବା ଦ୍ୱାରା ଆମକୁ ଗଣିବାରେ ଟିକେ ସୁବିଧା ହେଲା। ସେଥିପାଇଁ ଆମେ ଗୋଟେ ଗୋଟେ କରି କିମ୍ବା ଗୁମୁଲମାନେ ଯେଉଁ କହିଲେ ଦୁଇଟି ଦୁଇଟି ଗଣିବା, ତାପରେ ପରେ ପିଲେ ସମୂହ ଗଣନାର ଆରମ୍ଭ ହେଲା। ନେକ୍ସଟ ଦେଖିବା ପିଲେ, ସମୂହ ଗଣନାରେ ସମସ୍ୟା। ମନେକର ପିଲେ ଆମ ପାଖରେ ଗୋଟେ ସଂଖ୍ୟା ଅଛି, କେତେ ନା 5। ଆମେ ଏଇ 5କୁ ବ୍ୟବହାର କରିକି 1, 3, 4, 5 ବା 1345 ଲେଖିବାକୁ କୁହାଯାଇଥିବ। ଆମେ କେମିତି ଲେଖିପାରିବା? 5କୁ ବ୍ୟବହାର କରିକି 5 + 5 + 5 ଏମିତି କରିକି କେତେ ଥର କରିବା? ତେଣୁ ଯଦିଓ ଟାଲି ମାର୍କ ତୁଳନାରେ ସମୂହ ଗଣନା ଭଲ, ତଥାପି ବଡ଼ ସଂଖ୍ୟା ପାଇଁ ଏହା କଷ୍ଟକର ହୋଇଯାଏ। ଲୋକମାନେ ଏହି ଧାରଣାକୁ ଆହୁରି ପରିଶୋଧିତ କଲେ, ଯାହା ଆଜିର ଉନ୍ନତ ସଂଖ୍ୟା ପ୍ରଣାଳୀ ଦିଗକୁ ନେଇଗଲା। ଯେପରିକି 10 ଉପରେ ଆଧାରିତ ଦଶମିକ ପ୍ରଣାଳୀ, କିମ୍ବା ଆମେ କ'ଣ କରୁଛେ, ତାପରେ ପରେ 100କୁ ବ୍ୟବହାର କଲେ, 1000କୁ ବ୍ୟବହାର କଲେ, ଯାହାକି ସଂଖ୍ୟାଗୁଡ଼ିକୁ ଗଣିବାରେ ସାହାଯ୍ୟ କଲା। ଦେଖିବା ତେବେ ସେମାନେ ଆଉ କ'ଣ କ'ଣ ବ୍ୟବହାର କରିଥିଲେ। ପିଲାମାନେ ରୋମାନ ସଂଖ୍ୟା। ରୋମାନ ସଂଖ୍ୟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଗୋଟେ, ଯେଉଁଠୁ କି ପରୀକ୍ଷାରେ ତୁମର ନିହାତି ଭାବରେ ପ୍ରଶ୍ନ ଆସିବ। ଆଉ ଗୋଟେ ପିଲେ କଥା କହୁଛି, ଯଦି ତୁମକୁ ଏଇ PDF ଫ୍ରିରେ ଦରକାର, ତେବେ ତୁମେମାନେ ଡେସ୍କ୍ରିପସନ୍ ବକ୍ସରେ କିମ୍ବା କମେଣ୍ଟ ବକ୍ସରେ ମୁଁ ଟେଲିଗ୍ରାମ ଆଇଡ଼ିର ଲିଙ୍କ୍ ଦେଇଦେଇଛି। ଯାହାର ଟେଲିଗ୍ରାମ ଆଇଡ଼ି ନାହିଁ ପିଲେ, ହ୍ୱାଟ୍ସଆପ୍ର ଲିଙ୍କ୍ ମଧ୍ୟ ମୁଁ ଦେଇଦେଇଛି, ଆମ ହ୍ୱାଟ୍ସଆପ୍ ଗ୍ରୁପ୍ର ଲିଙ୍କ୍। ଆଉ ତାପରେ ବି ଯଦି କେହି ପାରୁନ, ତେବେ 8117093367ରେ ମୋତେ ମେସେଜ୍ କରିବ, ମୁଁ ତୁମକୁ ଗ୍ରୁପ୍ରେ ଆଡ଼୍ କରିଦେବି ହେଲା। ତେବେ ଦେଖିବା ରୋମାନ ସଂଖ୍ୟା କ'ଣ ନା କ'ଣ କହୁଛି। ରୋମାନ ସଂଖ୍ୟା ହେଉଛି ପ୍ରାଚୀନ ରୋମରେ ବ୍ୟବହୃତ ଏକ ସଂଖ୍ୟା ପ୍ରଣାଳୀ। କେଉଁଠି ବ୍ୟବହୃତ ହେଉଥିଲା ପିଲେ? ପ୍ରାଚୀନ ରୋମରେ। ସେଠି କେମିତି ବ୍ୟବହାର ହେଉଥିଲା ତେବେ? 1, 2, 3 ପରି ଅଙ୍କ ବଦଳରେ ସେମାନେ ବର୍ଣ୍ଣମାଳାର ଅକ୍ଷରଗୁଡ଼ିକୁ ସଂଖ୍ୟାର ପ୍ରତୀକ ଭାବରେ ବ୍ୟବହାର କରୁଥିଲେ। ଯେମିତିକି 1କୁ ଲେଖୁଥିଲେ ପିଲେ I, 5କୁ ଲେଖୁଥିଲେ V, 10କୁ ଲେଖୁଥିଲେ X, 50କୁ ଲେଖୁଥିଲେ L, 100କୁ ଲେଖୁଥିଲେ C, 500କୁ ଲେଖୁଥିଲେ D ଏବଂ 1000କୁ ଲେଖୁଥିଲେ କେତେ? M। ପିଲାମାନେ ତୁମ କାମ ହେଉଛି ଏଇଟା ମନେ ରଖିବା। କ'ଣ ପାଇଁ? ଏଇଟା ମନେ ରଖିଲେ ଯାଇକି ତୁମେ ପ୍ରଶ୍ନର ଉତ୍ତର ଗୁଡ଼ିକ କରିପାରିବ। ନିଜସ୍ୱ ପ୍ରତୀକ ଥିବା ଏହି ବିଶେଷ ସଂଖ୍ୟାଗୁଡ଼ିକୁ ମାର୍ଗଦର୍ଶୀ ସଂଖ୍ୟା ବା ଲ୍ୟାଣ୍ଡମାର୍କ ନମ୍ବର୍ସ ବୋଲି କୁହାଯାଏ। ଏଇ ଯେଉଁ ସଂଖ୍ୟା ଗୁଡ଼ିକ I ହେଲା, V ହେଲା, ଏଇଗୁଡ଼ାକୁ କ'ଣ କୁହାଯାଏ ପିଲେ? ମାର୍ଗଦର୍ଶୀ ସଂଖ୍ୟା ବୋଲି କୁହାଯାଏ। ପ୍ରଶ୍ନରେ କହିଛି ପିଲେ 27କୁ ରୋମାନ ସଂଖ୍ୟାରେ ଲେଖ। କେମିତି ଲେଖିବା? ପ୍ରଥମ କାମ ତ ପିଲେ ତୁମର ଏଇ ଟେବୁଲକୁ ମନେ ରଖିବା। ତାପରେ ଆମେ ଦେଖିବା 27କୁ ଆମେ ଏଇ ଟେବୁଲରେ ଥିବା ସଂଖ୍ୟା ଗୁଡ଼ିକର ସମଷ୍ଟି ରୂପେ ଲେଖିପାରୁଛୁ କି? ଦେଖିବା ତେବେ। ପିଲାମାନେ ମୁଁ 27କୁ ଏମିତି ଲେଖିପାରିବି ନା? 10 + 10 କେତେ ହେଇଗଲା? 20। ଆଉ 7 ଦରକାର ଆମକୁ, ତେଣୁ ମୁଁ ଲେଖିଦେବି 5 + 1 + 1। 5 + 2 ଲେଖିପାରିବିନି ପିଲେ। କ'ଣ ପାଇଁ? ଟେବୁଲରେ 2 ନାହିଁ। ଟେବୁଲରେ ଥିବା ସଂଖ୍ୟା ଗୁଡ଼ିକୁ ହିଁ ମୁଁ ବ୍ୟବହାର କରିବି। ତେବେ 10କୁ କ'ଣ ବୋଲି କୁହେ ମୁଁ? X ବୋଲି କହୁଛି, ତେଣୁ 10 ବଦଳରେ ମୁଁ ଲେଖିବି X। ପୁଣି 10 ଅଛି, ତେଣୁ ଲେଖିଲି X। 5କୁ ମୁଁ କ'ଣ କହୁଛି? V ବୋଲି କହୁଛି। ଏବଂ 1କୁ କ'ଣ କହୁଛି? I କହୁଛି। ଏବଂ ଆଉ ଗୋଟେ 1 ଅଛି, ତାକୁ କହୁଛି I। ତେଣୁ ମୁଁ 27କୁ କ'ଣ ପଢ଼ିବି? X X V II। ସେହିପରି ପିଲେ 50କୁ ମୁଁ କେମିତି ପଢ଼ିବି? 50କୁ ତ ମୁଁ ଡାଇରେକ୍ଟ L ମଧ୍ୟ କହିପାରିବି, ଠିକ୍ ନା ନାହିଁ? ତାପରେ କହିଲା 2367କୁ ମୁଁ ରୋମାନ ସଂଖ୍ୟାରେ କେମିତି ଲେଖିବି? ପିଲାମାନେ 2367କୁ ମୁଁ ଏମିତି ଲେଖିପାରିବି ନା? 2000 + 300 + 60 + 7, ଠିକ୍ ନା ନାହିଁ? ପୁଣି 2000କୁ ଲେଖିପାରିବି ନା? 1000 + 1000, ଠିକ୍ ନା ନାହିଁ ପିଲେ? ଆମେ କ'ଣ କରିବା? ଟେବୁଲରେ ଥିବା ସଂଖ୍ୟା ଗୁଡ଼ିକୁ ହିଁ ଲେଖିବା। ତାପରେ 300କୁ ମୁଁ କେମିତି ଲେଖିବି? 100 + 100 + 100। 60କୁ ଲେଖିବି ମୁଁ 50 + 10 ଏବଂ 7କୁ ଲେଖିବି ମୁଁ 5 +
1 ପ୍ଲସ୍ 1 ଠିକ୍ ନା ନାହିଁ? ଏବେ ତେବେ କେମିତି ଲେଖିବା? 1000 କେତୋଟି ଅଛି? 2ଟି। ତେଣୁ ମୁଁ ଲେଖିବି ଏମ୍ ଏମ୍। 100 ଅଛି 3ଟି। ତେଣୁ ମୁଁ ଲେଖିବି କ'ଣ? ସି ସି ସି। 50 ଅଛି ଗୋଟେ, 50କୁ ମୁଁ ଏଲ୍ କହୁଛି, ଲେଖିବି ମୁଁ ଏଲ୍। ତାପରେ ଲେଖିବି 10, 10କୁ ମୁଁ କହୁଛି ଏକ୍ସ। ତାପରେ ଲେଖିବି 1 1 ମାନେ ଆଇ ଆଉ ଆଇ। ତେବେ ମୁଁ 2367କୁ ମୁଁ କେତେ ପଢ଼ିବି? ଏମ୍ ଏମ୍ ସି 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 ଏଲ୍ ଏକ୍ସ ଡବଲ୍ ଆଇ। ବୁଝି ହେଉଛି ନା ପିଲାମାନେ? ସତରେ ଯଦି ତୁମେ ଏଇ କନସେପ୍ଟ ବୁଝିପାରିଛ ତେବେ 25କୁ ରୋମାନ ସଂଖ୍ୟାରେ ଲେଖିଲେ କେତେ ହେବ ମୋତେ କମେଣ୍ଟ ବକ୍ସରେ ଜଣାଅ। ମୁଁ ନିହାତି ଭାବରେ କମେଣ୍ଟ ଚେକ୍ କରିବି ଆଉ ଦେଖିବି କେଉଁ ପିଲାମାନେ ପ୍ରକୃତରେ ପାଠ ବୁଝୁଛନ୍ତି ଏବଂ ମନ ଦେଇକି ପାଠ ପଢ଼ୁଛନ୍ତି। ତେବେ ନେକ୍ସଟ ଦେଖିବା କ'ଣ କହୁଛି ଚାଲ। ପ୍ରଥମ ପ୍ରଶ୍ନର ଉତ୍ତର କରିବା ତେବେ ପିଲେ। 1222 ତାକୁ ଆମେ ରୋମାନ ସଂଖ୍ୟାରେ ଲେଖିବା। ପିଲାମାନେ ମୁଁ ଏଇଟାକୁ ଯଦି ବିସ୍ତାରିତ ରୂପ କରି ଲେଖିବି ଏମିତି ଲେଖିବି ନା, 1000 ପ୍ଲସ୍ 200 ପ୍ଲସ୍ 20 ପ୍ଲସ୍ 2। ଠିକ୍ ନା ନାହିଁ ପିଲେ? ତାପରେ 1000 ବଦଳରେ ମୁଁ କେତେ ଲେଖିବି? ଏମ୍ ଲେଖିବି। 200 ବଦଳରେ ମୁଁ 2ଟା 100 ଲେଖିପାରିବି ନା ପିଲେ? ତା ମାନେ 2ଟା ସି। 2ଟା ସି। ତାପରେ ଆସିଯିବ 20। 10କୁ ଯେହେତୁ ମୁଁ କୁହେ ଏକ୍ସ, 20 ବଦଳରେ ମୁଁ 2ଟା ଏକ୍ସ ଲେଖିବି ଏବଂ 2 ବଦଳରେ କ'ଣ? 2ଟା ଆଇ ଲେଖିବି। ତେବେ ମୁଁ 1222କୁ ରୋମାନ ସଂଖ୍ୟାରେ ଏମିତି ଲେଖିବି। ତାପରେ ଦେଖ ପିଲେ 2999। ପିଲାମାନେ ଏଇଟାକୁ ଯଦି ମୁଁ ପ୍ରଥମ ପ୍ରଣାଳୀରେ କରିବି ନା ତେବେ ମୋର ଉତ୍ତର ଭୁଲ ଆସିବ। ତେବେ ଠିକ୍ ଉତ୍ତର କେମିତି ଦେଖ? 2999କୁ ମୁଁ ଲେଖିପାରିବି 2000 ପ୍ଲସ୍ 900 ପ୍ଲସ୍ 90 ପ୍ଲସ୍ 9। ଠିକ୍ ନା ନାହିଁ ପିଲେ? ପୁଣି 2000କୁ କେମିତି ଲେଖିପାରିବି? ନା 2 ଥର 1000, ତେଣୁ ଆସିବ ଏମ୍ ଏମ୍। କିନ୍ତୁ ପିଲେ 900 ବଦଳରେ ମୁଁ 9ଟି 100 ଲେଖିପାରିବି ନାହିଁ। 9ଟି 100 ଯଦି ଲେଖୁଛି ବହୁତ ବଡ଼ ହେଇଯିବ ନା? ସଂଖ୍ୟାଟି ମୋର ବହୁତ ବଡ଼ ହେଇଯିବ। ତେଣୁ ମୁଁ କ'ଣ କରିବି? 900କୁ ମୁଁ ଲେଖିବି 1000 ବିୟୋଗ 100। ଯେମିତି ପିଲେ ଆମେ 10କୁ କ'ଣ ଲେଖୁ? ଏକ୍ସ ଲେଖୁ। ଠିକ୍ ନା ନାହିଁ? ଏବଂ 9କୁ କ'ଣ ଲେଖୁ? ଆଇ ଏକ୍ସ ଲେଖୁ। ସେମିତି ପିଲେ 1000 ବିୟୋଗ 100 କଲେ ତାକୁ ଆମେ ସି ଏମ୍ ବୋଲି ଲେଖୁ। ପୁଣି 90କୁ ଆମେ କେମିତି ଲେଖିବା? 9 ଥର କ'ଣ 10 ଲେଖିବା? ଏକ୍ସ ଏକ୍ସ କରିକି 9 ଥର ଲେଖିବା? ନାଇଁ ପିଲେ, କ'ଣ ଲେଖିବା ୟାକୁ? 100 ବିୟୋଗ 10 ବା ତାକୁ ଆମେ ପଢ଼ୁ ଏକ୍ସ ସି। ବୁଝିଗଲା ନା ପିଲେ? ଆଉ 9କୁ ତ ଜାଣିଛ ତମେ ଆଇ ଏକ୍ସ ବୋଲି ପଢ଼ୁ। ତେଣୁ ଆମେ ଯଦି ମିଶେଇକି ଲେଖିବା କ'ଣ ହେଇଯିବ? ଏମ୍ ଏମ୍ ସି ଏମ୍ ଏକ୍ସ ସି ଆଇ ଏକ୍ସ। ଏଇଟା ହେଇଯିବ ପିଲେ 2999। ନେକ୍ସଟ ଦେଖିବା 302। 302କୁ ସିମ୍ପଲ ମୁଁ କରିବି 300 ପ୍ଲସ୍ 2। 300କୁ କେମିତି ଲେଖିବି ମୁଁ? ସି 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 ଆଉ 2କୁ ଲେଖିବି ଡବଲ୍ ଆଇ। ତାପରେ ଦେଖିବା ପିଲାମାନେ 715। ତେବେ 715କୁ ମୁଁ କେମିତି ଲେଖିବି? ପିଲାମାନେ ମୁଁ ଲେଖିପାରିବି କି 700 ପ୍ଲସ୍ 10 ପ୍ଲସ୍ 5। ଠିକ୍ ନା ନାହିଁ? 700କୁ ପୁଣି ଲେଖିପାରିବି ନା 500 ପ୍ଲସ୍ 200। ଏପଟେ ରହିଲା 10, ଏଇଠି ରହିଲା 5। 500କୁ ମୁଁ କ'ଣ କୁହେ ପିଲେ? 500କୁ ମୁଁ କୁହେ ଡି। ତେଣୁ ମୁଁ ଲେଖିଦେବି ଡି। 200କୁ ମୁଁ ଲେଖିପାରିବି ନା 2ଟି 100 ଆଉ ଗୋଟିଏ 100କୁ ମୁଁ କ'ଣ କୁହେ? ସି ବୋଲି କୁହେ। ତେଣୁ ମୁଁ 2ଟା ସି ଲେଖିବି। 10କୁ କହୁଛି ମୁଁ ଏକ୍ସ ଏବଂ 5କୁ କହୁଛି କେତେ? ଭି। ତେଣୁ 715କୁ ମୁଁ କ'ଣ ପଢ଼ିବି? ଡି ସି ସି ଏକ୍ସ ଭି। ବୁଝି ହେଉଛି ତ? ଗଣନା ପାଇଁ ଏହା ଭଲ ଥିଲା କି? ପିଲାମାନେ ଯେଉଁ ଆମେ ଗଣନା କଲେ ଏଇଟା ଠିକ୍ ଥିଲା କି? ଯଦିଓ ସଂଖ୍ୟା ଲିଖିବା ପାଇଁ ରୋମାନ ସଂଖ୍ୟା ଦକ୍ଷ ଥିଲା କିନ୍ତୁ ଗଣନା ପାଇଁ ଏଗୁଡ଼ିକ ବହୁତ ଉପଯୋଗୀ ନଥିଲା। ରୋମାନ ସଂଖ୍ୟା ବ୍ୟବହାର କରି ମିଶାଣ, ବିୟୋଗ, ଗୁଣନ କିମ୍ବା ହରଣ କରିବା କଷ୍ଟକର। ଦେଖିବା ତେବେ ପିଲେ ଆମେ ଏଇ ଦୁଇଟା ସଂଖ୍ୟାକୁ ଆମେ ଯୋଗ କରିବା। କେମିତି କରିବା ଦେଖ। କ'ଣ ଲେଖା ଅଛି ପିଲେ?
ସି ସି ଏକ୍ସ 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 ଡବଲ୍ ଆଇ ଏଇଟା ପ୍ରକୃତରେ ଆମେ ପରିଣତ କରିବା ଆମର ଭାରତୀୟ ସଂଖ୍ୟାରେ। କେତେ ହେଇଯିବ ତେବେ ପିଲେ? କୁ ଆମେ କ'ଣ କହୁଛେ? 100 ବୋଲି କହୁଛେ। ଯେହେତୁ 2ଟି ସି ଅଛି ତେଣୁ ଆମେ ଲେଖିପାରିବା ନା 200 ପ୍ଲସ୍ 3ଟି ଏକ୍ସ ଅଛି ମାନେ କେତେ ପିଲେ? 30 ଏବଂ 2ଟି ଆଇ ଅଛି ମାନେ 2। କେତେ ହେଇଗଲା ତେବେ? 232। ତାପରେ ଦେଖିବା ସି 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 ଏକ୍ସ ତ୍ରିପୁଲ ଆଇ। 4ଟି ସି ଅଛି ମାନେ 400, ଗୋଟିଏ ଏକ୍ସ ଅଛି ମାନେ 10 ଏବଂ 3ଟି ଏକ ଅଛି ମାନେ ବା 3ଟି ଆଇ ଅଛି ମାନେ କେତେ ହେଇଯିବ ପିଲେ? 3। ଆଉ ତାକୁ ମିଶାଇଲେ କେତେ ହେବ? 413। ଏବେ ଆମେ ଏଇ ଦୁଇଟିକୁ ଏଡ୍ କରିବା। କେତେ ହେଇଯାଉଛି? 3 2 5, 3 1 4, 4 2 6। 645କୁ ପୁଣି ଆମେ ରୋମାନ ସଂଖ୍ୟାରେ ପରିଣତ କରିବା। କେତେ ହେବ ପିଲେ? 600 ପ୍ଲସ୍ 40 ପ୍ଲସ୍ 5। 600କୁ ପିଲେ ଲେଖିପାରିବା ନା ଆମେ ଡି ସି। କ'ଣ ପାଇଁ? 600କୁ ଆମେ ଲେଖିପାରିବା 500 ପ୍ଲସ୍ 100 ଆଉ 500କୁ ଆମେ ଡି କହୁ, 100କୁ ଆମେ କ'ଣ କହୁଛେ? ସି କହୁଛେ। ତେଣୁକରି ମୁଁ ଲେଖିପାରିବି ଡି ସି। ସେମିତି ପିଲେ 40କୁ ଲେଖିପାରିବି ନା ମୁଁ ଏକ୍ସ 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 ଏବଂ 5କୁ କେତେ ଲେଖିପାରିବି? ଭି। ତେଣୁ ମୋର ଯୋଗଫଳ କେତେ ହେଇଯିବ? ଏଇଟା ହେଇଯିବ। ଜାଣିହେଲା ନା? ନେକ୍ସଟ କହିଛି ପିଲେ ଗୁଣଫଳ ନିର୍ଣ୍ଣୟ କର। କେମିତି ଗୁଣଫଳ ବାହାର କରିବା ଦେଖ ପିଲେ। ଭି ଗୁଣନ ଏଲ୍, ଭିକୁ ଆମେ କହୁ 5, ଏଲ୍କୁ କହୁ ଆମେ 50 ବା 50କୁ ଆମେ ଏଲ୍ କହୁ। ଗୁଣନ କଲେ କେତେ ହେବ ପିଲେ? 250। 250କୁ ଆମେ କେମିତି ଲେଖିପାରିବା ପିଲେ? ସି ସି ଏଲ୍ ଲେଖିପାରିବା। କ'ଣ ପାଇଁ ପିଲେ? 250କୁ ଲେଖିପାରିବି ନା ମୁଁ 200 ପ୍ଲସ୍ 50। 200କୁ ଲେଖିବି ସି ସି ମାନେ 2ଟା 100 ଆଉ 50କୁ ଲେଖିବି କ'ଣ? ଏଲ୍। ବୁଝି ହେଉଛି ତ? ତାପରେ ପିଲେ କହିଛି ଏଲ୍ ଗୁଣନ ଡି। ଏଲ୍ ବଦଳରେ ମୁଁ ଲେଖିବି ପିଲେ 50 ଗୁଣନ 500। କେତେ ହେଇଯିବ ପିଲେ? 25,000। ଠିକ୍ ନା ନାହିଁ? 25,000କୁ କ'ଣ ମୁଁ ଲେଖିବି 25 ଥର ଏମ୍? ନାଇଁ ନା ପିଲେ। ତ 25,000କୁ ପିଲାମାନେ ମୁଁ ସର୍ଟକଟ୍ରେ ଲେଖିବି ଏକ୍ସ ଏକ୍ସ ଭି, ତା ଉପରେ ପିଲେ ମୁଁ ଏମିତି ଗାର ଦେବି। ଏଇଟା ପିଲେ ମନେ ରଖିବ ତୁମେ। ତାପରେ ଦେଖିବା ପିଲେ ଭି ଗୁଣନ ଡି। ଭିକୁ ଲେଖିପାରିବା ଆମେ 5, ଡିକୁ କେତେ ଲେଖିବା? 500। ତେବେ ଗୁଣଫଳ କେତେ ହେଇଯିବ? 2500। ତାକୁ ମୁଁ ଲେଖିପାରିବି ପିଲେ 2000 ପ୍ଲସ୍ 500। 2000 ବଦଳରେ ଲେଖିବି 2ଟା ଏମ୍ ଏବଂ 500 ବଦଳରେ ଲେଖିବି ଡି। ତାପରେ ପିଲେ ଭି ଡବଲ୍ ଆଇ ଗୁଣନ ଆଇ ଏକ୍ସ। ଭି ଡବଲ୍ ଆଇ ମାନେ ତ ପିଲେ ତୁମେ ଜାଣିଛ 7 ଗୁଣନ ଆଇ ଏକ୍ସ କହିଲେ 9। 7 ନୂଆ କେତେ ପିଲେ? 63। 63କୁ ମୁଁ କେମିତି ଲେଖିବି? 60 ପ୍ଲସ୍ 3। 60କୁ ମୁଁ କେମିତି ଲେଖିବି? ଏଲ୍ ଏକ୍ସ ମାନେ 50 ଆଉ 10 ଆଉ 3କୁ କେମିତି ଲେଖିବି? ତ୍ରିପୁଲ ଆଇ। ଠିକ୍ ନା ନାଇଁ ପିଲେ? ଏଇଟା ହେଇଯିବ ତେବେ ଆନ୍ସର୍। ନେକ୍ସଟ ଦେଖିବା ସେତେବେଳେ ଲୋକମାନେ କିପରି ଗଣନା କରୁଥିଲେ। ରୋମାନ ସମୟରେ ଲୋକମାନେ ଗଣନା କରିବା ପାଇଁ ଆବାକସ୍ ନାମକ ଏକ ବିଶେଷ ଯନ୍ତ୍ର ବ୍ୟବହାର କରୁଥିଲେ। କେବଳ ବିଶେଷ ଭାବରେ ପ୍ରଶିକ୍ଷିତ ବ୍ୟକ୍ତିମାନେ ହିଁ ଜାଣିଥିଲେ ଯେ ଗଣନା ପାଇଁ ଏହାକୁ କିପରି ବ୍ୟବହାର କରାଯାଏ। ପିଲାମାନେ ଏଇଟା ଗୋଟେ ମନେ ରଖିବ। ରୋମାନ ସମୟରେ କେଉଁ ଜିନିଷକୁ ସେମାନେ ବ୍ୟବହାର କରୁଥିଲେ? ନା ଆବାକସ୍ ନାମକ ଏକ ବିଶେଷ ଯନ୍ତ୍ରକୁ ବ୍ୟବହାର କରୁଥିଲେ। ତାପରେ ପିଲେ ଏଇଠି ଗୋଟେ ଦେଖ, ସେତେବେଳେକା ସମୟରେ ଡେୟାର ଡେଭିଲ୍ ବୋଲି ଗୋଟେ ପ୍ରତିଯୋଗିତା ହେଉଥିଲା। ଗୋଟେ ଡୋର ପଟେ କ'ଣ 2ଟି ସଂଖ୍ୟାକୁ ଗୁଣନ କରିବାକୁ କୁହାଯାଇଥିଲା। ଆଉ ଗୋଟେ ଡୋର ଭିତରେ କ'ଣ ଥିଲା? ଗୋଟିଏ ଭୟଙ୍କର ସିଂହ ଥିଲା ଏବଂ ସେଇ ସିଂହ ସହିତ ଲଢ଼ିବାକୁ କୁହାଯାଉଥିଲା। ଗୋଟିଏ ବଡ଼ୁଆ ସିଂହ ସହିତ ଏଇ ସଂଖ୍ୟାର ଗୁଣନ ଗୁଡ଼ିକୁ କମ୍ପେୟାର କରାଯାଉଥିଲା। ମାନେ ପିଲେ ଗୋଟିଏ ସିଂହ ସହିତ ଲଢ଼ିବା ଯାହା, ଏଇ ପ୍ରଶ୍ନ ଗୁଡ଼ିକୁ ସମାଧାନ କରିବା ତାହା ଥିଲା। ବୁଝିପାରିଲ ନା? ହ୍ୟାଲୋ ପିଲାମାନେ, ଜୟ ଜଗନ୍ନାଥ। କେମିତି ଅଛ ସମସ୍ତେ? ଭଲ ଅଛ ତ? ପିଲାମାନେ ସମସ୍ତଙ୍କୁ ଗୁଡ଼ ମର୍ଣ୍ଣିଂ, ଗୁଡ଼ ଆଫ୍ଟରନୁନ୍ ଆଉ ଗୁଡ଼ ଇଭିନିଂ। ଯିଏ ବି ଯେଉଁ ସମୟରେ ଏଇ ଭିଡ଼ିଓଟିକୁ ଦେଖୁଛ ସମସ୍ତଙ୍କୁ ତୁମ ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଆ ଶୁଭୁ ସାର୍କୁ ସ୍ୱାଗତ। ପିଲାମାନେ ପାର୍ଟ 1 ଆଉ ପାର୍ଟ 2ରେ ଆମେ କ'ଣ ପଢ଼ିଥିଲେ? ନା ଆମେ ପଢ଼ିଥିଲେ ସଂଖ୍ୟାମାନଙ୍କ ବିଷୟରେ କିଛି ରହସ୍ୟମୟ ଜିନିଷ ଏବଂ କିଛି ବହିର ପ୍ରଶ୍ନ ଉତ୍ତର ମଧ୍ୟ କରିଥିଲେ।
କିନ୍ତୁ ଆମେ ଏଇ ପାର୍ଟରେ ବା ପାର୍ଟ 3ରେ କ'ଣ କରିବା, ବହିର ପ୍ରଶ୍ନ ଉତ୍ତର କରିବା ସହିତ ନେକ୍ସଟ କନସେପ୍ଟ ଗୁଡ଼ାକ ମଧ୍ୟ ବୁଝିବା। ତ ପିଲାମାନେ ଆଉ ଡେରି ନ କରି ଖାତା ପେନ୍ ବାହାର କର ଆଉ ମୋ ସହିତ କରି କରି ଚାଲ। ଏଇ ପ୍ରଶ୍ନ ଗୁଡ଼ା ପିଲେ ତମର ପେଜ ନମ୍ବର 60ରେ ଅଛି। କ'ଣ କହିଛି ଦେଖ, ପ୍ରଶାନ୍ତ ମହାସାଗରର ଏକ ଦ୍ୱୀପରେ ବାସ କରୁଥିବା ଏକ ଆଦିବାସୀ ସମ୍ପ୍ରଦାୟ ବିଭିନ୍ନ ବସ୍ତୁକୁ ଜାଣିବା ପାଇଁ ଭିନ୍ନ ଭିନ୍ନ କ୍ରମ ବ୍ୟବହାର କରୁଥିଲେ। ତେବେ ଚିନ୍ତା କରି କହ ସେମାନେ ଏପରି କାହିଁକି କରୁଥିଲେ। ମାନେ ପିଲାମାନେ ଏଠି କ'ଣ କହିଲା, ମନେକର ଫଳମୂଳ ସେମାନେ ଗଣୁଛନ୍ତି। ଫଳମୂଳକୁ ଗଣିବା ପାଇଁ ସେମାନେ ଅଲଗା କ୍ରମ ବ୍ୟବହାର କରୁଥିଲେ। ଅଲଗା କ୍ରମ କହିଲେ ପିଲେ କେମିତି ନା, ସେମାନେ 5 କରି ହିସାବ କରୁଥିଲେ। କଦଳୀ 5ଟା, ତାପରେ 5ଟା କଦଳୀ, ତାପରେ 5ଟା କଦଳୀ। ସେହିପରି ଯଦି ସେମାନେ ଗାଈ ଗଣୁଥିଲେ ବା ଗାଈ ସଂଖ୍ୟା ଗଣୁଥିଲେ, ସେମାନେ 2ଟା କରି ହିସାବ କରୁଥିଲେ। ଏଇଠି 2ଟା ଗାଈ, ଏଇଠି 2ଟା ଗାଈ। ଏହିପରି ପିଲେ ସେମାନେ ସଂଖ୍ୟାର ବିଭିନ୍ନ କ୍ରମକୁ ବ୍ୟବହାର କରୁଥିଲେ। ଯଦି ସେମାନେ ବ୍ୟବହାର କରୁଥିଲେ, କାହିଁକି ବ୍ୟବହାର କରୁଥିଲେ, କ'ଣ ପାଇଁ? କାରଣ ଅଲଗା ଅଲଗା କରି କ୍ରମ ଗୁଡ଼ିକ ଗଣିଲେ ଗଣନା ଦ୍ରୁତ ହୋଇଥାଏ। ମୁଁ ଯଦି ଫଳ ଗୁଡ଼ା ଏବଂ ଗାଈ ଗୁଡ଼ାକୁ ପାଖରେ ପାଖରେ ରଖିଦେବି, ତେବେ ମୁଁ କେମିତି ଗଣିବି? 1 2 3 4 କରିକି ଗଣିଲେ ତ ବହୁତ ସମୟ ଲାଗିବ। ତେଣୁ ମୁଁ କ'ଣ କଲି, ଫଳ ଗୁଡ଼ା ଯେଉଁ ଥିଲା ସେଗୁଡ଼ାକୁ ମୁଁ 5ଟି କରି ଗଣିଲି। 5 5 10 5 15। ସେହିପରି ପିଲେ ଗାଈ ସଂଖ୍ୟା ମୁଁ କେମିତି ଗଣିଲି, 2 2 4 2 6 ସେମିତି ଗଣିଲି। ଯାହାଫଳରେ ମୋତେ ଗଣିବା ପାଇଁ ସୁବିଧା ହେଲା ଏବଂ ମୁଁ ଶୀଘ୍ର ଗଣିକି ସାରିଲି। ବୁଝିପାରିଲ? ନେକ୍ସଟ ଦେଖ ପିଲା କ'ଣ କହିଛି, ପିଲାମାନେ ମୁଁ ଜାଣିଛି ନା, ଯେଉଁ ଗୁମୁଲଗାମ ମାନଙ୍କ ପଦ୍ଧତିରେ ଉକାସରକୁ ମୁଁ କ'ଣ କହୁଥିଲି, ଉକାସରକୁ କହୁଥିଲି 2 ଏବଂ ଯେଉଁ ଉରାପନ ବୋଲି ଗୋଟେ ଥିଲା, କ'ଣ ଉରାପନ, ତାକୁ ମୁଁ କହୁଥିଲି କେତେ, 1। ଯଦି ମୁଁ ଉକାସରକୁ 2 କହୁଥିଲି ଏବଂ ଉରାପନକୁ 1 କହୁଥିଲି, ତେବେ ଏଇ ପ୍ରଶ୍ନ ଗୁଡ଼ିକର ଉତ୍ତର କେତେ ହେବ? କ'ଣ କହିଛି ପିଲା ଦେଖ, ଏଇଟା ହେଉଛି ପ୍ରଥମ ପଦ, ଏଇଟା ହେଉଛି ଦ୍ୱିତୀୟ ପଦ। ପ୍ରଥମ ପଦରେ ଦେଖ ପିଲାମାନେ 4ଟା ଉକାସର ଅଛି, ଠିକ ନା ନାହିଁ? 1 2 3 4। ସେହିପରି ପିଲେ ଦ୍ୱିତୀୟ ପଦରେ 1 2 3 3ଟି ଉକାସର ଅଛି। ତେବେ ଏଇଠି 4ଟି ଉକାସର, ଏଇଠି 3ଟି ଉକାସର। ମୋଟ କେତୋଟି ଉକାସର ହେଇଗଲା ପିଲେ? 7ଟି ଉକାସର, ଠିକ ନା ନାହିଁ? ସେମିତି ପ୍ରଥମ ପଦରେ ଗୋଟିଏ ଉରାପନ ଅଛି ଏବଂ ଦ୍ୱିତୀୟ ପଦରେ ମଧ୍ୟ ଗୋଟିଏ ଉରାପନ ଅଛି। ତେବେ ମୋଟ କେତୋଟି ଉରାପନ ହେଇଗଲା ପିଲେ? 2ଟି ଉରାପନ ହେଇଗଲା। କିନ୍ତୁ ପିଲେ ଗୁମୁଲଗାମ ମାନେ କେମିତି ଲେଖୁଥିଲେ? 2 ଉରାପନକୁ ସେମାନେ 1 ଉକାସର ବୋଲି ଲେଖୁଥିଲେ, ଠିକ ନା ନାହିଁ? 2 ଉରାପନକୁ 1 ଉକାସର ବୋଲି ଲେଖୁଥିଲେ। ତେବେ ଏଇଠି ହେଇଥିଲା 7 ଉକାସର, ଏଇଠି ହେଲା 1 ଉକାସର। ତେବେ 7 ଉକାସର ଆଉ 1 ଉକାସର ମିଶିଲେ କ'ଣ ହେଲା? 8 ଉକାସର ହେଇଗଲା। ତେଣୁ ମୋର ଉତ୍ତର ଆସିଲା 8 ଉକାସର। ବୁଝିହେଲା ନା ପିଲେ? ଏଇଠି ପିଲେ ମୁଁ 9 ଆଉ 7 ଏଇଥିପାଇଁ ଲେଖିଛି, ଯଦି ମୁଁ ସିଧା ସିଧା ହିସାବ କରୁଛି ତେବେ କେତେ ହେବ? ମନେକର 4 ଉକାସର, 4 ଉକାସର କହିଲେ 4 ଗୁଣନ 2 ସମାନ କେତେ? 8। ଆଉ 1 ଉରାପନ କହିଲେ 1 ଗୁଣନ 1 ସମାନ 1। ଆଉ ଏଇଟା ମିଶିଗଲେ କେତେ ହେଇଗଲା? 9 ହେଇଗଲା। ଏଇଟା ପିଲେ ଖାଲି ମୁଁ ଜଣେଇବା ପାଇଁ ଲେଖିଥିଲି। ଆମେ ଉତ୍ତରରେ କେମିତି ଲେଖିବା? ଏଇଟା ଲେଖିବା ପ୍ରଥମ ପଦ, ଦ୍ୱିତୀୟ ପଦ, ତାପରେ ଯୋଗ କରିକି ମୋଟରେ ଏଇଠି ଯୋଗ କରିକି ଲେଖିବା। ବୁଝିହେଲା ନା? ନେକ୍ସଟ ଦେଖିବା। ଏଇଠି ସେମିତି କହିଛି ପିଲେ ଉକାସର 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 4ଟି କହିଛି। ପ୍ରଥମ ପଦରେ ମୁଁ ଦେଖିଲି 4 ଗୁଣନ 2, ଉକାସରକୁ ତ 2 କୁହେ ନା, ତେଣୁ 4 ଗୁଣନ 2 କେତେ ହେଇଗଲା? 8। ଆଉ ଗୋଟେ ଦେଇଛି ଉରାପନ, ମାନେ କ'ଣ? 1। ମୋଟ ମିଶିକି କେତେ ହେଇଗଲା? 9। ଦେଖ ପିଲେ 9 ହେଇଗଲା। ସେହିପରି ପିଲାମାନେ ମୁଁ ଯଦି ଦ୍ୱିତୀୟ ପଦକୁ ଦେଖିବି, କେତୋଟି ଉକାସର ଅଛି? 3ଟି ଉକାସର ଅଛି। ଆଉ ଗୋଟେ ଉକାସରର ମୂଲ୍ୟ କେତେ? 2। ତେଣୁ ଆମେ ଲେଖିପାରିବା 2 ଗୁଣନ 3 ସମାନ କେତେ? 6। ତେଣୁ ପ୍ରଥମ ପଦରେ ଆସିଲା 9, ଦ୍ୱିତୀୟ ପଦରେ ଆସିଲା 6। କ'ଣ କରିବା ପାଇଁ କହିଛି ପିଲେ? ଆମକୁ ବିୟୋଗ କରିବା ପାଇଁ କହିଛି। ତେଣୁ ମୁଁ କ'ଣ କଲି ନା, 4 ଉକାସରରୁ 3 ଉକାସର ବାଦ ଦେଲି। ଏଇଠି କେତେଟା ଉକାସର ଥିଲା ପିଲେ? 4 ଉକାସର। ଏଇଠି ରହିଲା 3 ଉକାସର। ତେବେ 4 ଉକାସରରୁ 3 ଉକାସର ବାଦ ଦେଲେ କ'ଣ ରହିବ? 1 ଉକାସର ରହିଲା। ସେହିପରି ଆଉ ଗୋଟିଏ ମୋର ଉରାପନ ବଢ଼ି ଯାଉଛି ଏଇଠି ପିଲେ। ତେବେ ମୋର କେତେ ହେଇଗଲା? ଏଇଠି ହେଇଗଲା 1 ଉକାସର ଆଉ 1 ଉରାପନ। ତେଣୁ ଉକାସର ଉରାପନ ହେଇଗଲା ମୋର ଆନ୍ସର। ବୁଝିହେଲା ନା ପିଲେ? ଏଇଟା ପିଲେ ସେମିତି ମୁଁ କେବଳ ଦେଖେଇବା ପାଇଁ, ତମକୁ ଜଣେଇବା ପାଇଁ ମୁଁ ଆଣିଥିଲି ବା ଏଇଠି ଦେଇଥିଲି ଯେ ପ୍ରଥମ ପଦର ମୂଲ୍ୟ କେତେ ହେବ
ଆଉ ଦ୍ୱିତୀୟ ପଦର ମୂଲ୍ୟ କେତେ ହେବ? ବୁଝିଗଲା ପିଲେ? ନେକ୍ସଟ ଯିବା। ସେମିତି ପିଲେ ଏଇଟା କହିଛି ଦେଖ, ଉକାସର 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 ଏମିତି କେତୋଟି ଦେଇଛି? 4ଟି ଦେଇଛି। ତେବେ ପ୍ରଥମ ପଦରେ 4 ଉକାସର ଆଉ 1 ଉରାପନ ମିଶିଲେ କେତେ ହେବ? 9। ଏବେ ଯାଇ ତ ପିଲାମାନେ ତୁମେ ଜାଣିପାରୁଥିବ କେମିତି ନ ହେଲା। କେମିତି ନ ହେଲା? ଗୋଟିଏ ଉକାସରର କେତେ? 2। ତେବେ 4ଟିର କେତେ? 8 ହେଇଯିବ। ପୁଣି 1 ଉରାପନ ହେଇଗଲା 1, 8 ଆଉ 1 ମିଶିଲେ କେତେ ହେଇଗଲା? 9 ହେଇଗଲା। ସେମିତି ଦ୍ୱିତୀୟ ପଦରେ ଆସିବ କେତେ? 2 ଉକାସର ମାନେ 4। ତେବେ ଆମକୁ ଗୁଣନ କରିବା ପାଇଁ ଯେହେତୁ କହିଛି, ମୁଁ 9 ଗୁଣନ 4 କରିଦେଲି, କେତେ ଆସିଲା? 36। ଆଉ 36ଟାକୁ ପିଲେ ମୁଁ ଲେଖିପାରିବି ନା? 18 ଗୁଣନ 2। 18ଟାକୁ ମୁଁ ଲେଖିଲି 18, 2ଟାକୁ ମୁଁ ଲେଖିପାରିବି ଉକାସର। ଠିକ ନା ନାଇଁ ପିଲେ? ତେଣୁ ମୋର ଉତ୍ତର ଆସିଗଲା କେତେ? 18 ଉକାସର। ସେମିତି ପିଲେ ଆଇଭି କ'ଣ କହିଛି? ପ୍ରଥମ ପଦରେ ଉକାସର 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 ଏମିତି କେତୋଟି ଦେଇଛି? 1 2 3 4 5 6 7 8। ତେବେ ମୁଁ ଲେଖିପାରିବି ପ୍ରଥମ ପଦରେ କେତେ ଆସୁଛି ପିଲେ? 16 ଆସୁଛି। ମାନେ ମୁଁ ଏଇଟା ଏମିତି ଲେଖିପାରିବି 8 ଗୁଣନ 2। ଠିକ ନା ନାଇଁ? 8 ଗୁଣନ 2 ସମାନ 16। ସେମିତି ଦ୍ୱିତୀୟ ପଦରେ କେତେ ଅଛି? ଉକାସର ଆଉ ଉକାସର। ତା ମାନେ ଦ୍ୱିତୀୟ ପଦରେ ଆସିବ କେତେ? 2 ଗୁଣନ 2 କେତେ ଆସିଲା? 4। ଆଉ ଯେହେତୁ ଆମକୁ ହରଣ କରିବା ପାଇଁ କହିଛି 16 ହରଣ 4, ତାକୁ ମୁଁ ଲେଖିପାରିବି କେତେ? 4। ଆଉ 4ଟାକୁ ପିଲେ ମୁଁ ଲେଖିପାରିବି ନା ଉକାସର ଉକାସର, ମାନେ 2 ଆଉ 2। ଠିକ ନା ନାଇଁ? ତେଣୁ ମୋର ଆନ୍ସର ଆସିଯିବ ଉକାସର ଉକାସର। ନେକ୍ସଟ ଦେଖିବା। ହିନ୍ଦୁ ସଂଖ୍ୟା ପ୍ରଣାଳୀ ମଧ୍ୟରେ ଯେଉଁ ବୈଶିଷ୍ଟ୍ୟ ଗୁଡ଼ିକ ରୋମାନ ସଂଖ୍ୟା ପ୍ରଣାଳୀ ତୁଳନାରେ ଅଧିକ ଫଳପ୍ରଦ ବୋଲି ଭାବୁଛ, ସେଗୁଡ଼ିକ ଚିହ୍ନଟ କର। ମାନେ ସେ ପିଲେ ପଚାରିଛି ରୋମାନ ସଂଖ୍ୟା ତୁଳନାରେ ହିନ୍ଦୁ ସଂଖ୍ୟା କେମିତି ଭଲ, ମାନେ ହିନ୍ଦୁ ସଂଖ୍ୟା ପ୍ରଣାଳୀର ଭଲ ଗୁଣ ଗୁଡ଼ିକୁ ଲେଖ ବୋଲି ସେ ଇନଡାଇରେକ୍ଟଲି ପଚାରିଛି। ତେବେ ଆମେ ଲେଖିବା, ବଡ଼ ସଂଖ୍ୟା ଗୁଡ଼ିକ ସଂକ୍ଷେପରେ ଲେଖାଯାଇପାରେ। ଠିକ ନା ନାଇଁ? ଆମେ ଲେଖିଦେଇପାରିବା 2 ଲକ୍ଷ। ହିନ୍ଦୁ ସଂଖ୍ୟା ପ୍ରଣାଳୀରେ 2 ଲକ୍ଷ ଲେଖିପାରିବା, କିନ୍ତୁ ରୋମାନ ସଂଖ୍ୟା ପ୍ରଣାଳୀରେ 2 ଲକ୍ଷକୁ କେମିତି ଲେଖିବା? ସେଇଠି କ'ଣ ଥିବ? ଭି, ଏକ୍ସ, ଏକ୍ସ, ଡବ୍ଲୁ, ଏକ୍ସ ଏମିତି ବହୁତ କିଛି ଥିଲା। ଠିକ ନା ନାଇଁ ପିଲେ? ଯେମିତିକି ସ୍ଥାନୀୟ ମାନ ବ୍ୟବହାର କରେ, ତେଣୁ ଏକ ଅଙ୍କର ଅବସ୍ଥାନର ମୂଲ୍ୟ ନିର୍ଦ୍ଧାରଣ କରେ। ମାନେ ପିଲେ ଏକକ, ଦଶକ, ଶତକ, ସହସ୍ର ଏମିତି ଆଗକୁ ଆଗକୁ ଥାଏ, ଯୋଉଟାକି ରୋମାନ ସଂଖ୍ୟାରେ ନାହିଁ। ବୁଝିଗଲା? 4 ନମ୍ବର ଦେଖ ପିଲେ, ଏହି ଅଧ୍ୟାୟରେ ଆଲୋଚନା କରାଯାଇଥିବା ଧାରଣା ଗୁଡ଼ିକ ବ୍ୟବହାର କରି ତୁମେ ପୂର୍ବରୁ ସୃଷ୍ଟି କରିପାରିଥିବା ସଂଖ୍ୟା ପ୍ରଣାଳୀକୁ ଅଧିକ ସୁନ୍ଦର ବା ପରିମାର୍ଜିତ କରିବାକୁ ଚେଷ୍ଟା କର। ଯେମିତିକି ପିଲେ ଆମେ ପୂର୍ବ ଅଧ୍ୟାୟରେ କ'ଣ ପଢ଼ିଥିଲେ? ଯେ ଯେତେ ବି ସବୁ ସଂଖ୍ୟା ପ୍ରଣାଳୀ ବାହାରିଥିଲା, ସେଥିରେ ପ୍ଲସ୍, ମାଇନସ୍, ଇଣ୍ଟୁ ବା ଡିଭିଜନ ଏଗୁଡ଼ା ବ୍ୟବହାର ହେଉନଥିଲା। କିନ୍ତୁ ଆମେ ପରବର୍ତ୍ତୀ ଅଧ୍ୟାୟରେ ପଢ଼ିଲେ କ'ଣ? ଏଇଗୁଡ଼ିକର ବ୍ୟବହାର ବିଷୟରେ। ତାପରେ ପିଲେ ପ୍ରଥମେ ଗଣନା କରିବାଟା କଷ୍ଟ ହେଉଥିଲା ଏବଂ ଶୀଘ୍ର ହେଉନଥିଲା, କିନ୍ତୁ ପରେ ପରେ ଗଣନା ଏବଂ ଗଣିତକୁ ଶୀଘ୍ର କରିବା ପାଇଁ ସର୍ଟକଟ୍ କିମ୍ବା ଗୋଷ୍ଠୀଗତ ପଦ୍ଧତିର ଆବିଷ୍କାର ହେଲା। ତାପରେ ଦେଖିବା ପିଲାମାନେ ଆଧାରର ଧାରଣା। ଆଧାରର ଧାରଣାରେ ଆମେ ପ୍ରଥମେ ପଢ଼ିବା ମିଶରୀୟ ସଂଖ୍ୟା ପ୍ରଣାଳୀ। ମିଶରୀୟ ସଂଖ୍ୟା ପ୍ରଣାଳୀରେ ଆଧାରର ଉତ୍ପତ୍ତି ହୋଇଥିଲା। ତେବେ ଆଧାର କ'ଣ ଦେଖିବା? ମିଶରୀୟ ସଂଖ୍ୟା ପ୍ରଣାଳୀ ପ୍ରାଚୀନ ମିଶରୀୟମାନଙ୍କ ଦ୍ୱାରା ପ୍ରାୟ ଖ୍ରୀଷ୍ଟପୂର୍ବ 3000ରେ ବିକଶିତ ହୋଇଥିଲା। ଏହା କିଛି ବିଶେଷ ସଂକେତ ବା ଚିହ୍ନ ବ୍ୟବହାର କରି ସଂଖ୍ୟା ଲେଖିବାର ଏକ ପଦ୍ଧତି ଥିଲା। ମିଶରୀୟମାନେ ଆମ ପରି 1 2 3 ଅଙ୍କ ବ୍ୟବହାର କରୁନଥିଲେ, ବରଂ ସେମାନେ ମାର୍ଗଦର୍ଶୀ ସଂଖ୍ୟା ବ୍ୟବହାର କରୁଥିଲେ। ପିଲାମାନେ ଏଇଟା ସର୍ଟ କ୍ୱେଶ୍ଚନ୍ ଆସିବ, ମିଶରୀୟମାନେ କେଉଁ ସଂଖ୍ୟା ବ୍ୟବହାର କରୁଥିଲେ ବା ଆମ ପରି ଅଙ୍କ ଗୁଡ଼ିକ ବ୍ୟବହାର ନ କରି ସେମାନେ କେଉଁ ସଂଖ୍ୟା ବ୍ୟବହାର କରୁଥିଲେ? ନା ମାର୍ଗଦର୍ଶୀ ସଂଖ୍ୟା ବ୍ୟବହାର କରୁଥିଲେ। ତେବେ ଆମେ ଜାଣିବା ମାର୍ଗଦର୍ଶୀ ସଂଖ୍ୟା କ'ଣ? ନା ମାର୍ଗଦର୍ଶୀ ସଂଖ୍ୟା ଗୁଡ଼ିକ ହେଉଛି ଏକ ପ୍ରକାର ଚିହ୍ନ ଯାହା ଅନ୍ୟ ସଂଖ୍ୟା ଗଠନ କରିବା ପାଇଁ ବ୍ୟବହାର କରାଯାଏ। ମିଶରୀୟ ପ୍ରଣାଳୀରେ ଏହି ମାର୍ଗଦର୍ଶୀ ସଂଖ୍ୟା ଗୁଡ଼ିକ ହେଲା, ଯେମିତିକି ପିଲେ ଆମେ ଲେଖିପାରିବା 1କୁ କ'ଣ ଲେଖିପାରିବା? 10ର ଘାତ 0 ଲେଖିପାରିବା ନା ପିଲେ? ମାନେ ଆଧାର କେତେ ହେଇଗଲା? 10। ସେହିପରି ପିଲେ 100କୁ ଆମେ ଲେଖିପାରିବା ନା 10 ଗୁଣନ 10 ବା 10ର ଘାତ କେତେ? 2। ଆଧାର କେତେ ହେଇଗଲା? 10। ସେଇଠି ପିଲେ ଆଧାରର ଉତ୍ପତ୍ତି ହେଲା। ସେମିତି ପିଲେ ମୁଁ 1000ଟାକୁ କେତେ ଲେଖିବି? 10ର ଘାତ 3। ଆଧାର କେତେ ପିଲେ? 10।
କିନ୍ତୁ ପିଲାମାନେ ସେମାନେ ଏଇ ଯେଉଁ ସଂଖ୍ୟା ଗୁଡ଼ିକୁ ନ ଲେଖି କିଛି ଚିହ୍ନର ବ୍ୟବହାର କରୁଥିଲେ। ଦେଖିବା ତେବେ କେଉଁ ଚିହ୍ନ ଗୁଡ଼ା ବ୍ୟବହାର କରୁଥିଲେ? ଦେଖ ପିଲାମାନେ, ଯେଉଁ ମାର୍ଗଦର୍ଶୀ ସଂଖ୍ୟା କହିଥିଲା ଏଇଗୁଡ଼ା ହେଉଛି ସେଇ ଚିହ୍ନ। ମାନେ ସେମାନେ 10ର ଘାତ 0କୁ 10ର ଘାତ 0ର ମୂଲ୍ୟ କେତେ ପିଲେ? 1 ନା? ତାକୁ ସେମାନେ ଲେଖୁଥିଲେ ଏମିତି ଗୋଟିଏ ବାଡ଼ି ଚିହ୍ନ ଦେଉଥିଲେ। ସେମିତି 10କୁ କେତେ ଲେଖୁଥିଲେ? 10କୁ ଲେଖୁଥିଲେ ସେମାନେ ଏହିପରି ଗୋଟେ ଉଲ୍ଟା ୟୁ ଟାଇପ୍ର, କିମ୍ବା ତୁମେ ବୁଝିପାର କ'ଣ ଏନ୍ ଟାଇପ୍ର, ଛୋଟ ଏନ୍ ଟାଇପ୍ର। ସେମିତି 10ର ଘାତ 2କୁ ଲେଖୁଥିଲେ, 10ର ଘାତ 3କୁ ଏମିତି ଲେଖୁଥିଲେ। ଏହିପରି ସେମାନେ ଚିହ୍ନ ଗୁଡ଼ିକୁ ବ୍ୟବହାର କରୁଥିଲେ। ତେବେ ଏଇଠି ପିଲେ ତୁମ ବହିରେ କ୍ୱେଶ୍ଚନ୍ ଅଛି 324କୁ ମାର୍ଗଦର୍ଶୀ ସଂଖ୍ୟା ହିସାବରେ ଲେଖ। କେମିତି କରିବା ତେବେ ମାର୍ଗଦର୍ଶୀ ସଂଖ୍ୟା ହିସାବରେ? ଆମେ ପ୍ରଥମେ କ'ଣ କରିବା? 324କୁ ବିସ୍ତାରିତ ରୂପରେ ଲେଖିବା। ତେବେ 324କୁ କେମିତି ଲେଖିବି? ପ୍ରଥମେ ଲେଖିବି 300, ତାପରେ ଲେଖିବି 20, ତାପରେ ଲେଖିବି ପିଲେ କେତେ? 4। ଠିକ୍ ନା ନାହିଁ? ତେବେ 300ଟାକୁ ପିଲାମାନେ ମୁଁ ଲେଖିପାରିବି ନା କେତେ? ପିଲାମାନେ ଏଇଟାକୁ ମୁଁ ଲେଖିପାରିବି ନା 3 ଗୁଣନ 100? ଏଇଟାକୁ ଲେଖିପାରିବି 2 ଗୁଣନ 10, ଆଉ ଏଇଟାକୁ ଲେଖିପାରିବି 1 ଗୁଣନ 4 ବା 4 ଗୁଣନ 1। ଠିକ୍ ନା ନାହିଁ? ତାପରେ ମୁଁ ଦେଖିବି 100କୁ ମୁଁ କେଉଁ ଚିହ୍ନରେ ଚିହ୍ନିତ କରେ? ଏଇଟା ପିଲେ। ତେଣୁ ମୁଁ 3ଟି 100 ଚିହ୍ନ ଦେବି ବା ଲେଖିବି ଏମିତି, ଏମିତି ଆଉ ଏମିତି। 3ଟି ଚିହ୍ନ ରହିବ। ସେମିତି ପିଲେ 10ର ଚିହ୍ନ କେଉଁଟା? ଏଇ ଯେଉଁ ଉଲ୍ଟା ଆକାରରେ ଏନ୍ ଥିଲା, ଛୋଟ ଏନ୍ ଥିଲା, ତାକୁ ମୁଁ କେତୋଟି ଦେବି? 2ଟି। ତେଣୁ ଏଇଗୁଡ଼ା ମୁଁ ଦେଲି 2ଟି, ଏବଂ ଯେଉଁ ଗୋଟିଏ ଲେଖାଏଁ ଅଛି ଯେଉଁଟା ଆମର ବାଡ଼ି, ତାକୁ ଦେବି କେତୋଟି? 4ଟି। ତେଣୁ ଏଇଟା ହେଇଯିବ ମୋର 324। ବୁଝିହେଲା ନା ପିଲେ? ନେକ୍ସଟ ଦେଖିବା, ଚାଲ। ପିଲାମାନେ ଏଇ ପ୍ରଶ୍ନ ଗୁଡ଼ିକ ତମର ବହିର ପେଜ୍ ନମ୍ବର 62ରେ ଦେଇଛି। ଦେଖ ତେବେ କେମିତି କରିବା। 1023। ପୂର୍ବ ପ୍ରଶ୍ନ ଯେମିତି କରିଥିଲେ ପିଲେ ସେମିତି କରିବା। ଆମେ 1023କୁ ଭାଙ୍ଗିବା। କେମିତି ଭାଙ୍ଗିବା? ଆମେ ଲେଖିପାରିବା 1000, ତାପରେ ଆସିବ 0, ତାପରେ ଆସିବ 20, ତାପରେ ଆସିବ ପିଲେ କେତେ? 3। 1000କୁ ଲେଖିପାରିବା 1 ଗୁଣନ 1000। ଠିକ୍ ନା ନାହିଁ? ଏଇଟା ତ ରହିବ ମୋର 0। 20କୁ ଲେଖିପାରିବା 2 ଗୁଣନ 10, 3କୁ ଲେଖିପାରିବା 3 ଗୁଣନ 1। ତେବେ ଆମେ ତାକୁ ଯଦି ମିଶରୀୟ ସଂଖ୍ୟା ଅନୁସାରେ ଲେଖିବା ବା ମିଶରୀୟ ଚିହ୍ନ ଅନୁସାରେ ଲେଖିବା, ତେବେ କେମିତି ଲେଖିବା? 1000 1 ଥର, 1000 କେଉଁଟା ପିଲେ? 10ର ଘାତ 3। ତେଣୁ ସେଇ ଚିହ୍ନଟା ମୁଁ ଥରେ ଦେବି। ତେଣୁ ଏଇଟା ଆସିଗଲା ମୋର ପ୍ରଥମ ଚିହ୍ନ। ବୁଝିଗଲା ପିଲେ? ତାପରେ କିଏ ଆସିବ? 0। 0 ତ କିଛି ମୂଲ୍ୟ ନାହିଁ। ତାପରେ ଆସିବା 10 ଗୁଡ଼ା 2ଟା, 10ର ଚିହ୍ନ ହେଉଛି ଏଇଟା। ତେଣୁ ଏଇପରି ମୁଁ 2ଟି ଚିହ୍ନ ଦେବି। ଏବଂ 1 ଗୁଡ଼ା 3ଟି, ଆଉ 1ର ଚିହ୍ନ ହେଲା ବାଡ଼ି ଚିହ୍ନ। ତେଣୁ ଏଇପରି ମୁଁ 3ଟି ବାଡ଼ି ଦେଲି। ତେବେ ଏଇଟା ହେଇଗଲା ମୋର ମାର୍ଗଦର୍ଶୀ ସଂଖ୍ୟା। ବୁଝିହେଲା ନା ପିଲେ? ତାପରେ ଦେଖିବା 2660। ଏଇଟାକୁ ଯଦି ମୁଁ ଭାଙ୍ଗିବି କେମିତି ଲେଖିବି? 2000 ଭାଙ୍ଗିବି ମାନେ ପିଲେ ବିସ୍ତାରିତ ରୂପ। ତାପରେ ଆସିବ 660। ଠିକ୍ ନା ନାହିଁ? 2000କୁ ଲେଖିପାରିବି 2 ଗୁଣନ 1000, 600କୁ ଲେଖିପାରିବି 6 ଗୁଣନ 100, ଆଉ 60କୁ ଲେଖିପାରିବି 6 ଗୁଣନ 10। ତେବେ 1000 କହିଲେ ପିଲେ କେଉଁଟା? 10ର ଘାତ 3। କେତେଟା ଲେଖିବି? 2ଟି ଲେଖିବି। ତେଣୁ ଆସିଯିବ ଏଇ ଚିହ୍ନ ଗୁଡ଼ା ଆସିବ କେତୋଟି? 2ଟି ଆସିବ। 1, ତାପରେ ଆସିବ 2। ଠିକ୍ ନା ନାହିଁ ପିଲେ? ତାପରେ ଆସିବ 100ର ଚିହ୍ନ ଗୁଡ଼ା ବା 10ର ଘାତ 2 କେତେ ଥର? 6 ଥର। ତେଣୁ 1, 2, 3, 4, 5, 6। ତାପରେ ଆସିବ 10ର ଚିହ୍ନ 6ଟି। 10ର ଚିହ୍ନ ପିଲେ ଉଲ୍ଟାଡୁ ଏନ୍, ସେଇଟା କେତୋଟି ଆସିବ? 6ଟି ଆସିବ। 1, 2, 3, 4, 5, 6। ତେବେ ଏଇଟା ହେଇଗଲା ମୋର 2660 ପାଇଁ ମାର୍ଗଦର୍ଶୀ ସଂଖ୍ୟା। ବୁଝି ହେଉଛି ନା ପିଲେ? ସେମିତି ଆମେ କରିବା 784। ଦେଖ ପିଲେ, 784କୁ ପ୍ରଥମେ ଭାଙ୍ଗିବା। କେତେ ହେବ? 780 ଏବଂ 4। 700କୁ ଲେଖିପାରିବି
7 ଗୁଣନ 100। 80କୁ ଲେଖିପାରିବି 8 ଗୁଣନ 10 ଏବଂ 4କୁ ଲେଖିପାରିବି 4 ଗୁଣନ 1। 100ର ମାର୍ଗଦର୍ଶୀ ଚିହ୍ନ କେଉଁଟା? 10ର ଘାତ 2, ତେଣୁ ସେଇଗୁଡ଼ା କେତୋଟି ହେବ ପିଲେ? 7ଟି ହେବ। ତେଣୁ 1 2 3 4 5 6 7। 10 ବାଲା ଚିହ୍ନ 8ଟି ହେବ। 10 ବାଲା ଚିହ୍ନ କେଉଁଗୁଡ଼ା ପିଲେ? n ଭଳିଆ। ତେଣୁ 1 2 3 4 5 6 7 8। ବୁଝି ହେଉଛି ନା ପିଲେ? ଆଉ 1ର ଚିହ୍ନ ହେଇଯିବ 4ଟି। 1 2 3 4। ତେବେ 784 ପାଇଁ ଏଇଟା ହେଇଯିବ ତାର ମାର୍ଗଦର୍ଶୀ ସଂଖ୍ୟା। ନେକ୍ସଟ ଦେଖିବା 1111। 1111କୁ ସେମିତି ଆମେ ଭାଙ୍ଗିବା। କେତେ ହେଇଯିବ ପିଲେ? 1110 ଆଉ 1। 1000 କେମିତି ହେବ ପିଲେ? 1 ଗୁଣନ 1000। 100 କେମିତି ହେବ? 1 ଗୁଣନ 100। 10 କେମିତି ହେବ? 1 ଗୁଣନ 10 ଆଉ 1 ହେବ 1 ଗୁଣନ 1। ମାନେ 1000ର ଚିହ୍ନ 1ଟି, 100ର ଚିହ୍ନ 1ଟି, 10ର ଚିହ୍ନ 1ଟି ଆଉ 1ର ଚିହ୍ନ 1ଟି। ତେବେ 1000ର ଚିହ୍ନ କେଉଁଟା ପିଲେ? 10ର ଘାତ 3। ତେଣୁ ଏଇ ଚିହ୍ନଟା ଆସିଯିବ ପ୍ରଥମେ ଗୋଟେ। ଏଇଟା ଆସିଗଲା। ନେକ୍ସଟ 100ର ଚିହ୍ନ ଆସିବ ଗୋଟେ। 100 ମାନେ ପିଲେ 10ର ଘାତ 2। ତେଣୁ ଏଇ ଚିହ୍ନଟା ଆସିଲା ଗୋଟେ। ତାପରେ 10ର ଚିହ୍ନ ଗୋଟେ ଆଉ 1ର ଚିହ୍ନ ଗୋଟେ। ତେବେ ଏଇଟା ହେଇଗଲା 1111 ପାଇଁ ମାର୍ଗଦର୍ଶୀ ସଂଖ୍ୟା। ବୁଝିହେଲା ନା ପିଲେ? ମାର୍ଗଦର୍ଶୀ ସଂଖ୍ୟା ବା ଆମେ କହିପାରିବା ମିଶରୀୟ ସଂଖ୍ୟା। ନେକ୍ସଟ ଆସିଲା 70507। ଏଇଟା ଟିକେ ବଡ଼ ସଂଖ୍ୟାଟା ପିଲେ, ଦେଖ କେମିତି ଲେଖିବା। ପ୍ରଥମେ ଆସିବ 70000, ତାପରେ ଆସିବ ପିଲେ 500, ତାପରେ ଆସିବ 7। 70000କୁ ପିଲେ ଆମେ କେମିତି ଲେଖିପାରିବା? 70000କୁ କେମିତି ଲେଖିବା? 7 ଗୁଣନ 10000। ଠିକ୍ ନା ନାହିଁ? 7 ଗୁଣନ 10000। 500କୁ ଲେଖିବା 5 ଗୁଣନ 100 ଏବଂ 7କୁ ଲେଖିବା 7 ଗୁଣନ 1। 10000ର ଚିହ୍ନ କେଉଁଟା ପିଲେ? 10ର ଘାତ 4। ଠିକ୍ ନା ନାହିଁ? 10ର ଘାତ 4 ହେଇଗଲେ ହେଇଯିବ 10000। ତେଣୁ 10ର ଘାତ 4 ଥିବା ଚିହ୍ନ କେତୋଟି? 7ଟି। ତେଣୁ ଆମେ ଲେଖିବା 1 2 3 4 5 6 7। ପିଲାମାନେ ଚିତ୍ରକୁ ଯିବ ନାହିଁ, ମୁଁ ଜାଣେ ମୋର ଚିତ୍ର ଟିକେ ଭଲ ହୁଏନି। ତମେମାନେ ନିହାତି ମୋଠୁ ଭଲ କରିବ, ମୁଁ ସେଇଟା ବି ଜାଣେ। ତେବେ ଏଇଠି ଗୋଟେ ପିଲେ ଗାର ବି ଦେଇଛି, ଦେଖ 1 2 3 4 5 6 7। 7ଟି ହେଇଗଲା। ତାପରେ ପିଲେ 100ର ଚିହ୍ନ ଆସିବ କେତୋଟି? 5ଟି। 100ର ଚିହ୍ନ ମାନେ 10ର ଘାତ 2। 1 2 3 4 5। ତାପରେ ଆସିବ ପିଲେ 1ର ଚିହ୍ନ 7। 1 2 3 4 5 6 7। ହେଇଗଲା ପିଲେ? ଏଇଟା ହେଇଗଲା 70507ର ମିଶରୀୟ ସଂଖ୍ୟା ପ୍ରଣାଳୀରେ ପରିପ୍ରକାଶ। ବୁଝିହେଲା ନା? ନେକ୍ସଟ ଯିବା ତେବେ, ଚାଲ। ନିମ୍ନ ସଂଖ୍ୟା ସୂଚକ କେଉଁ ସଂଖ୍ୟାକୁ ବୁଝାଇ ଦେଖିବା ତେବେ? ଆଇ ନମ୍ବର ପିଲେ କ'ଣ ଦେଇଛି ଦେଖ। ଏଇ ଯେଉଁ ଚିହ୍ନଟି ଦେଇଛି, ଏଇ ଚିହ୍ନ ଗୁଡ଼ିକୁ ଯୋଡ଼ିଲା ପରେ କେଉଁ ସଂଖ୍ୟାଟି ହେବ? କେମିତି କରିବା ଦେଖ। ପ୍ରଥମେ ତ ପିଲାମାନେ ତୁମକୁ ଚିହ୍ନ ଗୁଡ଼ିକୁ ମନେ ରଖିବା ପାଇଁ ହେବ, କେଉଁ ସଂଖ୍ୟା ପାଇଁ କେଉଁ ଚିହ୍ନ। ଦେଖ ତେବେ ପିଲେ, ଏଇ ଯେଉଁ ଚିହ୍ନ ଅଛି ବଙ୍କୁଲି ବାଡ଼ି ଟାଇପ୍ର, ସେଇ ଚିହ୍ନର ମୂଲ୍ୟ କେତେ ବା ସଂଖ୍ୟାଟି କେତେ? ନା 10ର ଘାତ 2। ତେଣୁ ମୁଁ ଲେଖିପାରିବି 2 ଗୁଣନ 10ର ଘାତ 2, ଯେହେତୁ 2ଟି ଅଛି। ଠିକ୍ ନା ନାହିଁ ପିଲେ? ପ୍ଲସ୍ ଓଲଟେଇକି ଯେଉଁ n, ତାହାର ମୂଲ୍ୟ କେତେ? 10। ଆଉ ସେଇଟା କେତୋଟି ଅଛି? 7ଟି ଅଛି। ତେଣୁ ମୁଁ ଲେଖିଦେବି 7 ଗୁଣନ 10। ପ୍ଲସ୍ ତାପରେ ମୁଁ ଲେଖିବି ଏଇ ଯେଉଁ ବାଡ଼ି ଅଛି, ବାଡ଼ି ଗୋଟିଏ ବାଡ଼ିର କେତେ? 1 ନା ପିଲେ? ତେବେ କେତୋଟି ବାଡ଼ି ଅଛି? 6ଟି। ତେଣୁ ମୁଁ ଲେଖିବି 6 ଗୁଣନ 1। ତେବେ ଏଇଟା ଆସିଯିବ 2 ଗୁଣନ 100। 2 ଗୁଣନ 100। ଏଇଟା ଆସିଯିବ 70। ଏଇଟା ଆସିଯିବ 6। 2 ଗୁଣନ 100 କେତେ ପିଲେ? 200। ଆଉ ଏଇଟା ହେଇଗଲା 76। ଆସିଯିବ କେତେ? 276। ଏଇଟା ହେଇଯିବ ତେବେ ଆମର ଆନ୍ସର। ସେହିପରି ପିଲେ ଆମେ ଦେଖିବା
এই ଚିହ୍ନର ସଂକେତ ବା এই ସଂକେତର ସଂଖ୍ୟାଟି କେଉଁଟା? 10ର ଘାତ 3। କେତେଟା ଅଛି ପିଲେ? 4ଟା ଅଛି। ତେଣୁ ମୁଁ ଲେଖିବି 4 ଗୁଣନ 10ର ଘାତ 3 ପ୍ଲସ୍ এই ଚିହ୍ନ ଗୁଡ଼ିକର ସଂଖ୍ୟାଟି କେଉଁଠି? 10ର ଘାତ 2। କେତୋଟି ଅଛି ପିଲେ? 3ଟି। ତେଣୁ ମୁଁ ଲେଖିବି 3 ଗୁଣନ 10ର ଘାତ 2 ପ୍ଲସ୍ ଏଇଟା ଆସିଯିବ କେତେ? 2ଟି ଅଛି। 2 ଗୁଣନ 10 ପ୍ଲସ୍ 2 ଗୁଣନ 1। ଠିକ୍ ନା ନାହିଁ ପିଲେ? ଗୋଟିଏ ବାଡ଼ି ହେଉଛି 1, ତେଣୁ ଯେହେତୁ 2ଟି ଅଛି 2 ଗୁଣନ 1 ଏଇଟା ଆସିଯିବ ପିଲେ 4। ଯେହେତୁ 10ର ଘାତ 3 ତେଣୁ 3ଟି ଶୂନ ଆସିବ ପ୍ଲସ୍ 3 10ର ଘାତ ଯେହେତୁ 2 ତେଣୁ 2ଟା ଶୂନ ଆସିବ। 10 ଗୁଣନ 2 ଆସିଗଲା 20, 2 ଗୁଣନ 1 ଆସିଗଲା 2। ତେବେ କେତେ ହେଇଗଲା ପିଲେ? 4322। এইটা ହେଇଯିବ ମୋର ଆନ୍ସର। ବୁଝିହେଲା ନା? ନେକ୍ସଟ ଯିବା ତ? ଚାଲ। ମିଶରୀୟ ସଂଖ୍ୟା ପ୍ରଣାଳୀର ବିବିଧତା ଏବଂ ଆଧାର ବିଷୟରେ ଧାରଣା। କ'ଣ କହିଲା ଦେଖ? ମିଶରୀୟ ପ୍ରଣାଳୀରେ ଆମେ ପ୍ରତିଥର 10 ଗୁଣ କରି ସଂଖ୍ୟାଗୁଡ଼ିକୁ ସମୂହଭୁକ୍ତ କରୁ। କିନ୍ତୁ ଯଦି ଆମେ ଏହି ଧାରଣାକୁ ବଦଳାଇ ଦେବା ତେବେ କ'ଣ ହେବ? ଆମେ କ'ଣ କରିବା? 10 ପରିବର୍ତ୍ତେ 5ଟି କରି ସଂଗ୍ରହ କରିବା। ତା ମାନେ ପିଲେ ପୂର୍ବରୁ ଯେଉଁ ଆମେ ପଢ଼ିଲେ ଆଧାର କେତେ ଥିବ? 10। 10ର ଘାତ 0କୁ ନେଇକି ଲେଖିଲେ 1, 10ର ଘାତ 1କୁ ଲେଖିଲେ 10, ତାପରେ 10ର ଘାତ 2କୁ ଲେଖିଲେ 100। ଏମିତି ଆମେ ଆଗକୁ ବଢ଼ିଲେ। ସେ କହୁଛି ଯଦି ଆମେ 10 ବଦଳରେ 5 ଦେବା ତେବେ କେମିତି ହେବ? ତେବେ 5ର ଘାତ 0 ଆମେ ତ ଜାଣିଛୁ କୌଣସି ସଂଖ୍ୟାର ଘାତ 0 ହେଲେ ସେଇଟା 1 ହୁଏ। ତେବେ 5ର ଘାତ 0 ସମାନ 1 ତାକୁ ଆମେ ତ୍ରିଭୁଜ ଚିହ୍ନରେ ଦର୍ଶାଇବା। ସେମିତି ପିଲେ 5ର ଘାତ 1 ସମାନ 5 ତାକୁ ଦର୍ଶାଇବା ବର୍ଗଚିତ୍ର। ତାପରେ ସେମିତି ଦର୍ଶାଇବା ଷଡ଼ଭୁଜ ପିଲେ, ତାପରେ ବୃତ୍ତ, ତାପରେ ବକ୍ରରେଖା ଏବଂ ଏଇଟାକୁ ଉପରମୁଖୀ ତୀରରେ ଦର୍ଶାଇବା। ବା 5ର ଘାତ ଯେଉଁ 5 ସମାନ 3125କୁ ଆମେ ଉପର ଆଡ଼କୁ ତୀର ଥିବା ଚିହ୍ନରେ ଦର୍ଶାଇବା। ଦେଖିବା ତେବେ କ'ଣ ପଚାରିଛି ଆଗକୁ ପ୍ରଶ୍ନ। এইটা ଦେଖ ପିଲେ 5ର ଘାତ 0 ସମାନ 1 ତାକୁ ଆମେ ତ୍ରିଭୁଜ, ଏମିତି ଚତୁର୍ଭୁଜ, ଷଡ଼ଭୁଜ, ବୃତ୍ତ, ବକ୍ରରେଖା ଏବଂ ଉପର ଆଡ଼କୁ ତୀର ଚିହ୍ନ ଥିବା ଚିତ୍ରକୁ ନେଇ ଦର୍ଶାଇବା। ତେବେ 143କୁ ଆମେ ଲେଖିପାରିବା ନା ପିଲେ? 125 ପ୍ଲସ୍ 5 ପ୍ଲସ୍ 5 ପ୍ଲସ୍ 5 ତାପରେ ଏମିତି। ତା ମାନେ 125 ଯେ କେତେ ପିଲେ? ଏଇଟା ନା? ତେଣୁ ଆମେ ବୃତ୍ତ ଚିହ୍ନ ଦେବା ପ୍ଲସ୍, ବା ଏଇଠି ତ ପ୍ଲସ୍ ଚିହ୍ନ ଲାଗିବନି। କାହିଁକି ଲାଗିବନି? ନା ଆମେ ଚିହ୍ନରେ ଦର୍ଶଉଛେ। ତେଣୁ ତାପରେ ଦେଖିବା 5 କେତୋଟି ଅଛି ପିଲେ? 3ଟି ଅଛି। ଆଉ ଗୋଟିଏ 5କୁ ଆମେ କ'ଣ ବର୍ଗଚିତ୍ରରେ ଦର୍ଶାଉ। ତେଣୁ ଆମେ 3ଟି ବର୍ଗଚିତ୍ର ଦେବା। ଯେତୋଟି ସଂଖ୍ୟା ଥିବ ପିଲେ ସେଇ ଅନୁସାରେ ଆମେ ଚିତ୍ର ଗୁଡ଼ିକୁ ପକେଇବା। ସେଇଟା ହେଲା ସଂଖ୍ୟା। ଆଉ 1 ସେମିତି କେତୋଟି ଅଛି? 3ଟି ଅଛି। 1କୁ ଆମେ କେଉଁ ଚିତ୍ରରେ ଦର୍ଶାଉ? ତ୍ରିଭୁଜରେ ଦର୍ଶାଉ। ତେଣୁ ଆମେ 3ଟି ତ୍ରିଭୁଜ ବନେଇବା। ସରିଗଲା ପିଲେ, ବହୁତ ସହଜ। ନେକ୍ସଟ ଦେଖିବା ତେବେ। ସାରଣୀ 2ରେ ଥିବା ସଂକେତଗୁଡ଼ିକୁ ବ୍ୟବହାର କରି ନିମ୍ନ ସଂଖ୍ୟାଗୁଡ଼ିକୁ 5 ଆଧାର ବିଶିଷ୍ଟ ସଂଖ୍ୟା ପ୍ରଣାଳୀରେ ଲେଖ। ପିଲାମାନେ ଆମେ କ'ଣ କରିବା ଏବେ? ଏଇ ଯେଉଁ ସଂଖ୍ୟାଗୁଡ଼ିକ ଦେଇଛି ଆମେ ଏଇ ଚିହ୍ନଗୁଡ଼ିକୁ ବ୍ୟବହାର କରିକି ଲେଖିବା। ଦେଖ କେମିତି ଲେଖିବା। ପ୍ରଥମ ପିଲେ ଯେଉଁ 15 ଦେଇଛି 15କୁ ଆମେ ଲେଖିପାରିବା ନା 5 ପ୍ଲସ୍ 5 ପ୍ଲସ୍ 5 କିମ୍ବା 3 ଗୁଣନ 5 ଲେଖିପାରିବା ନା ନାହିଁ? ଆଉ ଗୋଟିଏ 5କୁ ଆମେ କେଉଁ ଚିତ୍ରରେ ଦର୍ଶାଉ? ବର୍ଗଚିତ୍ର। ତେଣୁ ଆମେ 3ଟି ବର୍ଗଚିତ୍ର ଯଦି ଦେବା ତେବେ 15କୁ ଦର୍ଶାଇ ହେବ। ଠିକ୍ ନା ନାହିଁ? ସେମିତି ପିଲେ ଆମେ ଯଦି 50କୁ ଦେଖିବା, ଦେଖ କେମିତି ହେବ। ଆମେ 50କୁ 2 ଗୁଣନ 25 ଲେଖିପାରିବା ଏବଂ ଗୋଟିଏ 25ର ଚିହ୍ନ କେଉଁଠି? ଷଡ଼ଭୁଜ। ତେଣୁ ମୁଁ ଷଡ଼ଭୁଜ ଚିହ୍ନ ଦେଲି। ସେମିତି ପିଲେ 137 ଦେଖ, 137କୁ ମୁଁ ଲେଖିପାରିବି 125 ପ୍ଲସ୍ 5 ପ୍ଲସ୍ 5 ପ୍ଲସ୍ 1 ପ୍ଲସ୍ 1। ପିଲାମାନେ ଏଇଟା ମୁଁ ଲେଖୁଛି କେମିତି? ସେଇଟା ହେଲା ମୂଳ କଥା। ତୁମେ କ'ଣ କରିବ ଦେଖ, ଯେଉଁ 137 ଅଛି ତାକୁ ମୁଁ କ'ଣ କରିବି? 137ରୁ ଠିକ୍ ସାନ ସଂଖ୍ୟାଟା ଦ୍ୱାରା ମୁଁ ହରଣ କରିବି। 137ରୁ ଠିକ୍ ସାନ ସଂଖ୍ୟା କେଉଁଟା? 125। ଏଇଟାକୁ ମୁଁ 125ରେ ହରଣ କଲି। 125 ଏକେ 125 ରହିଲା କେତେ ପିଲେ? 7ରୁ 5 ଗଲେ 2, ଏଇଠି ହେଲା 12। ତା ମାନେ 125 ହେଉଛି ଗୋଟିଏ ଆଉ ରହିଲା 12।
125 ହେଉଛି ଗୋଟିଏ, ଆଉ ରହିଲା 12। 12କୁ ମୁଁ କେମିତି ପ୍ରକାଶ କଲି? 5 + 5 + 1 + 1। ବୁଝିପାରିଲ ନା ପିଲେ? ଏମିତି ସଂଖ୍ୟା ଗୁଡ଼ା ଏଠି ଲେଖିବା, ଏଇଠି ଯେଉଁ ସଂଖ୍ୟା ଗୁଡ଼ିକ ଲେଖା ହେଇଛି ଏମିତି ସଂଖ୍ୟା ଲେଖିବା ଯେଉଁ ସଂଖ୍ୟା ଗୁଡ଼ିକୁ ଆମର ଏଇ ବକ୍ସରେ ଥିବ। ବୁଝିପାରିଲ ନା? ଯେଉଁ ସଂଖ୍ୟା ଗୁଡ଼ିକ ଏଇ ବକ୍ସରେ ଥିବ। ତାପରେ ଦେଖିବା 293। 293କୁ ମୁଁ ଲେଖିପାରିବି 125, 125, ଗୋଟେ 25, ବାକି ସବୁ ଏମିତି। ସେଇ ସବୁ ଚିହ୍ନକୁ ବ୍ୟବହାର କରିବା କେଉଁଠୁ? ନା ଆମ ଟେବୁଲରୁ। ଆମ ଟେବୁଲରୁ ଦେଖିକି ଆମେ ଏଇଠି ଚିହ୍ନ ଗୁଡ଼ା ଲେଖିବା। ଯେମିତି 125 ଅଛି 2 ଥର, ତେଣୁ 125 କହିଲେ କ'ଣ? 5/3 ବା ଏଇ ବୃତ୍ତ ଚିହ୍ନ, ତେଣୁ ମୁଁ ବୃତ୍ତ ଚିହ୍ନ ଦେଲି 2ଟି। ସେହିପରି ପିଲେ ବହୁତ ସହଜ, ତୁମେ ସଂଖ୍ୟା ଦେଖିକି ଚିତ୍ର ବନେଇବ। ସହଜ ନା ପିଲେ? ଆଉ ଗୋଟେ ଦେଖିବା 651। ପିଲାମାନେ ମୁଁ ଜାଣିଲି କେମିତି 651ଟା ଏମିତି ହେବ? ମୁଁ କ'ଣ କଲି? 651କୁ ତାଠୁ ଠିକ୍ ସାନ ସଂଖ୍ୟାଟା ସହ ହରଣ କଲି। ସାନ ସଂଖ୍ୟା କେଉଁଟା ପିଲେ? 625। ଏଇଠି ଯଦି ମୁଁ 625କୁ ହରଣ କରିବି 625 ଏକେ 625, ରହିଲା କେତେ ପିଲେ? 11ରୁ 5 ଗଲା 6, 4ରୁ 2 ଗଲେ 2। ଏଇ ଯେଉଁ 26 ରହିଲା ତାକୁ ମୁଁ ଲେଖିଲି 25 + 1। ଏଇଟା ପିଲେ ଯେଉଁ 25 + 1 ଲେଖା ହେଇଛି। ତାପରେ ମୁଁ ଟେବୁଲ ଦେଖିକି ଚିତ୍ର ରଖିଲି। 625 ବଦଳରେ ରଖିଲି ଏଇ ଯେଉଁ ବକ୍ରରେଖା, 25 ବଦଳରେ ରଖିଲି ଷଢ଼ଭୁଜ ଏବଂ 1 ବଦଳରେ ରଖିଲି ତ୍ରିଭୁଜ। ବୁଝି ହେଇଛି ନା ପିଲେ? ନେକ୍ସଟ ଦେଖିବା ତେବେ। ସେହି ସଂଖ୍ୟା ଗୁଡ଼ିକ ମଧ୍ୟରେ ଏପରି କୌଣସି ସଂଖ୍ୟା ଅଛି କି ଯାହାକୁ 5 ଆଧାର ବିଶିଷ୍ଟ ପ୍ରଣାଳୀରେ ପରିପ୍ରକାଶ କରାଯାଇପାରିବ ନାହିଁ? ଯଦି ହଁ କାହିଁକି? ଯଦି ନା କାହିଁକି ନୁହେଁ? ପିଲାମାନେ ଶୂନକୁ ପ୍ରକାଶ କରାଯାଇପାରିବ ନାହିଁ, କାରଣ ଶୂନ ପାଇଁ କୌଣସି ସଂକେତ ନିର୍ଦ୍ଧାରିତ କରାଯାଏ ନାହିଁ। ଠିକ୍ ନା ନାହିଁ ପିଲେ? ଏଇଠି ଯଦି ଆମେ ପୁଣି ଦେଖିବା 5/0 ଯେ କେତେ ହେଉଛି? 1। କିନ୍ତୁ ଶୂନ ବୋଲି କିଛି ସଂଖ୍ୟା ଅଛି କି? ନାହିଁ ନା ପିଲେ? ତେଣୁକରି ସେ କହିଛି ପ୍ରତ୍ୟେକ ଧନାତ୍ମକ ପୂର୍ଣ୍ଣ ସଂଖ୍ୟାକୁ ସ୍ଥାନୀୟ ମାନ ଏବଂ ଏହି 5ଟି ସଂକେତ ବ୍ୟବହାର କରି ପ୍ରକାଶ କରାଯାଇପାରିବ, କିନ୍ତୁ ଶୂନକୁ ଆମେ ପ୍ରକାଶ କରିପାରିବା ନାହିଁ। ତେଣୁ ଉତ୍ତର କ'ଣ ହେଲା ପିଲେ? ଶୂନ। 3 ନମ୍ବର ଦେଖ ପିଲେ, ଗୋଟିଏ 7 ଆଧାର ବିଶିଷ୍ଟ ସଂଖ୍ୟା ପ୍ରଣାଳୀର ମାର୍ଗଦର୍ଶୀ ସଂଖ୍ୟା ଗୁଡ଼ିକୁ ସ୍ଥିର କର। ମାର୍ଗଦର୍ଶୀ ସଂଖ୍ୟା ଯେମିତି ପିଲେ ଆମେ 10ର ମାର୍ଗଦର୍ଶୀ ସଂଖ୍ୟା ବାହାର କରିଥିଲେ କେମିତି? 10/0 ଆସିଗଲା କେତେ? 1। 10/2 10/1 ଆସିଗଲା 10। 10/2 ଆସିଗଲା କେତେ? 100। ସେମିତି ପିଲେ 7କୁ ବ୍ୟବହାର କରିକି ମାର୍ଗଦର୍ଶୀ ସଂଖ୍ୟା ଗୁଡ଼ିକ ଲେଖ କହିଛି। ତେବେ 7/0 ଆସିଗଲା 1, 7/1 ଆସିଲା 7, 7/2 49, 7/3 343। ଏହିପରି ଆମେ ଲେଖିଲେ ଏଇଗୁଡ଼ା ହେଇଯିବ 7ର ମାର୍ଗଦର୍ଶୀ ସଂଖ୍ୟା। ବୁଝି ହେଉଛି ନା ପିଲେ? ଠିକ୍ ଲାଗୁଛି ତ? ପିଲାମାନେ ଏଇ ଯେଉଁ ନୋଟ୍ଟା ଅଛି, ଯଦି ତୁମେ ଏଇଟା PDF ଆକାରରେ ଚାହୁଁଛ ତେବେ ଟେଲିଗ୍ରାମ ଗ୍ରୁପରେ ଜଏନ୍ କର, ଯେଉଁଟାକି ଡେସ୍କ୍ରିପସନ୍ ବକ୍ସ କିମ୍ବା କମେଣ୍ଟ ବକ୍ସରେ ପିନ୍ କରାଯାଇଛି। ଏବଂ ଚାହିଁଲେ ତୁମେ ହ୍ୱାଟ୍ସଆପ୍ ଗ୍ରୁପରେ ମଧ୍ୟ ଜଏନ୍ କରିପାରିବ। ତୁମେ କ'ଣ କରିବ? 8117093367 ନମ୍ବରରେ ତୁମେ ଗୋଟେ ହାଇ ଲେଖିକି ମୋତେ ଲେଖିବ ଏଡ୍ ମି। କ'ଣ କରିବ? ଏଡ୍ ମି। ମୁଁ କ'ଣ କରିବି? ଆମର ହ୍ୱାଟ୍ସଆପ୍ ଗ୍ରୁପରେ ତୁମମାନଙ୍କୁ ଏଡ୍ କରିଦେବି, ଯାହାଦ୍ୱାରା ଯେତେ ବି ସବୁ ତୁମର କ୍ଲାସ୍ର PDF ଗୁଡ଼ା ପାଇପାରିବ। ନେକ୍ସଟ ଯିବା ତେବେ ପିଲେ। ଏଇଠି ପିଲେ କ'ଣ କହିଛି ଦେଖ, ମିଶରୀୟ ସଂଖ୍ୟା ଗୁଡ଼ିକୁ ଯୋଗ କର। ଯୋଗ କରିବା ପୂର୍ବରୁ ପିଲେ ଗୋଟିଏ କନସେପ୍ଟ ବିଷୟରେ ବୁଝ। ଯେତେବେଳେ ବି ମନେକର ଏଇ ଯେଉଁ ଗାର ଅଛି ବା ବାଡ଼ି ଅଛି, ଏଇଗୁଡ଼ା ଯଦି 10ଟି ବାଡ଼ି ହେଇଯିବ, 3, 3, 6, 3, 9, 1, 10, 10ଟି ବାଡ଼ି ଯଦି ହେଇଯିବ, ସେଇଟା ତା ପର ଚିହ୍ନକୁ କନଭର୍ଟ ହେଇଯିବ। ବୁଝିପାରିଲ ନା ପିଲେ? ମାନେ 10ଟି ବାଡ଼ି ଯାହା ଗୋଟିଏ ତା ପର ଚିହ୍ନଟି ସହିତ ସମାନ ହେବ। ସେମିତି ଏଇ ଚିହ୍ନ ଗୁଡ଼ା ଯଦି 10ଟି ହେଇଯିବ, ତେବେ ସେଇଟା ଏଇ ଚିହ୍ନ ସହିତ ସମାନ ହେବ। ସେମିତି ଏଇ ଚିହ୍ନ ଗୁଡ଼ା ଯଦି 10ଟି ହେଇଯିବ, ତେବେ ଏଇ ଚିହ୍ନ ସହିତ ସମାନ ହେବ। ସେମିତି ଆଗକୁ ବଢ଼ି ବଢ଼ି ଯିବ। ବୁଝିପାରିଲ ନା ପିଲେ? ତେବେ ଦେଖ କେମିତି କରିବା। ଏଇଠି କେତୋଟି ଅଛି ପିଲେ? ଏଇ ଚିହ୍ନ ଗୁଡ଼ା ବା n ଚିହ୍ନ ଗୁଡ଼ା କେତୋଟି ଅଛି? ଏଠି ଅଛି 8ଟି, ଏଠି ଅଛି 7ଟି। ତେବେ ଟୋଟାଲ କେତୋଟି ହେଉଛି? 15ଟି। ଠିକ୍ ନା ନାହିଁ ପିଲେ? 15ରୁ ମୁଁ କ'ଣ କରିବି? 10ଟିକୁ ଏକାଠି ରଖିବି ଆଉ 5ଟିକୁ ଅଲଗା କରିବି। ତେବେ ଦେଖ ପିଲେ, ଏଇ ଚିତ୍ରରେ ମୁଁ କ'ଣ କରିଛି? 10ଟାକୁ ମୁଁ ପେୟାର ବନେଇଛି।
ବା ଏକାଠି କରିକି ଲେଖିଛି। ଆଉ ବଳିଲା କେତୋଟି ପିଲେ? 5ଟି, ଠିକ୍ ନା ନାହିଁ? ତେଣୁ ମୁଁ 10ଟି ବଦଳରେ କ'ଣ ଏଇ ଚିହ୍ନକୁ ବ୍ୟବହାର କରିପାରିବି। ତା ମାନେ ତା ପର ଚିହ୍ନକୁ ଏଇ ଯେଉଁ ବଙ୍କୁଲି ବାଡ଼ି ଅଛି ତାକୁ ମୁଁ ବ୍ୟବହାର କରିପାରିବି। ତେଣୁ ମୋର ଯୋଗଫଳ କେତେ ହେଇଗଲା? ପ୍ରଥମେ ହେଲା ମୋର ଗୋଟିଏ ବଙ୍କୁଲି ବାଡ଼ି। କେଉଁଟା ମିଶିକି ପିଲେ? ସେଇ ଯେଉଁ 10ଟି ଏନ୍ ମିଶିକି, ଠିକ୍ ନା ନାହିଁ? ବଳିଲା କେତୋଟି ଏନ୍ ଦେବେ? 5ଟି ଏନ୍ ବଳିଛି। ସରି ପିଲାମାନେ, ଏଠି 6ଟି ଦେଇଦେଇଛି, 5ଟି ଏନ୍ ବଳିଛି। ତେଣୁ ରଖିଲି ଏଠି 5ଟି ଏନ୍। ତାପରେ ପିଲେ ମୁଁ କ'ଣ କରିବି? ଯେଉଁ ବାଡ଼ି ଗୁଡ଼ା ଅଛି ତାକୁ ବି ସେମିତି ମୁଁ 10ଟା କରି ବନେଇବି। ଯଦି ମୁଁ ଏଠି 10ଟି ରଖୁଛି, କେତୋଟି ବଳିଯାଉଛି ପିଲେ? 1 2 3 4 5 6ଟି ବଳିଯାଉଛି। ଆଉ 10ଟି ବାଡ଼ି ବଦଳରେ ମୁଁ ଗୋଟିଏ ଏନ୍ ଲେଖିପାରିବି ନା ପିଲେ? ତେଣୁ ଏଇଠି ଲେଖା ହେଇଛି ଦେଖ, 10ଟି ବାଡ଼ି ବଦଳରେ ଗୋଟିଏ ଏନ୍, ଠିକ୍ ନା ନାହିଁ? ତାପରେ ମୁଁ କ'ଣ କଲି? ଏଇ ଯେଉଁ ବଙ୍କୁଲି ବାଡ଼ି ଏଠକୁ ଆସିଲା। ଏଇଠି କେତୋଟି ଏନ୍ ଥିଲା ପିଲେ? 5ଟି ଥିଲା। ଆଉ ଏଇଟା ମିଶିଲା, 5 ଆଉ 1 ହେଇଗଲା 6ଟି ଏନ୍। ସେମିତି ପିଲେ ବଳିଲା କେତୋଟି ବାଡ଼ି? ବାଡ଼ି ବଳିଛି କେତୋଟି? 6ଟି। ଏଇଠି ଆସିଗଲା 6ଟି। ତେବେ ଆମର ଉତ୍ତର ଆସିଲା ଏତିକି। ଜାଣିପାରିଲ ନା ପିଲେ? ନେକ୍ସଟ ଯିବା। ସେମିତି ପିଲେ ଏଇଠି ଦେଖ, ଏଇଟା ଆଉ ଏଇଟାକୁ ଆମକୁ ଯୋଗ କରିବା ପାଇଁ କହିଛି, ଯେଉଁଟାକି ତୁମର ପେଜ୍ ନମ୍ବର 65ରେ ଅଛି। କେମିତି କରିବା ତେବେ ଦେଖ। ଏଇଟା ଯେତେବେଳେ ପିଲେ ମୁଁ ହିସାବ କଲି, ଏଇଟା ଆମର ସମାନ ଅଛି ଦେଖ ନା, ଏଇ ବଙ୍କୁଲି ବାଡ଼ି ଆଉ ଏଇ ବଙ୍କୁଲି ବାଡ଼ି। ତେଣୁ ମୁଁ ଯେତେବେଳେ ତାଙ୍କୁ ପାଖରେ ରଖିଲି, 10ଟିକୁ ପାଖକୁ ଆଣିଲି, ଏଇଠି ହେଲା 6, ଏଇଠି ହେଲା 4। ଏଇଗୁଡ଼ା ଯେତେବେଳେ ମିଶିକି 10ଟି ହେଇଗଲେ, ସେଇଟା କ'ଣରେ କନଭର୍ଟ ହେଇଗଲେ? ଏଇ ଚିତ୍ରକୁ କନଭର୍ଟ ହେଇଗଲେ। ବୁଝିପାରିଲ ନା ପିଲେ? ଏଇଠି ଥିଲା କେତେଟା ଥିଲା? 3 3 6 3 9ଟା ଥିଲା। ଆସିଗଲା ଆଉ ଗୋଟେ, କେତୋଟି ହେଇଗଲା? 10ଟା ହେଇଗଲା। ବୁଝିପାରିଲ ନା ପିଲେ? ଏଇଟା ଆସିଲା 10, ଏଇଟା ବଳିଲା ଗୋଟେ। ଜାଣିପାରିଲ ତ? ସେମିତି ଏଇଠି ଯେଉଁ ବାଡ଼ି ଗୁଡ଼ା ଥିଲା, ବାଡ଼ି ଗୁଡ଼ାକୁ ମୁଁ ପାଖକୁ କଲି। ବାଡ଼ି ଗୁଡ଼ା ଯେତେବେଳେ 10ଟି ହେଇଗଲା, ସେ ଗୋଟିଏ ଏନ୍କୁ କନଭର୍ଟ ହେଇଗଲା। ତେଣୁ ଏଇଠି ଲେଖିଦେଲି ମୁଁ ଏନ୍। ଏଇଠି ଯେଉଁ ବଳିଥିଲା ବଙ୍କୁଲି ବାଡ଼ି ଆସିଲା ଏଇଠି। ଏନ୍ ଯେଉଁ ହେଲା, ଏନ୍ ଆସିଲା ଏଇଠି। ଏବଂ ଯେତେ ବି ସବୁ କାଠି ବଳିଲା ବା ବାଡ଼ି ବଳିଲା, ତାକୁ ମୁଁ ଲାଷ୍ଟରେ ଲେଖିଲି। ତେଣୁ ଏଇଟା ହେଇଗଲା ମୋର ଆନ୍ସର୍। ଜାଣିହେଲା ତ ପିଲେ? ନେକ୍ସଟ ଦେଖିବା। ଡବଲ ଆଇ କ'ଣ କହୁଛି ପିଲେ ଦେଖ, ଏଇଠି ଚିହ୍ନଟା ଯେଉଁଟା ଦେଇଛି ଏଇଟା ତ ଏକା ଅଛି, ତେଣୁ ଏଇଟା ଏକା ରହିଯିବ। ସେମିତି ଆମେ ଏଇ ଚିହ୍ନ ଆଉ ଏଇ ଚିହ୍ନକୁ ନେଇକି 10ଟି କରିବା। ଯଦି ଆମେ 10ଟି ଯୋଡ଼ି ବନଉଛେ, ତେବେ 2ଟା ବଳିଯାଉଛି। ଆଉ ଏଇ 10ଟିକୁ ମିଶାଇଲେ କିଏ ସୃଷ୍ଟି ହେଉଛି? ବଙ୍କୁଲି ବାଡ଼ି। ତେଣୁ ପ୍ରଥମେ ଆସିଲା ଏଇ ଚିହ୍ନଟି, ତାପରେ ଆସିବ ବଙ୍କୁଲି ବାଡ଼ି, ତାପରେ ଯେଉଁ ଏନ୍ ଗୁଡ଼ା ଯେଉଁଗୁଡ଼ା 2ଟା ବଳିଯାଇଛି ସେଇଗୁଡ଼ା ଆସିଲା। ଆଉ ଏଇଟା ତ 10ଟା ହେଉନାହିଁ, 6ଟା ହିଁ ଆସୁଛି। ତେଣୁ ଏଇଟା 6କୁ 6 ରହିଲା। ତେଣୁ ଏଇଟା ହେଇଗଲା ମୋର ଆନ୍ସର୍। ଜାଣିହେଲା ନା ପିଲେ? ନେକ୍ସଟ ଦେଖ। 5 ଆଧାର ବିଶିଷ୍ଟ ପ୍ରଣାଳୀରେ ଥିବା ନିମ୍ନ ସଂଖ୍ୟାଗୁଡ଼ିକୁ ଯୋଗ କର। ଆମେ କ'ଣ କରିବା ପିଲେ? ଏଇଠି ଅଛି ବୃତ୍ତ, ଏଇଠି ଅଛି ବୃତ୍ତ। ବୃତ୍ତକୁ ବୃତ୍ତ ପାଖକୁ ନେଇ ଲେଖିବା। ଷଡ଼ଭୁଜକୁ ଷଡ଼ଭୁଜ ପାଖକୁ କରି ଲେଖିବା। ଯଦି ଆମେ ସମାନ ଆକୃତିର ଜିନିଷ ଗୁଡ଼ା ବା ସଂଖ୍ୟା ଗୁଡ଼ିକୁ ଏକାଠି କରି ଲେଖିବା, ସେଇଟା ଆସିଯିବ ଆମର ଆନ୍ସର୍। କେତେ ଆସିବ ତେବେ ଦେଖ ପିଲେ? এইটা ହେଇଯିବ ତୁମର ଆନ୍ସର୍। ବୃତ୍ତ ଅଛି ପିଲେ 4ଟି, ଷଡ଼ଭୁଜ ଅଛି 3ଟି, ବର୍ଗଚିତ୍ର ଅଛି 3ଟି ଏବଂ ତ୍ରିଭୁଜ ଅଛି 4ଟି। এইଟା ହେଇଗଲା ଆନ୍ସର୍। ନେକ୍ସଟ ଦେଖ, ପେଜ୍ ନମ୍ବର 66ରେ ପିଲେ ଏଇ କ୍ୱେଶ୍ଚନ୍ ଅଛି, ଯେକୌଣସି ମାର୍ଗଦର୍ଶୀ ସଂଖ୍ୟାକୁ 10 ଦ୍ୱାରା ଗୁଣନ କଲେ କ'ଣ ହୁଏ? କ'ଣ ହୁଏ ପିଲେ? ଦେଖିବା। ନିମ୍ନଲିଖିତ ଗୁଣନ କାର୍ଯ୍ୟ ସମ୍ପାଦନ କର। ଯେମିତିକି ପିଲେ ଏଇଟା ଦେଇଛି, ଏଇଟାର ମୂଲ୍ୟ କେତେ? 10 ନା? ତେଣୁ 10 ଗୁଣନ 10 ମାନେ କେତେ? 100। 100 କହିଲେ କେତେ? 10ର ବର୍ଗ, ଏବଂ 10ର ବର୍ଗର ଚିହ୍ନ ତ ଏଇଟା। ସେମିତି ପିଲେ ଏଇଟା କହିଲା 100 ଆଉ 10, ଠିକ୍ ନା ନାହିଁ? ତେବେ 100 ଆଉ 10 ହେଇଗଲେ ହେଲା 1000। 1000କୁ ଆମେ ଏମିତି ଚିହ୍ନାଉ। ସେମିତି ପିଲେ ଏଇଟା ହେଉଛି 1000 ପୁଣି 10, 1000 ଗୁଣନ 10 ହେଇଗଲା 10,000। 10,000କୁ ଆମେ ଏଇ ଚିହ୍ନରେ ଦର୍ଶାଉ। ସେମିତି ଆଇ ଭି କହିଲା 10,000 ଗୁଣନ 10 କେତେ ହେଇଯିବ? 1 ଲକ୍ଷ ହେଇଯିବ। ଆଉ 1 ଲକ୍ଷକୁ ଆମେ ଏମିତି ଦର୍ଶାଉ। ତ ଏଇଟା ହେଇଯିବ ଆନ୍ସର୍। ନେକ୍ସଟ ଯିବା ପିଲେ। କୌଣସି ମାର୍ଗଦର୍ଶୀ ସଂଖ୍ୟାକୁ 10ର ବର୍ଗ ଦ୍ୱାରା ଗୁଣନ କର। ବା 10ର ବର୍ଗ କହିଲେ ଆମେ କ'ଣ ବୁଝୁ? ଏଇ ଚିହ୍ନଟା ବୁଝୁ। ବଙ୍କୁଲି ବାଡ଼ିର ମୂଲ୍ୟ କେତେ? 10ର ବର୍ଗ, ବା ଆମେ କହିପାରିବା 100। ତେବେ ପ୍ରଥମ କ୍ୱେଶ୍ଚନ୍ ଦେଇଛି 10 ଗୁଣନ 100, ମାନେ ଏଇ ଦୁଇଟା ପିଲେ। ଏଇ ଯେଉଁ ଏନ୍ର ମୂଲ୍ୟ ହେଉଛି 10, ବଙ୍କୁଲି ବାଡ଼ିର ମୂଲ୍ୟ ହେଉଛି 100। କେତେ ହେଇଗଲା? 1000। 1000ର ଚିହ୍ନ ହେଉଛି ଏଇଟା। ସେମିତି ପିଲେ ଏଇଟାର ମୂଲ୍ୟ ହେଉଛି 100,
ଏଇ ବଙ୍କୁଲି ବାଡ଼ିର ମୂଲ୍ୟ 100 କେତେ ହେଇଗଲା 10,000। 10,000ର ଚିତ୍ର ହେଉଛି ଏଇଟା। ପିଲାମାନେ ତୁମକୁ ଚିତ୍ର ଗୁଡ଼ା ମନେ ରଖିବା ପାଇଁ ହେବ। 10ର ଚିତ୍ର କେଉଁଟା, 100ର ଚିତ୍ର କେଉଁଟା, ବୁଝିହେଲା ନା? ସେମିତି ପିଲେ ଆମେ ଯଦି ତ୍ରିପୁଲ ଆଇ ଦେଖିବା, ଏଇ ଚିତ୍ରର ମୂଲ୍ୟ କେତେ? ଆମେ ଜାଣିଛୁ ଏଇ ଚିତ୍ରର ମୂଲ୍ୟ ହେଉଛି 1000, ତେଣୁ ମୁଁ ଏଠି ଲେଖିଲି 1000। ସେମିତି ଏଇ ଚିତ୍ରର ମୂଲ୍ୟ କେତେ? ଏଇ ଚିତ୍ରର ମୂଲ୍ୟ ହେଉଛି 100, ଆଉ 1000 ଗୁଣନ 100 ହେଇଗଲା 1 ଲକ୍ଷ। 1 ଲକ୍ଷକୁ ଆମେ ଏମିତି ଦର୍ଶାଇଥାଉ, ତେଣୁ ମୁଁ ଏଇ ଚିତ୍ରଟା ହେଇଗଲା ମୋର ଆନ୍ସର। ସେମିତି ଆଇ ଭି କ'ଣ କହିଛି? ଆଇ ଭି କହିଛି ଏଇ ଚିତ୍ର ଗୁଣନ ବଙ୍କୁଲି ବାଡ଼ି। ସେଇ ଚିତ୍ରର ମୂଲ୍ୟ ହେଲା 10,000 ଗୁଣନ 100। ଏଇଟା ଆସିଗଲା, ଆଉ ୟାର ମୂଲ୍ୟ ହେଉଛି ଏଇଟା। ସଂଖ୍ୟାକୁ ଦେଖି ତୁମେ ଚିତ୍ର ଅଙ୍କନ କରିବ, ସରିଲା କଥା। ବୁଝିହେଇଛି? ତାପରେ ଦେଖିବା ପିଲାମାନେ, ଏଇଠି ବି ପିଲେ ଗୁଣନ କରିବା ପାଇଁ କହିଛି। କେମିତି ଗୁଣନ ହେବ ଦେଖ। ଏଇ ଚିହ୍ନର ମୂଲ୍ୟ ହେଉଛି 10, ଏଇ ଚିହ୍ନର ମୂଲ୍ୟ ହେଉଛି 1 ଲକ୍ଷ। ମିଶିଲେ ହେଇଗଲା 10 ଲକ୍ଷ, ଆଉ 10 ଲକ୍ଷକୁ ଆମେ ଏଇ ଚିହ୍ନରେ ଦର୍ଶାଉ। ସେମିତି ପିଲେ ଏଇ ଚିହ୍ନର ମୂଲ୍ୟ ହେଉଛି 10ର ଘାତ 2 ବା 100, ଆଉ ଏଇ ଚିହ୍ନର ମୂଲ୍ୟ ହେଉଛି 1000। ତାକୁ ଆମେ ଗୁଣନ କରିବା, ଚିହ୍ନ ଲେଖିବା। 2ଟିକୁ ଗୁଣନ କରିବା, ତାପରେ ତାର ଚିହ୍ନ ଦେବା। 2ଟିକୁ ଗୁଣନ କରିବା, ତାପରେ ତାର ଚିହ୍ନ ଦେବା। କିନ୍ତୁ ପିଲେ ଏଇ ଯେଉଁ ଆଇଭି ନମ୍ବର ଦେଖ, ଆମର ଲାଷ୍ଟରେ ଆସୁଛି କେତେ? 10ର ଘାତ 10, କିନ୍ତୁ 10ର ଘାତ 10 ପାଇଁ ତ କିଛି ବି ଚିହ୍ନ ନାହିଁ। ତେଣୁ ଆମେ କ'ଣ କଲେ, ଏଇଟାର ଚିହ୍ନ ଲେଖିଲେ ଏଇଟା, ଏଇ ସଂଖ୍ୟା ପାଇଁ ଚିହ୍ନ ଲେଖିଲେ ଏଇଟା। ତେବେ ଏଇଟା ହିଁ ଆମର ଫାଇନାଲ ଆନ୍ସର ବାହାରିବ। ବୁଝିହେଲା ପିଲେ? ନେକ୍ସଟ ଦେଖିବା। ଏଇଟା ବି ପିଲେ ଗୁଣଫଳ ନିର୍ଣ୍ଣୟ କରିବାକୁ କୁହାଯାଇଛି। କେମିତି କରିବା ଦେଖ। ପିଲାମାନେ ତୁମେମାନେ ବଣ୍ଟନ ନିୟମ ବିଷୟରେ ଜାଣିଛ ନା? ଯେମିତିକି ଯଦି ଥିବ 2 ଗୁଣନ 3 ପ୍ଲସ୍ 4, କେମିତି ଲେଖୁ ଆମେ? 2 ଗୁଣନ 3 କରୁ ଥରେ, ଏଇଟାକୁ ୟା ସହିତ ଥରେ ଗୁଣନ କରୁ, ଏଇଟାକୁ ୟା ସହିତ ଥରେ ଗୁଣନ କରୁ, ତାକୁ ଆମେ ବଣ୍ଟନ ନିୟମ କହୁ। ଠିକ ନା ନାଇଁ ପିଲେ? ତେବେ 2 ଗୁଣନ 3 ଥରେ ହେବ, ଆଉ 2 ଗୁଣନ 4 ଥରେ। ସେମିତି ପିଲେ ମୁଁ ଯଦି କହିବି, ଏଇ ଯେଉଁ ଏନ୍ ଭଳିଆ ସଂଖ୍ୟାଟା ବା ଚିହ୍ନଟା ଅଛି, ସେଇଠି ଯଦି ମୁଁ ଗୁଣନ କରିବି ଏଇଟା ପ୍ଲସ୍ ସୂର୍ଯ୍ୟ ଚିହ୍ନକୁ ମୁଁ ଗୁଣନ କରିବି, ତେବେ କେତେ ଆସିବ? ଏନ୍କୁ ଥରେ ସେଇ ବଙ୍କୁଲି ବାଡ଼ି ସହିତ ଗୁଣନ କରିବି, ପ୍ଲସ୍ ଏନ୍କୁ ଥରେ ସୂର୍ଯ୍ୟ ସହିତ ଗୁଣନ କରିବି। ଏଇଟା ନା ପିଲେ ବଣ୍ଟନ ନିୟମ। ତାପରେ ମନେ ରଖ ପିଲେ, ମୁଁ ଯଦି ଏଇଠି ପ୍ରଥମ ସଂଖ୍ୟା ବା ପ୍ରଥମ ଚିହ୍ନରେ ଯଦି ଏନ୍ ଗୁଣନ କରିବି, ତେବେ ଏଇଟା ଆସିବ। ଦ୍ୱିତୀୟ ସଂଖ୍ୟା ବା ଦ୍ୱିତୀୟ ଚିହ୍ନରେ ଯଦି ଏନ୍ ଗୁଣନ କରିବି, ତେବେ ଏଇ ସଂଖ୍ୟାଟି ବା ଏଇ ଚିହ୍ନଟି ଆସିବ। ସେମିତି ତୃତୀୟରେ ଯଦି ମୁଁ ଏନ୍ ଗୁଣନ କରିବି, ତାର ପରବର୍ତ୍ତୀ ଚିହ୍ନଟି ଆସିବ। ବୁଝିପାରିଲ ପିଲେ କ'ଣ କହିଲି? ତେବେ ଦେଖ, ଏଇଠି ଯଦି ମୁଁ ବଣ୍ଟନ ନିୟମ ଅନୁସାରେ ଗୁଣନ କରୁଛି, ଏନ୍ ଥରେ ବଙ୍କୁଲି ବାଡ଼ି ସହିତ ଗୁଣନ ହେବ, ଏନ୍ ଥରେ ମଝି ଚିହ୍ନ ସହିତ ଗୁଣନ ହେବ, ଏନ୍ ଥରେ ଶେଷ 2ଟି ବାଡ଼ି ସହିତ ଗୁଣନ ହେବ, ଯେଉଁଟାକି ବଣ୍ଟନ ନିୟମ ଅନୁସାରେ ହେଇଛି। ତାପରେ ପିଲେ ମୁଁ କ'ଣ କହିଥିଲି? ଏନ୍ ଯଦି ବଙ୍କୁଲି ବାଡ଼ି ସହିତ ଗୁଣନ ହେବ, ତାର ପରବର୍ତ୍ତୀ ଚିହ୍ନ ଗୁଡ଼ା ଆସିବ। ଦେଖ ପିଲେ, ବଙ୍କୁଲି ବାଡ଼ିର ପରବର୍ତ୍ତୀ ଚିହ୍ନ ଯେଉଁଟା ଅଛି, ସେଇଟା ଆସିଲା 5ଟି। ଯେହେତୁ ଏଠି ଥିଲା 5ଟି, ତେଣୁ ଏଇଠି ଆସିଲା 5ଟି। ସେମିତି ଏନ୍ ଯଦି ଏନ୍ ସହିତ ଗୁଣନ ହେବ, ବଙ୍କୁଲି ବାଡ଼ି ଆସିବ, ମାନେ ତାର ପରବର୍ତ୍ତୀ ଚିହ୍ନ ଆସିବ। ଆଉ ଯେହେତୁ ଏଠି 2ଟି ଏନ୍ ଥିଲା, ତେଣୁ 2ଟି ବଙ୍କୁଲି ବାଡ଼ି ଆସିଲା। ବୁଝି ହେଉଛି ନା ପିଲେ? ସେମିତି ମୁଁ ଯଦି କହିବି ଏନ୍ କାହା ସହିତ ଗୁଣନ ହେଉଛି, ନା 2ଟି ବଙ୍କୁଲି ବାଡ଼ି ସହିତ, ତ ଏନ୍ ପରେ ବା ବଙ୍କୁଲି ବାଡ଼ି ପରେ କିଏ ଅଛି? ଏନ୍ ଅଛି, ତେଣୁ 2ଟି ଏନ୍ ଆସିଗଲା। ତେଣୁ ଏଇଟା ହେଇଗଲା ମୋର ଆନ୍ସର। ପିଲାମାନେ ଡବଲ ଆଇ ଟିକେ ଏଇ ଜାଗାରେ ଭୁଲ କରିଦେଇଛି। ଆମେ ଠିକଟା ଲେଖିବା। ଦେଖ, ଏଇ ଚିହ୍ନ ସହିତ ଯଦି ଏନ୍କୁ ଗୁଣନ କରିବା, ତେବେ ତାର ପରବର୍ତ୍ତୀ ଚିହ୍ନ କେଉଁଟା ଆସିବ? ଏଇପରିକା ଯେଉଁ ଜିନିଷଟି ଅଛି, ତାପରେ ଗୋଟିଏ ଗାର ଦେଇଛି, ତାପରେ ଆସିବ ଏଇ ଚିହ୍ନଟା। ଠିକ ନା ନାଇଁ? ଏଇଟା ତେବେ ହେଇଯିବ ଆମର ଆନ୍ସର। ଦଶମିକ ସଂଖ୍ୟା ପ୍ରଣାଳୀର ପ୍ରୟୋଗ ଆବାକସ୍। ପିଲାମାନେ ଆବାକସ୍ ତୁମେ ଦେଖିଛ ନା? ପିଲାମାନେ ଯେଉଁ ଖେଳୁଥାନ୍ତି, କ'ଣ କହିଲା ତେବେ ଦେଖ, 11ଶହ ଶତାବ୍ଦୀରେ ଯେଉଁମାନେ ରୋମାନ ସଂଖ୍ୟା ବ୍ୟବହାର କରୁଥିଲେ, ସେମାନେ ମଧ୍ୟ ଆବାକସ୍ ନାମକ ଏକ ଗଣନକାରୀ ଯନ୍ତ୍ର ବ୍ୟବହାର କରିବା ଆରମ୍ଭ କଲେ, ଯାହା ଦଶମିକ ପ୍ରଣାଳୀ ଉପରେ ଆଧାରିତ ହୋଇଥିଲା। ତେବେ ପିଲାମାନେ ମୁଁ ଯଦି ତୁମମାନଙ୍କୁ ପଚାରିବି ଆବାକସ୍ ଯନ୍ତ୍ରଟି କେଉଁ ପ୍ରଣାଳୀ ଉପରେ ଆଧାରିତ ହୋଇଥିଲା, ତୁମେମାନେ କ'ଣ କହିବ? ଦଶମିକ ପ୍ରଣାଳୀ ଉପରେ ଆଧାରିତ ହୋଇଥିଲା। ଦେଖିବା,
ଆବାକସ୍ ଏକ ବୋର୍ଡ଼ ଥିଲା ଯେଉଁଥିରେ କିଛି ରେଖା ଟଣା ହେଇଥିଲା। ଦେଖ ପିଲେ, କିଛି ରେଖା ଟଣା ହେଇଥିଲା ଏବଂ ପ୍ରତ୍ୟେକ ରେଖା 10ର ଏକ ଘାତକୁ ପ୍ରତିନିଧିତ୍ୱ କରୁଥିଲା। ଯେମିତିକି ପିଲେ 10ର ଘାତ 0, ତାପରେ ଆସିଲା 10ର ଘାତ 1, ଏଇଭଳିଆ ଆଗକୁ ଯାଇକି ପ୍ରତ୍ୟେକ ରେଖା 10ର ଘାତକୁ ପ୍ରତିନିଧିତ୍ୱ କରୁଥିଲା। ପୂର୍ବପରି ସଂଖ୍ୟାଗୁଡ଼ିକୁ ମାର୍ଗଦର୍ଶୀ ସଂଖ୍ୟାମାନଙ୍କରେ ସମୂହଭୁକ୍ତ କରି ପ୍ରକାଶ କରାଯାଉଥିଲା। ପୂର୍ବରେ ଆମେ ଯେମିତି ପଢ଼ିଥିଲେ 10ର ଘାତକୁ କ'ଣ ମାର୍ଗଦର୍ଶୀ ସଂଖ୍ୟା ବୋଲି କହୁଥିଲେ, ଏହି ସଂଖ୍ୟାଗୁଡ଼ିକୁ ମଧ୍ୟ ଆମେ ମାର୍ଗଦର୍ଶୀ ସଂଖ୍ୟା ବୋଲି କହିବା। 10ର ପ୍ରତ୍ୟେକ ଘାତ ପାଇଁ ସେହି ସଂଖ୍ୟାଟି କେତେ ଥର ଅଛି ସେହି ଅନୁସାରେ ସମ୍ପୃକ୍ତ ରେଖା ଉପରେ ଗୁଡ଼ିକ ରଖାଯାଉଥିଲା। ମନେକର ପିଲେ 10ର ଘାତ 0 ଅଛି, ତେବେ ସେଇ ଗାରଟି ଫାଙ୍କା ରହିବ। 10ର ଘାତ 1, ତା ମାନେ ରେଖା ଉପରେ ଗୋଟିଏ ଗୁଡ଼ି ରହିବ। 10ର ଘାତ 2, ରେଖା ଉପରେ 2ଟି ଗୁଡ଼ି ରହିବ। ବୁଝିପାରିଲ ନା ପିଲେ? ଏକ ରେଖା ଉପରେ ରଖାଯାଇଥିବା ଗୋଟିଏ ଗଡ଼ି ମୂଲ୍ୟ ହେଉଥିଲା 5 ଏବଂ ଏଇ ଗୋଟିଏ ଗଡ଼ିର ମୂଲ୍ୟ କେତେ ପିଲେ? 5। ସେମିତି 2ଟି ଥିଲେ 5 ଆଉ 5 କେତେ ହେଉଥିଲା? 10। ଏହିପରି ପିଲେ ଆବାକସ୍ ଯନ୍ତ୍ରକୁ ସେମାନେ ସଜାଇଥିଲେ। ନେକ୍ସଟ ଦେଖିବା। ପିଲାମାନେ, ଏଇଟା ତୁମର ପେଜ ନମ୍ବର 16ରେ ଥିବା ପ୍ରଶ୍ନ କ'ଣ କହୁଛି ଦେଖ। ଏପରି କୌଣସି ସଂଖ୍ୟା ଅଛି କି ଯାହାର ବିସ୍ତାରିତ ପ୍ରକାଶରେ ସର୍ବପ୍ରଥମେ ରହିଲେ ସଂଖ୍ୟାଟି 10 ଅଙ୍କ କିମ୍ବା ତାଠାରୁ ଅଧିକ ଅଙ୍କ ବିଶିଷ୍ଟ ହୁଏ, କାହିଁକି ନୁହେଁ? ପିଲାମାନେ ଏଇଠି କ'ଣ କହିଛି କହିଲ ଦେଖିବା। ସେ କହୁଛି ଯଦି ଆମେ କୌଣସି ସଂଖ୍ୟାକୁ ବିସ୍ତାରିତ ରୂପରେ ଲେଖିବା ତେବେ ସେଇଟା 10 ଅଙ୍କ ବିଶିଷ୍ଟରୁ ଅଧିକା ହେଇପାରିବ କି? କେମିତି ହେଇପାରିବ? ହେଇପାରିବନି ପିଲେ। କ'ଣ ପାଇଁ ହେଇପାରିବନି ଦେଖିବା ତେବେ। ଇଜିପ୍ଟର ସଂଖ୍ୟା ଗଣନା ପଦ୍ଧତିରେ ଯୋଗ ପ୍ରକ୍ରିୟା ବ୍ୟବହାର କରାଯାଏ, ଜାଣିଛୁ ଆମେ। ଏଥିରେ 1, 10, 100 ଏବଂ 1000 ପାଇଁ ଅଲଗା ଅଲଗା ଚିହ୍ନ ସଂକେତ ରହିଥାଏ। ଏଇଟା ପିଲା ଆମେ ଆଗରୁ ବି ଜାଣିଛୁ, ଠିକ୍ ନା ନାହିଁ? ଗୋଟିଏ ଚିହ୍ନକୁ ସର୍ବାଧିକ 9 ଥର ଲେଖାଯାଇପାରିବ। ପିଲାମାନେ, ଯଦି ତୁମେ କ୍ଲାସ୍ 3 ଦେଖିନ ବା ଆମର ପାର୍ଟ 3 ଦେଖିନ, ତେବେ ହୁଏତ ବୁଝିବା ପାଇଁ ଟିକେ ଡିଫିକଲ୍ଟ ଲାଗିପାରେ। ତେଣୁ ପ୍ରଥମେ ତୁମେମାନେ ପାର୍ଟ 3କୁ ଦେଖି ଆସ, ତାପରେ এই ଭିଡ଼ିଓକୁ ପୁରା ଖତରନାକ ରୂପରେ ପଡ଼ିବ। ବୁଝିହେଲା? ଦେଖିବା ତେବେ। ଯେତେବେଳେ ଗୋଟିଏ ଛୋଟ ଚିହ୍ନ 10 ଥର ହୋଇଯାଏ ସେତେବେଳେ ସେହି 10ଟି ବଦଳରେ ତାଠାରୁ ବଡ଼ ମୂଲ୍ୟର ଗୋଟିଏ ଚିହ୍ନ ବ୍ୟବହାର କରାଯାଏ। ଯେମିତିକି ପିଲେ ଏଇଠି ମୁଁ ତୁମକୁ ବୁଝେଇଥିଲି ନା, କ'ଣ କହିଲ ଦେଖିବା। ଯେମିତି ଏଇ ଯେଉଁ ବାଡ଼ି ଚିହ୍ନ ଥିଲା, ଏଇଟା ଯେତେବେଳେ 10ଟି ହେଇଯାଏ ସେତେବେଳେ nକୁ ପଳେଇ ଆସେ। ସେମିତି n ଯେତେବେଳେ 10ଟି ହେଇଯାଏ ବଙ୍କୁଲି ବାଡ଼ିକୁ ପଳେଇ ଆସେ। ସେମିତି ଏଇଟା 10 ହେଇଗଲେ ଏଇଟିକୁ ପଳେଇ ଯାଏ, ସେମିତି ଆଗକୁ ଏମିତି ଯାଏ। ଠିକ୍ ନା ନାହିଁ ପିଲେ? ମନେ ପଡ଼ିଲା ନା ନାହିଁ? ତେବେ ସେଥିପାଇଁ ଆମେ 10ରୁ ଅଧିକା ଥର ଲେଖିପାରିବା ନାହିଁ। କ'ଣ ପାଇଁ? 10ରୁ ଅଧିକ ଥର ଲେଖିଲେ କ'ଣ ହେଉଛି? ତାର ପରବର୍ତ୍ତୀ ଚିହ୍ନକୁ ସେ ପଳେଇ ଯାଉଛି। ତେଣୁକରି ଆମେ ଗୋଟିଏ ସଂଖ୍ୟାକୁ 10ରୁ ଅଧିକ ଥର ଲେଖିପାରିବା ନାହିଁ। ଜାଣିହେଲା ପିଲେ? ନେକ୍ସଟ ଦେଖିବା, ଚାଲ। ପ୍ରଶ୍ନ ପଚାରିଛି ପିଲେ, 4 ଆଧାର ବିଶିଷ୍ଟ ନିମ୍ନର ଏକ ସଂଖ୍ୟା ପ୍ରଣାଳୀ ପ୍ରତିଷ୍ଠା କର ଏବଂ 1ରୁ 16 ପର୍ଯ୍ୟନ୍ତ ସଂଖ୍ୟାଗୁଡ଼ିକୁ ଲେଖ। ଯେମିତି ପିଲେ ଆମେ ଜାଣିଛୁ, ମନେକର ଆମେ ଆନ୍ସରରେ କ'ଣ ଲେଖିବା? 4ର ଘାତ 0 ଯେ କେତେ? 1। ଆମେ ଜାଣିଛୁ କୌଣସି ସଂଖ୍ୟାର ଘାତ ଯଦି 0 ଥିବ ତାହାର ମୂଲ୍ୟ 1 ହୁଏ। ମନେକର ପିଲେ ମୁଁ ତାକୁ ବୃତ୍ତରେ ଦର୍ଶେଇଲି। ସେମିତି 4ର ଘାତ 1 ସମାନ 4, ତାକୁ ମୁଁ ତ୍ରିଭୁଜରେ ଦର୍ଶେଇବି ଏବଂ 4ର ଘାତ 2 ମାନେ 4 ଗୁଣନ 4 ସମାନ 16, 16କୁ ମୁଁ ବର୍ଗଚିତ୍ର ଚିହ୍ନରେ ଦର୍ଶେଇବି। ତେବେ ପିଲାମାନେ, ଏହି ଚିହ୍ନଗୁଡ଼ିକୁ ବ୍ୟବହାର କରିକି ଆମେ 1ରୁ 16 ପର୍ଯ୍ୟନ୍ତ ସଂଖ୍ୟାଗୁଡ଼ିକୁ ଲେଖିବା। ଯେମିତି ପିଲେ 1କୁ ମୁଁ କେମିତି ଲେଖିବି? ଗୋଟିଏ ବୃତ୍ତ ଦେବି। କ'ଣ ପାଇଁ? ଗୋଟିଏ ବୃତ୍ତର ମୂଲ୍ୟ ମୁଁ 1କୁ ନେଇଛି। ସେମିତି 2 ହେଲେ 2ଟା ବୃତ୍ତ, 3 ହେଲେ 3ଟି ବୃତ୍ତ, 4 ହେଲେ ପିଲେ କ'ଣ ହେଇଯିବ? 4ଟି ବୃତ୍ତ ହେଇପାରିବ। କିନ୍ତୁ ପିଲେ ମୁଁ ପରା 4କୁ ନେଇଛି ତ୍ରିଭୁଜ, ତେଣୁ ଗୋଟେ ତ୍ରିଭୁଜ ଦେବି। 5କୁ କ'ଣ ଲେଖିପାରିବି? ମୁଁ 5କୁ ଲେଖିପାରିବି 4+1 ବା 4 + 1। ଠିକ୍ ନା ନାହିଁ? 4 ବଦଳରେ ଦେବି ମୁଁ ତ୍ରିଭୁଜ, 1 ବଦଳରେ ଦେବି ବୃତ୍ତ। ସେହିପରି ପିଲେ ଆଗକୁ ଆଗକୁ କରାହେଇଛି। ମନେକର ପିଲେ 12କୁ ଦେଖିବା। 12କୁ ଯଦି ଦେଖିବା, 12 କେତେ କେତେ ମିଶାଇଲେ 12 ହେବ? ନା ସାର୍, 12 ସମାନ ହେଇଯିବ 4 + 4 + 4। ଠିକ୍ ନା ନାହିଁ? ଆଉ ଗୋଟେ 4କୁ ମୁଁ କେଉଁ ଚିହ୍ନ ନେଇଛି? ତ୍ରିଭୁଜ ଚିହ୍ନ ନେଇଛି। ତେଣୁ 1 ତ୍ରିଭୁଜ, 2 ତ୍ରିଭୁଜ, 3 ତ୍ରିଭୁଜ, ତେଣୁ 3ଟି ତ୍ରିଭୁଜ ହେଲା। ସେମିତି ପିଲେ ମୁଁ ଯଦି 15କୁ ଦେଖିବି, 15କୁ ମୁଁ କେମିତି ଲେଖିପାରିବି? ନା ମୁଁ ଲେଖିପାରିବି 4, 4 8, 4 12,
13, 14, 15। ତେଣୁ 3ଟି ତ୍ରିଭୁଜ ଆଉ 3ଟି ବୃତ୍ତ, 3ଟି ତ୍ରିଭୁଜ ଆଉ 3ଟି ବୃତ୍ତ ମାଧ୍ୟମରେ ମୁଁ 15କୁ ଦର୍ଶାଇଲି। ବୁଝି ହେଇଛି ପିଲେ? ସେମିତି ପିଲେ ବାକି ଥିବା ଗୁଡ଼ା ଏଇ ପ୍ରଣାଳୀରେ ହିଁ ହେଇଛି। ନେକ୍ସଟ ଦେଖିବା। ଆମେ ଚିହ୍ନି ପାରୁଥିବା 5 ଆଧାର ବିଶିଷ୍ଟ ସଂଖ୍ୟା ପ୍ରକାଶରେ ଦିଆଯାଇଥିବା ସଂଖ୍ୟାକୁ 5ରେ ଗୁଣିବା ପାଇଁ ଏକ ସହଜ ନିୟମ ଲେଖ। ପିଲାମାନେ ସେ କ'ଣ କହିଛି? ମନେକର 5ର ଆଧାର ବିଶିଷ୍ଟ ଗୋଟେ ସଂଖ୍ୟା ଅଛି। ଏଇଠି ଯଦି ମୁଁ ଆଉ ଗୋଟେ 5 ଗୁଣନ କରିବି ତେବେ ଏଇଟା କେତେ ହେଇଯିବ? ମୁଁ ତ ଜାଣିଛି ସୂତ୍ର 5ର ଘାତ 2। ଏଇଠି କିଛି ନାହିଁ ମାନେ କେତେ ଅଛି? 1 ଅଛି। 2 + 1 ହେଇଯିବ। ମୁଁ ଜାଣେ ଆଧାର ଯଦି ସମାନ ଥିବ ଘାତ ଗୁଡ଼ା କ'ଣ ହେଇଯାଏ? ଯୋଗ ହେଇଯାଏ। ଆମେ ପିଲେ ସୂତ୍ର ପଢ଼ିଥିଲେ ଏର ଘାତ m ଗୁଣନ ଏର ଘାତ n। ଆଧାର ସମାନ ଥିବ, ଘାତ ଅଲଗା ଥିବ, ଆଉ ସେଇ ଦୁଇଟି ସଂଖ୍ୟା ଯଦି ଗୁଣନ ହେଉଥିବ ତେବେ ଘାତ ଗୁଡ଼ା କ'ଣ ହେଇଯାଏ? ଯୋଗ ହେଇଯାଏ। ତେଣୁ ପିଲେ ଆମେ କ'ଣ ଲେଖିବା? ଯେତେବେଳେ ଏକ ସଂଖ୍ୟା 5ର ଘାତ ଆକାରରେ ଥାଏ, ଯେମିତି 5ର ଘାତ 2, 5ର ଘାତ 3, ସେଥିରେ ଯଦି ଆଉ ଏକ 5 ଗୁଣିଲେ ତାହାର ମୂଲ୍ୟ ବଦଳିଯାଏ ଏବଂ ଘାତଟି ଏକ ଅଙ୍କ ବଢ଼ିଯାଏ, ମାନେ ଗୋଟିଏ ଅଙ୍କ ବଢ଼ିଯାଏ। ତେବେ ମୁଁ ଲେଖିପାରିବି 5ର ଘାତ 3 ମନେକର, ସେଇଠି ଯଦି ଆଉ ଗୋଟେ 5 ଗୁଣନ କରିଦେଉଛି ତେବେ 5ର ଘାତ 3 + 1 ହେଇଯିବ। ଠିକ୍ ନା ନାହିଁ? ଯଦି ଆମେ ସହଜ ନିୟମ ଲେଖିବାକୁ ଯିବା, ଆମେ ଲେଖିବା ମନେକର 5ର ଘାତ n ହେଉଛି ଗୋଟିଏ ଘାତ ସଂଖ୍ୟା। ସେଇଠି ଯଦି ମୁଁ ଆଉ ଗୋଟେ 5 ଗୁଣନ କରିବି କେତେ ଆସିଯିବ ପିଲେ? 5ର ଘାତ n + 1। ଏଇଟା ହେଇଯିବ ତେବେ ଆମର ଆନ୍ସର। ନେକ୍ସଟ ଦେଖିବା ପିଲେ, ସ୍ଥାନୀୟ ମାନର ପରିପ୍ରକାଶ। ମେସୋପଟାମିଆ ସଂଖ୍ୟା ପ୍ରଣାଳୀ କ'ଣ କହୁଛି ତେବେ? ପ୍ରାରମ୍ଭରେ ମେସୋପଟାମିଆ ସଂଖ୍ୟା ପ୍ରଣାଳୀରେ ବିଭିନ୍ନ ପ୍ରମୁଖ ସଂଖ୍ୟା ପାଇଁ ଭିନ୍ନ ଭିନ୍ନ ପ୍ରତୀକ ବ୍ୟବହୃତ ହେଉଥିଲା। ପୂର୍ବରୁ ପିଲା ଆମେ ପଢ଼ିଥିଲେ। ପରବର୍ତ୍ତୀ ସମୟରେ ଏହା ଏକ ଆଧାର 60 ବା 60 ଭିତ୍ତିକ ପ୍ରଣାଳୀରେ ବିକଶିତ ହେଲା, ଯାହାକୁ ଷଷ୍ଠାଂଶ ପ୍ରଣାଳୀ ମଧ୍ୟ କୁହାଯାଏ। ପିଲାମାନେ ଆମେ ପୂର୍ବରୁ ଯେଉଁଗୁଡ଼ା ପଢ଼ିଥିଲେ ତାର ଆଧାର କେତେ ଥିଲା? 10 ଥିଲା। ଏବେ ଆମେ ପଢ଼ିବା ଆଧାର 60 ଥିବା ସଂଖ୍ୟା ପ୍ରଣାଳୀ। ବୁଝିପାରିଲ ନା? ଏହି ପ୍ରଣାଳୀର ପ୍ରଭାବ ଆଜି ବି ଆମର ସମୟ ମାପରେ ଦେଖିବାକୁ ମିଳେ, ଯେପରିକି 1 ଘଣ୍ଟା ସମାନ 60 ମିନିଟ୍, 1 ମିନିଟ୍ ସମାନ 60 ସେକେଣ୍ଡ। ବୁଝି ହେଇଛି ନା ପିଲେ? ଏଇଟା ଦେଖ କାହା ଭଳିଆ ଦେଖାହେଉଛି? ତୁମ ସାଙ୍ଗ ଭଳିଆ ଦେଖାହେଉଛି ନା ରେ? ତାପରେ ଦେଖ ପିଲାମାନେ, ସେମାନେ ଯେଉଁ ଚିହ୍ନ ବ୍ୟବହାର କରୁଥିଲେ, 1କୁ ସେମାନେ ଲେଖୁଥିଲେ ଏହିପରି ଗୋଟିଏ ବାଡ଼ି ଦେଉଥିଲେ, 2କୁ ଲେଖୁଥିଲେ 2ଟି ବାଡ଼ି ଆକାରରେ। ଏମିତି ବାଡ଼ି ଗୁଡ଼ିକ ବଢ଼େଇ 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 9 ଯାଇ ସେମାନେ ଯାଉଥିଲେ। ସେମିତି 10କୁ ଲେଖୁଥିଲେ ଏଇ ଚିହ୍ନ ଦ୍ୱାରା। 11କୁ କେମିତି ଲେଖିବେ ତେବେ? 10 ହେଇଗଲା ଏଇଟା ଆଉ 1 ଦରକାର, ତେଣୁ ଗୋଟିଏ ବାଡ଼ି। ତେବେ ଏଇ ଚିହ୍ନ ଆଉ ଗୋଟିଏ ବାଡ଼ି ମିଶିକି 11, ସେହି ଚିହ୍ନ ଆଉ 2ଟି ବାଡ଼ି ମିଶିକି 12। ସେମିତି ଯଦି 2ଟା ଚିହ୍ନ ଏମିତି ହେଇଯିବ ତାକୁ କହୁଥିଲେ 20, 3ଟି ଚିହ୍ନ ହେଲେ 30। ଏମିତି କରିକି ସେମାନେ ଆଗକୁ ଗଲେ। 1କୁ ଲେଖିଲେ ପିଲେ ଗୋଟିଏ ବାଡ଼ି। ସେମିତି ଯେତେବେଳେ 60 ହେଇଯାଉଥିଲା ସେମାନେ ଏଇ ଚିହ୍ନ ଭିତରେ 1କୁ ରଖିଲେ, ଏଇଟାକୁ ସେମାନେ କହିଲେ 60। ସେମିତି 60ର ବର୍ଗ କେତେ ପିଲେ? 3600। ତାକୁ ସେମାନେ ଏମିତି ଚିହ୍ନ ଭିତରେ 2କୁ ରଖିଲେ, ଏଇଟାକୁ ପଢ଼ିଲେ ସେମାନେ 3600। ସେମିତି ଏଇଟାକୁ ପଢ଼ିଲେ ସେମାନେ 2,16,000। ବୁଝି ହେଇଛି ନା ପିଲେ? ନେକ୍ସଟ ଦେଖିବା ତେବେ। ଏଇଟା ପିଲେ ପେଜ ନମ୍ବର 73ରେ ଦେଇଛି ତମର। ନିମ୍ନଲିଖିତ ସଂଖ୍ୟାଗୁଡ଼ିକୁ ମେସୋପଟାମିଆ ସଂଖ୍ୟାରେ ପରିଣତ କର। ଦେଖିବା ତେବେ କେମିତି କରିବା। ପିଲାମାନେ ଦେଇଛି 63, 132, 200, 60 ଆଉ 3605। ପ୍ରଥମେ ଆମେ ଶିଖିବା ଏଇ ଯେଉଁ ପରିପ୍ରକାଶ ଗୁଡ଼ିକୁ ଲେଖିଛି ଏଇଗୁଡ଼ିକୁ କେମିତି ଲେଖିଲା, ତାପରେ ଆମେ ଦେଖିବା କେମିତି ଚିହ୍ନ ବ୍ୟବହାର କରିବା। ତେବେ ପିଲାମାନେ ମୁଁ କ'ଣ କରିବି? ଯେଉଁ ସଂଖ୍ୟା ଦେଇଛି ତାକୁ ମୁଁ ହରଣ କରିବି 60ରେ। କ'ଣ ପାଇଁ ପିଲେ? ସେମାନେ କ'ଣ କରୁଥିଲେ? ଆଧାର 60କୁ ନେଇକି ସେମାନେ ତାଙ୍କର ଚିହ୍ନ ବ୍ୟବହାର କରିଥିଲେ, ତେଣୁ ମୁଁ 60 ଦ୍ୱାରା ହରଣ କଲି। 60 1 60 ରହିଲା କେତେ ପିଲେ? 3। ଆମେ ଏଇପଟୁ ଲେଖିବା, ଏଇଠି କରିବା ଗୁଣନ, ଏଇଠି କରିବା ପ୍ଲସ୍। ମୋର କହିବା ମାନେ 1 ଗୁଣନ 60, 60 + 3 କେତେ ହେଇଗଲା? 1 ଗୁଣନ 60 + 3। ଦେଖ ପିଲେ ସେଇଟା ଲେଖା ହେଇଛି ନା? ସେମିତି ଯଦି ମୁଁ ସେକେଣ୍ଡଟାକୁ ଦେଖିବା, ଆମେ କେତେ ଲେଖା ହେଇଛି ପିଲେ? 132। 132କୁ କ'ଣ କରିବା? ଆମେ 60 ଦ୍ୱାରା ହରଣ କରିବା। 132 ହରଣ 60।
କେତେ ପଡ଼ିବ ପିଲେ? 60 ଦୁଣେ 120। କେତେ ଆସିଗଲା? 2। ଏଇଠି ଆସିଗଲା 1। ତାମାନେ ମୁଁ ଯଦି ଏଇପଟୁ ଲେଖିବି, ଏଇଠି କରିବି ଗୁଣନ, ଏଇଠି କରିବି ପ୍ଲସ୍, ତେବେ କେତେ ହେଇଯିବ? 2 ଗୁଣନ 60 ପ୍ଲସ୍ 12। ଠିକ୍ ନା ନାଇଁ ପିଲେ? ଏଇଠି ପିଲେ ଲେଖିଛି 2 ଗୁଣନ 60 ପ୍ଲସ୍ 10 ପ୍ଲସ୍ 2, ବା ଏଇଟାକୁ ଆମେ ଲେଖିପାରିବା 12। ବୁଝିଗଲା ନା ପିଲେ? ସେମିତି 200ଟାକୁ ଦେଖ, ମୁଁ ଯଦି କରିବି 200 ହରଣ 60, କେତେ ଆସିଯାଉଛି? 60 ତିରି 180। ବଳିଲା କେତେ ପିଲେ? 20। ତେଣୁ ମୁଁ ଏଇପଟୁ ଯଦି ଲେଖେ, କେତେ ଆସିଯିବ? 3 ଗୁଣନ 60 ପ୍ଲସ୍ 20। ଦେଖ ପିଲେ, 3 ଗୁଣନ 60 ପ୍ଲସ୍ 20। ସେମିତି ଆଇ ଭି ମଧ୍ୟ ସେମିତି କରାହେଇଛି, ଭିକୁ ମଧ୍ୟ ସେମିତି କରାହେଇଛି। ଏବେ ଆମେ ଦେଖିବା ଚିହ୍ନ ଗୁଡ଼ିକ ବ୍ୟବହାର କେମିତି ହେଉଛି। ପିଲାମାନେ, ମୁଁ କହିଥିଲି 1 ବଦଳରେ କ'ଣ ଲେଖିବା? 1 ବଦଳରେ ଗୋଟିଏ ବାଡ଼ି ଲେଖୁ ଆମେ, ତେଣୁ ବାଡ଼ି ଚିହ୍ନ ଦେଲି। 60 ବଦଳରେ ପିଲାମାନେ 1 ବଦଳରେ ଦେଲି ବାଡ଼ି ଚିହ୍ନ। ଟିକେ ପୂର୍ବରୁ ମୁଁ କହିଥିଲି 60କୁ ସେମାନେ ଏମିତି ଲେଖୁଥିଲେ, 3 ବଦଳରେ ଦେଲି 3ଟି ବାଡ଼ି। ସେମିତି 132ର ଦେଖ ପିଲେ, 2 ବଦଳରେ ଦେଲି 2ଟି ବାଡ଼ି। 60କୁ ଲେଖୁଥିଲେ ସେମାନେ ଏମିତି, 10 ଆଉ 2 କେତେ ପିଲେ? 12। ତେଣୁ 12କୁ ଲେଖିଲେ ସେମାନେ, ଏଇଟା ଦେଖ 10 ଆଉ 2 12। ସେମିତି ପିଲେ 200କୁ ଆମେ ଲେଖିଲେ 3 ଗୁଣନ 60 ପ୍ଲସ୍ 20। 3କୁ ଲେଖିଲି ମୁଁ 3ଟି ବାଡ଼ି। ଠିକ୍ ନା ନାହିଁ? ସେମିତି 60 ବଦଳରେ ଦେଲି 1। ଠିକ୍ ନା ନାହିଁ? ସେମିତି ପିଲେ ଯେଉଁ 20 ଅଛି, ଏଇଟାର ଗୋଟିଏର ମୂଲ୍ୟ କେତେ? 10। ଏଇଟାର ଗୋଟିଏର ମୂଲ୍ୟ 10। ହେଇଗଲା ନା ପିଲେ 20। ସେମିତି ପିଲେ 1 ଗୁଣନ 60, ଏଇଟା ହେଲା ଦେଖ 1, ଏଇଟା ହେଇଗଲା 60। ସେମିତି ପିଲେ 1 ଗୁଣନ 3600 ପ୍ଲସ୍ 5, ଏକଟା ହେଇଗଲା ପିଲେ ଏଇଟା, 3600 ଆସିଗଲା ଏଇଟା, 5 ଆସିଗଲା ଏଇଟା। ପିଲାମାନେ ଏଇଠି ଟିକେ ମିଷ୍ଟେକ୍ କରିଦେଇଛି ନା? ଏଇଟା ତ 5 ହେବନି। 5 କେମିତି ଲେଖୁ ଆମେ? ଏଇଟା ପିଲେ ଦେଖ 5 କେମିତି ଲେଖିବା? ଆମେ ଉପରେ ଦେବା 3ଟି, 1 2 3, ତଳେ ଦେବା ପିଲେ 2ଟି। ଏଇଟା ହେଇଗଲା ମୋର 5। ଜାଣି ହେଇଛି ନା ପିଲେ? ନେକ୍ସଟ ଯିବା, ଚାଲ। ମାୟା ସଂଖ୍ୟା ପ୍ରଣାଳୀ। କ'ଣ କହିଲା ପିଲେ? ମାୟା ସଂଖ୍ୟା ପ୍ରଣାଳୀ। ଏଇଟା ବି ପିଲେ କହିଦିଅ ଦେଖିବା, କାହା ପରିକା ଦେଖାହେଉଛି? ତମର କିଏ? ସାଙ୍ଗ ନା ଆଉ କିଏ? ଠିକ୍ ଅଛି, ଦେଖିବା କ'ଣ କହୁଛି ମାୟା ସଂଖ୍ୟା ପ୍ରଣାଳୀ। ମଧ୍ୟ ଆମେରିକାର ମାୟା ସଭ୍ୟତା ସ୍ୱତନ୍ତ୍ର ଭାବରେ ନିଜସ୍ୱ ପ୍ରଣାଳୀ ବିକଶିତ କରିଥିଲା। ସେମାନେ ଶୂନ ପାଇଁ ଏକ ସଂକେତ ବ୍ୟବହାର କରୁଥିଲେ, ଯାହା ଏକ ସାମୁଦ୍ରିକ ଶାମୁକା ଭଳି ଦେଖାଯାଉଥିଲା। ତେବେ ପିଲାମାନେ, ଏଇଠି ଆମେ ଜାଣିଲେ ଶୂନକୁ ସେମାନେ କିପରି ଲେଖୁଥିଲେ? ଗୋଟେ ଶାମୁକା ଭଳି ସେମାନେ ଲେଖୁଥିଲେ, ବା ଗୋଟିଏ ସେଲ୍ ଭଳି, ଆମେ ସେଲ୍କୁ କହୁ ଶାମୁକା। ଶାମୁକା ପରିକା ସେମାନେ ଲେଖୁଥିଲେ। ଏଇଟା ପିଲେ ଦେଖ, ଏଇଟା ଶାମୁକା ପରି ଦେଖାହେଉଛି ନା? ଏମିତି ଲେଖୁଥିଲେ। ସେହିପରି 400 ପରିବର୍ତ୍ତେ 360କୁ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ଗ୍ରହଣ କରାଯାଇଥିଲା। ତେବେ ସେମାନେ 400 ନ ଲେଖିକି ତାକୁ କ'ଣ ଲେଖୁଥିଲେ? 360 ଲେଖୁଥିଲେ, ଯାହା ସମ୍ଭବତଃ ସେମାନଙ୍କ କ୍ୟାଲେଣ୍ଡର ବା ପଞ୍ଜିକା ସହିତ ଜଡ଼ିତ ଥିଲା। ସେମାନେ 1 ପାଇଁ ଏକ ବିନ୍ଦୁ, 5 ପାଇଁ ଏକ ଗାର, ଏବଂ ଆଉ ଗୋଟେ କ'ଣ ପିଲା ପଢ଼ିଥିଲେ ଆମେ? ଶାମୁକା। ଶାମୁକା କାହା ପାଇଁ? 0 ପାଇଁ। ଶୂନ ପାଇଁ ସେମାନେ ଗୋଟିଏ ଶାମୁକା ବ୍ୟବହାର କରୁଥିଲେ, ଏବଂ ସେଇ ଚିହ୍ନ ଗୁଡ଼ିକୁ ବ୍ୟବହାର କରିକି ସଂଖ୍ୟା ଲେଖୁଥିଲେ। ତେବେ ଆଗକୁ ଦେଖିବା ଆମେ କେମିତି ସଂଖ୍ୟା ଲେଖୁଥିଲେ। ପେଜ୍ ନମ୍ବର 76ରେ ପିଲେ ତମର ଏଇ ପ୍ରଶ୍ନ ଦେଇଛି, ମାୟା ପ୍ରଣାଳୀ ବ୍ୟବହାର କରି ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ପ୍ରକାଶ କର। ପିଲାମାନେ, ଆମେ ପଢ଼ିଲେ ନା, ବିନ୍ଦୁକୁ ସେମାନେ ଲେଖୁଥିଲେ 1, 5କୁ ଲେଖୁଥିଲେ ଗୋଟିଏ ବାଡ଼ି ଦେଉଥିଲେ, ଏବଂ ଶୂନକୁ ଦେଉଥିଲେ ଗୋଟେ ସେଲ୍ ବା ଶାମୁକା ଆକୃତି ଦେଉଥିଲେ। ତେବେ 77 ବା 77କୁ ମୁଁ କେମିତି ଲେଖିବି? ସେଇଠି ପିଲେ ଯେମିତି ମୁଁ କରୁଥିଲି, ହରଣ କେତେ କରୁଥିଲି? 60 କରୁଥିଲି। ଏଇଠି ମୁଁ କରିବି 77 ହରଣ 20। କ'ଣ ପାଇଁ? ନା ମାୟା ସଂଖ୍ୟା ପ୍ରଣାଳୀରେ 20କୁ ଆଧାର କରି ଚିହ୍ନ ଗୁଡ଼ିକୁ ବ୍ୟବହାର କରାଯାଏ। ଯେମିତି ଆମେ ପଢ଼ିଲେ ମେସୋପୋଟାମିଆରେ କ'ଣ କରାଯାଏ? 60କୁ ଆଧାର ନେଇକି କରାଯାଏ। ସେମିତି ମାୟା ପ୍ରଣାଳୀରେ 20କୁ ଆଧାର ନେଇକି କରାଯାଏ। ତେବେ କେତେ ଆସିଯିବ ପିଲେ? 20 ତିରି 60, 7କୁ ଆସିଗଲା 7, ଏଇଠି ହେଇଯିବ 1। ସେମିତି ମୁଁ ଯଦି ଏଇପଟୁ ଲେଖିବି 3 ଗୁଣନ 20 ପ୍ଲସ୍ 17, ଠିକ୍ ନା ନାହିଁ? ସେମିତି ପିଲେ ଏଇଟା ବି ଲେଖା ହେଇଛି, ଏଇଟା ବି, ଏବଂ ଏଇଟା ମଧ୍ୟ। ତେବେ ଦେଖିବା ଚିହ୍ନ ଗୁଡ଼ିକୁ କେମିତି ବ୍ୟବହାର କରିବା। ପିଲାମାନେ ଦେଖ, 3 ଲେଖା ହେଇଛି ନା?
तीन को मुझे देदेली यहाँ देख 3 1 2 3 मु जानी एक को मु गोटे बिंदु आकार में व्यवहार करे तेणु 3 को 3टी बिंदु हम सेमती 20 तो मूल्य लेखा हेनी केते लेखा हे तेरे 17 मूल्य लेखा हे यही गोटे बाड़ीर मूल्य केते 5 5 5 10 5 15 16 17 बुझीगला ना पिले सेमती जदि 100 को देखा देख पिले यहाँ जदि बुझीगलानी ये आम बुझा 100 को लिखिपारि 5 गुणन 20 प्लस 0 20 को पिले मुझे लिखिबिनी कौन पाई यहाँ तो आधारटा माया प्रणाली रे 20 को आधार रूपे व्यवहार करा जाए तार किसी चिन्ह नाही तेबे 5 को मुझे केमिति लिखिबी गोटे बाड़ी आउ 0 को केमिति लिखिबी गोटे सामुका चिन्ह सेमिति पिले 361 को जदि मुझे देखिबी 361 को मुझे केमिति लिखिपारि 18 गुणन 20 प्लस 1 18 को लिखिबी 5 5 10 5 15 16 17 18 आउ बाकी रहा किए 1 ताकू मु लिखली ये एबे जानीगल ना पिले सेमिति 721 को केमिति लिखिली 1 गुणन 400 यहीटा पिले आसीगला 1 400 को तो पिले लेखा हेनी आम जानिले 400 को लेखा हेनी तापर 5 5 10 5 15 आउ 1 केते गला पिले 16 20 को भी पिले लेखा हेनी आम जाचु 20 वर्ग केते 400 तापर 20 जदि घन नबा तापर जेते आसीबो एई गुडाकुर मूल्य आमे लिखिबा नाही बा चिन्ह को परिप्रकाश करिबा नाही आउ तापर बाकी रहिला 1 आसिला एठी बिंदु रूप रे आसिला जानी हला ना पिले पिला माने एठी गोटे मु अनाउंसमेंट करिबा पई चाहूची जदि तुमको एई नोट गुडी को पूरा फ्री ऑफ कॉस्ट दरकार तेबे तुमे कोन करिवो टेलीग्राम फैमिली किंबा व्हाट्सएप फैमिली रे जॉइन करिवो आउ केमिति जॉइन करिवो डिस्क्रिप्शन बॉक्स रे मु यार लिंक देई देइछि तुमे माने सेहीटी क्लिक करिकि सीधा सड़क व्हाट्सएप किंबा टेलीग्राम रे पहुंची जिवो जॉइन ऑप्शन मारी देबो जदि पिले तुमे एटा पारुनो तेबे कोन करिवो एटा होची पिले मो व्हाट्सएप नंबर तुमे कोन करिवो एठी हाय एड मी बोली मेसेज करदेव मु तुमको व्हाट्सएप ग्रुप रे ऐड करदेवी बुझीगला पिले नेक्स्ट जीवा चलो चीन संख्या प्रणाली द चाइनीज नंबर सिस्टम कौन कहला तेबे चीनवासी दुईटी संख्या प्रणाली व्यवहार करुले एक लिखित प्रणाली आउ गोटे गणना पाई एक काठी प्रणाली गोटे लिखित प्रणाली आउ गोटे काठी प्रणाली अति कम्रे ख्रीष्टाब्द तृतीय शताब्दी सुधा विकसित एवं 1700 शताब्दी पर्यंत व्यवहृत होउतबा एही काठी संख्या गुडी को अधिक दक्ष थिला यह एक दशमिक प्रणाली थिला जेउथिरे 1 रु 9 पर्यंत निर्दिष्ट संकेत रहितला केते पर्यंत रहितला पिले 1 रु 9 पर्यंत पिला माने तम बही रे चीन संख्या प्रणाली रो कोनोसी प्रकार प्रश्न नाही तेणु निहाती मने रखिबार किछि आवश्यकता नाही खाली मने रख तुमे चीनवासी केउ दुईटी संख्या प्रणाली व्यवहार करुले केउ दुईटी पिले गोटे होउची लिखित प्रणाली एवं गोटे गणना पाई काठी प्रणाली से माने काठी गुडी को व्यवहार करिकी संख्या गुडी को लेखुथिले नेक्स्ट देखिबा तेबे तापर आसिला पिले आमे जोंटा एबे व्यवहार करू हिंदू संख्या प्रणाली हिंदू बा भारतीय संख्या प्रणाली हेउची एक दशमिक स्थानीय मान प्रणाली जेउथिरे 10टी संकेत व्यवहृत हुए आमे जानिचु पिले आमे 0 रु 9 पर्यंत अंक गुडी को व्यवहार करू प्रत्येक अंकर स्थान ही तार मूल्य निर्धारण करिथाए जेमिति पिले 375 3 शतक एटा शतक स्थान रे अछि 7 10 एटा 7टा दशक स्थान रे अछि एवं 5 एकक स्थान रे अछि अति कम रे ख्रीष्टपूर्व 200 रु हिंदू संख्या प्रणाली रे शून्य पाई एक संकेत रही आसीछि जोंटा कि पिले आर्यभट्ट बाहर करथिले नै कि शून्य को एक अंक भावे व्यवहार करिबा एवं प्रत्येक स्थान रे गोटे अंक प्रतिनिधित्व संख्या पढ़िबा और लेखिबारे द्वंद्व को दूर करे तेबे शून्य कोन करूची आगरे कौन होता पिले मझिरे जदि शून्य आसी जाउथला ताकू समाने पढ़ी पारु नथिले किंतु आजिकाली बा हिंदू संख्या प्रणाली द्वारा याकू पढ़िबा सहज हो गला एही कारणरू एहा आज सारा विश्व रे व्यवहृत होउची तेणु करी हिंदू संख्या प्रणाली एबे समग्र विश्व सारा व्यवहृत होउची बुझी ना पिले एईटा देख पिले हिंदू संख्या प्रणाली कौन अच्छी जमीती आम 375 को विस्तारित रूप में केमी लिखु 300
ପ୍ଲସ୍ 70 ପ୍ଲସ୍ 5 ଏବଂ ଏଇ ଯେଉଁ 300 ସବୁର ପିଲେ ମୂଳ ମନେ ରଖ ଆଧାର। ଆମେ ଯେଉଁଗୁଡ଼ା ବି ବିଷୟ ସବୁ ପଢ଼ିଲେ ସବୁ ଆଧାରକୁ ନେଇକି ହିଁ କରାଯାଇଛି। ତେବେ ବର୍ତ୍ତମାନ କ'ଣ ହିନ୍ଦୁ ସଂଖ୍ୟା ପ୍ରଣାଳୀର ଆଧାରରେ ସବୁ ସଂଖ୍ୟା ଗୁଡ଼ିକ ଚାଲିଛି। ଠିକ୍ ନା ପିଲେ? ତେବେ ପିଲାମାନେ ଦେଖିଲ ତ ଆମେ କେତେ ସହଜ ଉପାୟରେ ବହିରେ ଥିବା ପ୍ରଶ୍ନ ଗୁଡ଼ିକୁ ଏବଂ କନସେପ୍ଟ ସବୁ କ୍ଲିଅର କଲେ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଏବେ ହିଁ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ନିଜ ସ୍କୁଲ ସାଙ୍ଗ ଏବଂ ଟ୍ୟୁସନ୍ ସାଙ୍ଗମାନଙ୍କ ସହିତ ପ୍ରଚୁର ମାତ୍ରାରେ ସେୟାର କରିଦିଅ। ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ରଖିଥାଉ। ଆଜି ପାଇଁ ତେବେ ଏତିକି ଥାଉ। ପୁଣି ଦେଖାହେବ ପରବର୍ତ୍ତୀ ଏମିତି ୱାନ୍ ଶଟ୍ କ୍ଲାସ୍ରେ। ସେ ପର୍ଯ୍ୟନ୍ତ ପିଲେ ଭଲରେ ଥାଉ, ମନ ଦେଇ ପାଠ ପଢ଼ୁଥାଉ ଏବଂ ଏମିତି ଆଗକୁ ବଢ଼ୁଥାଉ। ତେବେ ପିଲାମାନେ ରହୁଛି। ଜୟ ଜଗନ୍ନାଥ।